ସମସ୍ତଙ୍କୁ ଆମମାନଙ୍କ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ନାଜରେତୀୟ ଯୀଶୁଖ୍ରୀଷ୍ଟଙ୍କ ଅତି ପବିତ୍ର ନାମରେ ମୋର ଆନ୍ତରିକ ନମସ୍କାର ଜଣାଉଛି। ପ୍ରିୟମାନେ, ଆଉ ଏବେ ପର୍ଯ୍ୟନ୍ତ ଆମମାନେ ବାଇବେଲର 66ଟି ପୁସ୍ତକରୁ ଗୋଟିଏ ଗୋଟିଏ ପୁସ୍ତକର ପରିଚୟ କ୍ରମାନୁସାରେ ଆମମାନେ ଆଲୋଚନା କରି ଆସୁଛେ। ଆଉ ସେହି ପ୍ରକାରେ ବାଇବେଲର 66ଟି ପୁସ୍ତକରୁ ପୁରାତନ ନିୟମର 39ଟି ପୁସ୍ତକର ଆଉ 5ଟି ପୁସ୍ତକ, ପ୍ରଥମ 5ଟି ପୁସ୍ତକ ବ୍ୟବସ୍ଥା ପୁସ୍ତକ, ଆମମାନେ ବ୍ୟବସ୍ଥା ପୁସ୍ତକର ପରିଚୟ କମ୍ପ୍ଲିଟ୍ କରିସାରିଲେ। ତାପରେ ଚରିତ୍ର ପୁସ୍ତକ, ପ୍ରଥମେ ବ୍ୟବସ୍ଥା ପୁସ୍ତକ, ତାପରେ ଚରିତ୍ର ପୁସ୍ତକ 12ଗୋଟି ପୁସ୍ତକ, ଆଉ ସେଥିମଧ୍ୟରୁ ଝିଅ ପୁସ୍ତକର ପରିଚୟ, ତାପରେ ବିଚାରକର୍ତ୍ତାମାନଙ୍କର ବିବରଣ ପୁସ୍ତକ ପରିଚୟ, ରୁଥର ବିବରଣ ପୁସ୍ତକ ପରିଚୟ, এই 3ଟି ପୁସ୍ତକ ଚରିତ୍ର ପୁସ୍ତକ ଆମମାନେ ପରିଚୟ ଜାଣିଲୁ। ଏବେ ଆମମାନେ ଚରିତ୍ର ପୁସ୍ତକ ମଧ୍ୟରୁ ଚତୁର୍ଥ ପୁସ୍ତକ ହୋଇଥିବା ଆଉ କ୍ରମାନୁସାରେ ଯଦି ଆମେ ଆଲୋଚନା କରୁ, ବାଇବେଲର ପୁରାତନ ନିୟମର 39ଟି ପୁସ୍ତକରୁ କ୍ରମ ଅନୁସାରେ ଆମେ ଦେଖିଲେ 9 ନମ୍ବର ପୁସ୍ତକ ଆଉ ଚରିତ୍ର ପୁସ୍ତକ 4 ନମ୍ବର ପୁସ୍ତକ ହୋଇଥିବା ସାମୁଏଲ ପ୍ରଥମ ପୁସ୍ତକର ପରିଚୟ ଆଜି ଆମମାନେ ଶିଖିବା। ସାମୁଏଲ ପ୍ରଥମ ପୁସ୍ତକର ପରିଚୟ ଆମମାନେ ଶିଖିବା। ତ ପ୍ରିୟମାନେ, ଆଉ ଆମମାନେ ଆଲୋଚନା କଲେ ଏକ ସାମୁଏଲ ପ୍ରଥମ ପୁସ୍ତକ, ଏଥିର ଲେଖକ ବିଷୟରେ ହେଉ, ଆଉ ଏଥିର ମୁଖ୍ୟ ବିଷୟ ଗୁଡ଼ିକ ବିଷୟରେ ହେଉ, ଆଉ ଏଥିର ସମୟ ବିଷୟରେ ହେଉ, ଆମମାନେ ଜାଣିବା ପୂର୍ବେ ପ୍ରଥମେ ଆମମାନେ ଏଥିର ମୁଖ୍ୟ ଉଦ୍ଦେଶ୍ୟ କ'ଣ ତାହା ଜାଣିବା ନିହାତି ଆବଶ୍ୟକ। ପ୍ରଥମେ ଏ ପୁସ୍ତକର ଉଦ୍ଦେଶ୍ୟ କ'ଣ ଆମମାନେ ଜାଣିବା। ଏକ ସାମୁଏଲ ପ୍ରଥମ ପୁସ୍ତକରେ ଆଉ 31ଟି ଅଧ୍ୟାୟ ମାନଙ୍କୁ ଦେଖାଯାଏ। 31ଟି ଅଧ୍ୟାୟ, ଏ 31ଟି ଅଧ୍ୟାୟରେ ଥିବା ବିଷୟ କ'ଣ, ମୁଖ୍ୟ ଉଦ୍ଦେଶ୍ୟ କ'ଣ କହିଲେ, ଆଉ ଇସ୍ରାଏଲମାନେ ରାଜାମାନଙ୍କର ଶାସନ ବ୍ୟବସ୍ଥା, ଇସ୍ରାଏଲମାନଙ୍କ ମଧ୍ୟରେ ରାଜାମାନଙ୍କର ଶାସନ ବ୍ୟବସ୍ଥା କିପରି, କେତେବେଳେ, କାହିଁକି ଆସିଲା, ଇସ୍ରାଏଲମାନଙ୍କ ମଧ୍ୟରେ ରାଜାମାନଙ୍କର ପାଳନ, ରାଜାମାନଙ୍କର ଶାସନ କେତେବେଳେ କିପରି ଆସିଲା ତାହା ଜଣାଇବା ପୁସ୍ତକ ହିଁ ଆଉ ସାମୁଏଲ ପ୍ରଥମ ପୁସ୍ତକ। ଇସ୍ରାଏଲମାନଙ୍କର ରାଜା ଶାସନ, ରାଜା ବ୍ୟବସ୍ଥା ଜଣାଇବା ପୁସ୍ତକ ଆମମାନଙ୍କୁ ସାମୁଏଲ ପ୍ରଥମ ପୁସ୍ତକ। ଏହିପରି ଭାବରେ ପ୍ରତି ପୁସ୍ତକର ଆମମାନେ ମୁଖ୍ୟ ଉଦ୍ଦେଶ୍ୟ ଜାଣିବାର ଅଛି। ମୁଖ୍ୟ ଉଦ୍ଦେଶ୍ୟ ଆମମାନେ ନ ଜାଣିଲେ ଆଉ ପୁସ୍ତକରେ ଥିବା ବିଷୟ ଗୁଡ଼ିକ କ'ଣ, ପୁସ୍ତକରେ ଥିବା ସେହି ବିଷୟମାନେ ଆମେ ସ୍ପଷ୍ଟ ରୂପେ ବୁଝିପାରିବା ନାହିଁ। ତେଣୁ ପ୍ରତ୍ୟେକ ପୁସ୍ତକର ଆମମାନେ ମୁଖ୍ୟ ଉଦ୍ଦେଶ୍ୟ ନିହାତି ରୂପେ ଜାଣିବାର ଅଛି। ଏକ ସାମୁଏଲ ପ୍ରଥମ ପୁସ୍ତକ, ସାମୁଏଲ ଦ୍ୱିତୀୟ ପୁସ୍ତକ ଭାବରେ ଆମେ ବାଇବେଲରେ ଦେଖିଥାଉ। ବାଇବେଲରେ ସାମୁଏଲ ପ୍ରଥମ ପୁସ୍ତକ, ସାମୁଏଲ ଦ୍ୱିତୀୟ ପୁସ୍ତକ ଏ ପ୍ରକାର ଆମେ ଦେଖିଥାଉ। ମାତ୍ର ଯେତେବେଳେ ବାଇବେଲର ପୁରାତନ ନିୟମର ବାକ୍ୟ ସବୁ ଏଭ୍ରି ଭାଷାରେ ଥିଲା, ପ୍ରଥମେ ଏଭ୍ରି ଭାଷାରେ ଏ ପ୍ରକାର ଥିଲାବେଳେ ଆମେ ବାଇବେଲରେ ପୁରାତନ ନିୟମର ସମସ୍ତ ବାକ୍ୟ ଏଭ୍ରି ଭାଷାରେ ଥିଲା। ଆଉ ଏଭ୍ରି ଭାଷାରେ ଏକ ସାମୁଏଲ ପ୍ରଥମ ପୁସ୍ତକ, ସାମୁଏଲ ଦ୍ୱିତୀୟ ପୁସ୍ତକ ଏହି ପ୍ରକାର ଅଲଗା ଅଲଗା ନଥିଲା, ଅଲଗା ଅଲଗା ପୁସ୍ତକ 2ଟି ନଥିଲା ଏଭ୍ରି ଭାଷାରେ। ମାତ୍ର ସାମୁଏଲ ପୁସ୍ତକ କହି ଏହି 2ଟି ପୁସ୍ତକ ଗୋଟିଏ ପୁସ୍ତକ ରୂପରେ ଆଉ ପ୍ରଥମରେ ଥିଲା। ମାତ୍ର ଯେତେବେଳେ ଖ୍ରୀଷ୍ଟପୂର୍ବ 3 ଶତାବ୍ଦୀରେ ଆଉ ଗ୍ରୀକ୍ ସେପ୍ଟୋଜେଣ୍ଟରେ ଯେତେବେଳେ ଅନୁବାଦିତ କରାଗଲା, ଗ୍ରୀକ୍ ସେପ୍ଟୋଜେଣ୍ଟରେ 70 ଜଣ ପଣ୍ଡିତମାନେ ବସି ଏଭ୍ରି ଭାଷାରେ ଥିବା ପୁରାତନ ନିୟମର ବାକ୍ୟ ସବୁ ଯେତେବେଳେ ଗ୍ରୀକ୍ ଭାଷାରେ ଅନୁବାଦିତ କଲେ, ଆଉ ସେହି ସମୟରେ ଏକ ସାମୁଏଲ ପ୍ରଥମ ପୁସ୍ତକ, ସାମୁଏଲ ଦ୍ୱିତୀୟ ପୁସ୍ତକ ଏହିପରି ଭାବରେ ଥିଲା। ତାପରେ ୟା ପରେ ଆମେ ଦେଖିଲେ ରାଜାବଳୀମାନଙ୍କର ପୁସ୍ତକ, ରାଜାବଳୀ ପ୍ରଥମ ପୁସ୍ତକ, ରାଜାବଳୀ ଦ୍ୱିତୀୟ ପୁସ୍ତକ, ତାହା ମଧ୍ୟ ଏଭ୍ରି ଭାଷାରେ ଗୋଟିଏ ପୁସ୍ତକ ରୂପେ ଥିଲା। এই ସାମୁଏଲ ପୁସ୍ତକ ହେଉ, ରାଜାବଳୀ ପୁସ୍ତକ ହେଉ, 2ଟି ପୁସ୍ତକ ନଥାଇ ଏଭ୍ରି ଭାଷାରେ ଗୋଟିଏ ପୁସ୍ତକ ଥିଲା। ତାହା ଯେତେବେଳେ ଗ୍ରୀକ୍ ସେପ୍ଟୋଜେଣ୍ଟରେ ଅନୁବାଦିତ ହେଲା, ଆଉ ସେତେବେଳେ ଗ୍ରୀକ୍ ସେପ୍ଟୋଜେଣ୍ଟରେ ସେମାନେ এই 4ଟି ପୁସ୍ତକ ଅର୍ଥାତ୍ ସାମୁଏଲ ପ୍ରଥମ ପୁସ୍ତକ, ସାମୁଏଲ ଦ୍ୱିତୀୟ ପୁସ୍ତକ, ରାଜାବଳୀ ପ୍ରଥମ ପୁସ୍ତକ, ରାଜାବଳୀ ଦ୍ୱିତୀୟ ପୁସ୍ତକ, এই 4ଟି ପୁସ୍ତକକୁ ଆଉ ଗ୍ରୀକ୍ରେ ସେପ୍ଟୋଜେଣ୍ଟରେ ଆଉ ସେମାନେ ରାଜ୍ୟ ପୁସ୍ତକ, ରାଜାମାନଙ୍କର ଚରିତ୍ର এই 4ଟି ପୁସ୍ତକରେ ଦେଖାଯାଉଥିବାରୁ ରାଜ୍ୟ ପୁସ୍ତକ ବୋଲି ସେମାନେ ଅନୁବାଦିତ କଲେ। ତାପରେ ପରବର୍ତ୍ତୀ କାଳରେ ଆଉ ଗ୍ରୀକ୍ ଭାଷାରେ ଥିବା ସେ ବାଇବେଲକୁ ଆଉ ଲାଟିନରେ ସେମାନେ ଏକ
सामुएल प्रथम पुस्तक एसबू ट्रांसलेसन कला बेले लाटिन रे से माने आउ प्रथम राजावली प्रथम पुस्तक, राजावली द्वितीय पुस्तक, राजावली तृतीय पुस्तक, राजावली चतुर्थ पुस्तक कही ए सामुएल दुईटी पुस्तक राजावली दुईटी पुस्तक ए प्रकार चारोटी पुस्तक को राजावली प्रथम पुस्तक, राजावली द्वितीय पुस्तक, राजावली तृतीय पुस्तक, राजावली चतुर्थ पुस्तक ए प्रकार अनुवादित कले लाटिन रे। तापर परवर्ती काल रे जेतेबेले मुद्रण यंत्र चिन्हट करागला, मुद्रण यंत्र चिन्हट कलागला पर आउ थे पुणी ये समस्त विषय को सेपारेट करागला। पुनर्बार सामुएल प्रथम पुस्तक, सामुएल द्वितीय पुस्तक, राजावली प्रथम पुस्तक, राजावली द्वितीय पुस्तक यहीपरि भाव आज आम पढ़ुछे। मुद्रण यंत्र चिन्हट कला पर यहीपरि भाव में सामुएल प्रथम पुस्तक, द्वितीय पुस्तक, राजावली प्रथम पुस्तक, द्वितीय पुस्तक ए प्रकार अनुवादित करागला, ए प्रकार परिवर्तित कले। मात्र पूर्वे सामुएल प्रथम पुस्तक, सामुएल द्वितीय पुस्तक एवरी भाषा गोटे पुस्तक थिला सामुएल पुस्तक, से भी राजावली पुस्तक मध्य गोटे पुस्तक थिला, दुईटी पुस्तक नथिला। तो एबे एक सामुएल प्रथम पुस्तक विषय आज आम परिचय आलोचना करुछे। ए सामुएल प्रथम पुस्तकर लेखक किए मैंने जानवर अच्छी। सामुएल प्रथम पुस्तकर लेखक किए कहले आने सामुएल पुस्तक कही एक पुस्तकर नाम थिबारु आ पुस्तकर नाम को धरी आने एक पुस्तकर लेखक सामुएल बोली आने कहीपर कि अनेक भावी थाई पारती पुस्तकर नाम को धरी पुस्तकर लेखक बोली, मात्र ताहा ठीक हो न पारे। कारण पुस्तकर नाम को धरी केबे हेले भी आम पुस्तकर लेखक से ही बोली केबे आम कन्फर्म करें ना। एबे देखंतु आ सामुएल प्रथम पुस्तक, द्वितीय पुस्तक पर राजावली मानकर प्रथम पुस्तक, राजावली द्वितीय पुस्तक ए प्रकार आसे। आ पुस्तक को सामुएल लिखले बोले आम भाविले पुस्तकर नाम अनुसार तापर राजावली पुस्तक आसुची आ क्यों राजा ताहा लिखिदिबे। तापर वंशावली पुस्तक क्यों किए लिखिदिबे, क्यों भविष्य वक्ता लिखिदिबे। राजावली पुस्तक किए लिखिदिबे, क्यों भविष्य वक्ता लिखिदिबे ता कहि परिबा कि नाही। सेही परि भाव में आमने आदि पुस्तक, यात्रा पुस्तक, लेव्य पुस्तक, गणना पुस्तक, द्वितीय विवरण पुस्तक ए पांचटी पुस्तकर परिचय माने आलोचना कला बेले ए पांचटी पुस्तकर लेखक किए कहले मोसा ही कहे माने इंटरनली एक्सटर्नल इनफॉरमेशन गैदर करी मोसा ही ए पांचटी पुस्तक व्यवस्थार लेखक बोले माने कहले। मात्र ए पांचटी पुस्तक मैंने देखिले को पुस्तकर नाम हेले भी आदि पुस्तक यात्रा पुस्तक लेव्य पुस्तक गणना पुस्तक द्वितीय विवरण पुस्तक को पुस्तकर नाम हेले भी मोसा पुस्तक बोली नाम रखा जाए ना। मात्र नाम नथिबा मात्र के से पुस्तकर लेखक मोसा नुहति कि मोसा ही से समस्त पुस्तकर लेखक। आउ से प्रकार आम मैंने 2 दिन तले रूत्र विवरण पुस्तकर परिचय विषय आलोचना कले। रूत्र विवरण पुस्तकर परिचय आठारे रूथ नाम ये पुस्तक को देखा जाउछि, मात्र लेखक रूथ नुहति। तो गोटे पुस्तकर नाम को धरी आम मैंने कन्फर्म करिपारिबा नाही जे पुस्तकर नाम जार से ही लेखक बोले मैंने कन्फर्म करिपारिबा नाही। तो सामुएल प्रथम पुस्तकर लेखक सामुएल ही लिखिथिबे कि कोई विषय मैंने बाइबल रु आलोचना करिपारछि, बाइबल रे अनुसंधान करी देखिबा समस्ते। काढंतु सामुएल प्रथम पुस्तक, सामुएल प्रथम पुस्तकर लेखक किए कोई विषय मैंने आलोचना करुछे। आ ए पुस्तकर लेखक सामुएल की कोई जानिबा निमंते आमने सामुएल प्रथम पुस्तक 25 अध्याय प्रथम पद, सामुएल प्रथम पुस्तक 25 अध्याय, सामुएल प्रथम पुस्तक 25 अध्याय प्रथम पद। अनंतर सामुएल मले तहु समुदाय इस्राएल एकत्र होई ताहांको पाई विलाप कले। एठारे 25 अध्याय रे हमने देखिले सामुएल प्रथम पुस्तक 31 अध्याय अच्छे। आ सामुएल केतेबेले मृत्युवरण घटला माने सामुएलंकर 25 अध्याय सामुएलंकर मृत्युवरण घटिला। सामुएल मले माने आ या पर हमने देखिले 26 अध्याय, 27 अध्याय, 28 अध्याय, 29 अध्याय, 30 अध्याय, 31 अध्याय, अवशिष्ट 6टी अध्याय अच्छी। 25 अध्याय जाए
ସାମୁଏଲ ଲେଖିବା ପାଇଁ ସୁଯୋଗ ରହିଛି, ମାତ୍ର ଅବଶିଷ୍ଟ ଅଧ୍ୟାୟ ଗୁଡ଼ିକ ସାମୁଏଲ ଲେଖିବା ପାଇଁ କୌଣସି ପ୍ରକାର ସୁଯୋଗ ନାହିଁ। ମାନେ ଏଠାରେ ବାଇବଲରେ ଆମେ ଆଲୋଚନା କଲାବେଳେ ଗୋଟେ ପୁସ୍ତକର ନାମ କିପରି ରଖାଯାଉଅଛି କହିଲେ, ପୁସ୍ତକର ନାମ କିପରି ରଖାଯାଉଛି କହିଲେ, ସେ ପୁସ୍ତକରେ ମେନ୍ କ୍ୟାରେକ୍ଟର ଥିବା ବ୍ୟକ୍ତିଙ୍କର ନାମ ରଖାଯାଉଅଛି। ଏବେ ଦେଖନ୍ତୁ, ଆଉ ରୁଥର ବିବରଣ ପୁସ୍ତକର 4ଟି ଅଧ୍ୟାୟରେ ରୁଥଙ୍କ ବିଷୟରେ ଲେଖା ଅଛି। ରୁଥ, ସେଇ ପୁସ୍ତକର ରୁଥ ହେଉଛନ୍ତି ମୁଖ୍ୟ ବ୍ୟକ୍ତି, ମେନ୍ କ୍ୟାରେକ୍ଟର ତାହାଙ୍କ ବିଷୟରେ କୁହାଯାଇଛି। ତାହାଙ୍କ ବିଷୟରେ କୁହାଯାଇପାରେ ତାହାଙ୍କର ନାମ ସେ ପୁସ୍ତକକୁ ଲେଖାଗଲା। ଏହିପରି ଭାବେ ଆମମାନେ ଆଲୋଚନା କଲେ। ଆଉ ଜିସାୟା ପୁସ୍ତକ, ଜିହିଜିକେଲ ପୁସ୍ତକ, ସେମାନେ ଲେଖକ, ସେମାନଙ୍କର ନାମ ସେଇ ପୁସ୍ତକକୁ ଲେଖାଯାଇଅଛି। ହେଲେ ଏବେ ଆମମାନେ ଦେଖିବା, ଆଉ ସାମୁଏଲ ହିଁ ଏ ପୁସ୍ତକର, ଯଦି ସାମୁଏଲ ହିଁ ଲେଖକ ତାହେଲେ ସେ 25ଟି ଅଧ୍ୟାୟ ଲେଖିଥିବେ। ତାପରେ ଅବଶିଷ୍ଟ କିଏ ଲେଖିଥିବେ? ପ୍ରଥମେ ଆମମାନେ ଆଲୋଚନା କରିବା ସାମୁଏଲଙ୍କୁ ଲେଖିବାର ଅଭ୍ୟାସ ଅଛି କି କହି ଆମମାନେ ଦେଖିଲେ। ଦେଖନ୍ତୁ, ଆଉ ସାମୁଏଲ ପ୍ରଥମ ପୁସ୍ତକ 10 ଅଧ୍ୟାୟ 25 ପଦ। ସାମୁଏଲ ପ୍ରଥମ ପୁସ୍ତକ 10 ଅଧ୍ୟାୟ 25 ପଦ। ସମସ୍ତେ ବାଇବେଲ ଖୋଲି ଦେଖନ୍ତୁ। ସାମୁଏଲ ପ୍ରଥମ ପୁସ୍ତକ 10 ଅଧ୍ୟାୟ 25 ପଦ। ଏଥି ଉତ୍ତାରେ ସାମୁଏଲ ଲୋକମାନଙ୍କୁ ରାଜନୀତି ଜଣାଇଲେ ଓ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ। ତହୁ ସାମୁଏଲ ଲୋକମାନଙ୍କର ପ୍ରତ୍ୟେକକୁ ଆପଣା ଆପଣା ଗୃହକୁ ବିଦାୟ କଲେ। ସାମୁଏଲ ଲୋକମାନଙ୍କୁ ରାଜନୀତି ଜଣାଇଲେ, ମାନେ ସାମୁଏଲ ଲୋକମାନଙ୍କୁ ରାଜାମାନଙ୍କର ବ୍ୟବସ୍ଥା ବିଷୟରେ, ସେଇ ରାଜ ଶାସନ ବିଷୟରେ ଜଣାଇଲେ। ଆଉ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ, ସାମୁଏଲ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ ବୋଲି ଲେଖା ଅଛି। ମାନେ ସାମୁଏଲ ହିଁ ଲେଖିଥାଇ ପାରନ୍ତି, ସାମୁଏଲ ହିଁ ଲେଖିଥିବେ। ମାତ୍ର ସାମୁଏଲଙ୍କ ମୃତ୍ୟୁ ଉତ୍ତାରେ ଯାହା ହେଲେ ଘଟିଲା ଅବଶିଷ୍ଟ ବିଷୟ ଗୁଡ଼ିକ ତା ଆଉ କିଏ ନା ଲେଖିଥାଇ ପାରନ୍ତି। ଆଉ କିଏ ଲେଖିଥିବେ କହି ଆଲୋଚନା କଲେ। ଆଉ ସାମୁଏଲଙ୍କ ସମୟରେ ଆମମାନଙ୍କୁ ଗାଦ ଭବିଷ୍ୟତ ବକ୍ତା ଦେଖାଯାଉଛନ୍ତି। ସେହିପରି ଭାବରେ ନାତନ ଭବିଷ୍ୟତ ବକ୍ତା ଆମମାନଙ୍କୁ ଦେଖାଯାଉଛନ୍ତି। ସାମୁଏଲଙ୍କ ସମୟରେ ଗାଦ ଭବିଷ୍ୟତ ବକ୍ତା, ନାତନ ଭବିଷ୍ୟତ ବକ୍ତା ଆମମାନଙ୍କୁ ଦେଖାଯାଉଛନ୍ତି। ଏମାନେ ଲେଖିଥାଇ ପାରନ୍ତି। ଗାଦ ଭବିଷ୍ୟତ ବକ୍ତା ସାମୁଏଲଙ୍କ ସମୟରେ ଅଛନ୍ତି ଏ ବିଷୟ ଜାଣିବା ନିମନ୍ତେ। ଆଉ ସାମୁଏଲଙ୍କ ପ୍ରଥମ ପୁସ୍ତକ 22 ଅଧ୍ୟାୟ 5 ପଦ ଦେଖନ୍ତୁ। ସାମୁଏଲଙ୍କ ପ୍ରଥମ ପୁସ୍ତକ 22 ଅଧ୍ୟାୟ 5 ପଦ। ଏଥିମଧ୍ୟରେ ଭବିଷ୍ୟତ ବକ୍ତା ଗାଦ ଦାଉଦଙ୍କୁ କହିଲା, ଏହି ଦୁର୍ଗମ ସ୍ଥାନରେ ନ ରୁହ, ପ୍ରସ୍ଥାନ କରି ଜିହୁଦା ଦେଶକୁ ଯାଅ। ଏଠାରେ ଗାଦ ନାମକ ଜଣେ ଭବିଷ୍ୟତ ବକ୍ତା ଦେଖାଯାଉଛନ୍ତି। ସେ ଦାଉଦଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ କହୁଛନ୍ତି। ଏଠାରେ ଆମମାନଙ୍କୁ ତାହା ଦେଖାଯାଉଛି। ମାନେ ଏକ ସାମୁଏଲଙ୍କ ସମୟରେ ହିଁ ଗାଦ ନାମକ ଜଣେ ଭବିଷ୍ୟତ ବକ୍ତା ମଧ୍ୟ ଅଛନ୍ତି। ତାପରେ ନାଥନ ଭବିଷ୍ୟତ ବକ୍ତାଙ୍କ ବିଷୟରେ ମଧ୍ୟ ଆମେ ପଢ଼ିଥାଉ। ଆଉ ଯେତେବେଳେ ଦାଉଦ ବତ୍ସେବାଙ୍କ ବିଷୟରେ ଭୁଲ କରିବେ, ଆଉ ସେହି ସମୟରେ ନାଥନ ଭବିଷ୍ୟତ ବକ୍ତା ଦାଉଦଙ୍କ ନିକଟକୁ ଆସି ଦାଉଦଙ୍କୁ ଅନୁଯୋଗ କଲା ପରେ ଆମେ ଦେଖୁ। ମାନେ ସାମୁଏଲଙ୍କ ପରେ ପରେ ଆଉ ଯାହା ଯାହା ଘଟିଅଛି ସେ ସମସ୍ତ ବିଷୟ ଆଉ ଏ ପୁସ୍ତକରେ ସାମୁଏଲ ଆଉ ଗାଦ ନାମକ ଭବିଷ୍ୟତ ବକ୍ତା ଆହୁରି ନାଥନ ନାମକ ଭବିଷ୍ୟତ ବକ୍ତା ସମସ୍ତ ବିଷୟ ଏକତ୍ର କରି ପୁସ୍ତକ ଭାବରେ ସଂଯୁକ୍ତ କରିଥାଇ ପାରନ୍ତି। ଏବେ ପର୍ଯ୍ୟନ୍ତ ଆମମାନେ ଆହୁରି ଲେଖକ ବିଷୟରେ ହିଁ ଆଲୋଚନା କରୁଛେ। ଲେଖକ କିଏ, ଲେଖକ କେଉଁମାନେ କହି ଜାଣିବା ଉଦ୍ଦେଶ୍ୟ ହିଁ ଆମମାନେ ଆହୁରି ଆଲୋଚନା କରୁଛେ। ସେ ପ୍ରକାରେ ବଂଶାବଳୀ ପୁସ୍ତକ, ପ୍ରଥମ ବଂଶାବଳୀ ପ୍ରଥମ ପୁସ୍ତକ ଆଉ 29 ଅଧ୍ୟାୟ 29 ପଦ ଦେଖନ୍ତୁ। ଲେଖକ କିଏ ଏଠାରେ ଆମକୁ ସ୍ପଷ୍ଟ ରୂପେ ଜଣାପଡ଼ିବ। ବଂଶାବଳୀ ପୁସ୍ତକ ପ୍ରଥମ ପୁସ୍ତକ 29 ଅଧ୍ୟାୟ 29 ପଦ। ବଂଶାବଳୀ ପୁସ୍ତକ ପ୍ରଥମ ପୁସ୍ତକ 29 ଅଧ୍ୟାୟ 29 ପଦ। ମାନେ ଏଠାରେ ଦେଖିଲେ ଏହି ଦାଉଦ ରାଜାଙ୍କର ପ୍ରଥମ ଓ ଶେଷ କ୍ରିୟା ସବୁ ଦେଖ ସାମୁଏଲ ଦର୍ଶକ ଇତିହାସରେ ଓ ନାଥନ ଭବିଷ୍ୟତ ବକ୍ତାଙ୍କର ଇତିହାସରେ ଓ ଗାଦ ଦର୍ଶକର ଇତିହାସରେ ଲିଖିତ ଅଛି। ଏହି ଦାଉଦ ରାଜାଙ୍କର ପ୍ରଥମ ଓ ଶେଷ କ୍ରିୟା ସବୁ, ଦାଉଦଙ୍କର ପ୍ରଥମ ଓ ଶେଷ କ୍ରିୟା ସବୁ, ଦାଉଦଙ୍କ ଜୀବନରେ
ଆଉ ତାହାଙ୍କ ଜୀବନ ସେ କେତେ କଷ୍ଟ କେତେ ଅଶ୍ରୁ ଝରାଇଲେ, ସେ ତାହାଙ୍କ ଜୀବନରେ ସେ କେତେ ଯୁଦ୍ଧ କଲେ, ତାହାଙ୍କର ସମସ୍ତ ବିଷୟ ମାନେ ଦେଖିଲେ। ଦାଉଦଙ୍କ ଜୀବନରେ ଗୋଟିଏ ପାର୍ଶ୍ୱରେ ଆନନ୍ଦ ଆଉ ଗୋଟିଏ ପାର୍ଶ୍ୱରେ ଦୁଃଖ। ପ୍ରତ୍ୟେକ ମଣିଷ ଜୀବନରେ ଏଇ ପ୍ରକାରେ ଗୋଟିଏ ପ୍ରକଟରେ ସୁଖ ଆଉ ଗୋଟିଏ ପାର୍ଶ୍ୱରେ ଦୁଃଖ। ଦାଉଦଙ୍କ ପ୍ରତି ମଧ୍ୟ ସୁଖ ଦୁଃଖ ଦାଉଦଙ୍କ ଜୀବନରେ। ସେଥିପାଇଁ ଅନେକ ଲୋକ କହନ୍ତି ଆଉ ଜୀବନର ଗାଡ଼ିକୁ ସୁଖ ଦୁଃଖ ହେଉଛି ଦୁଇଟି ଚକ୍ର ବୋଲି। ଦାଉଦଙ୍କର ନୁହେଁ, ଆମମାନଙ୍କ ଜୀବନରେ ମଧ୍ୟ ସୁଖ ଆଉ ଦୁଃଖ, ସୁଖ ଦୁଃଖ ଏହିପରି ଆସୁଥାଏ। ସୁଖ ଆସୁଥାଏ ତାପରେ ଦୁଃଖ, ନା ଦୁଃଖ ଆସୁଥାଏ ସୁଖ। ଏ ପ୍ରକାରେ ଜୀବନର ଗାଡ଼ିକୁ ସୁଖ ଦୁଃଖ ଦୁଇଟି ଚକ୍ର, ସୁଖ ଦୁଃଖ ଜୀବନର ଗାଡ଼ିକୁ ଦୁଇଟି ଚକ୍ର ବୋଲି କହିଥାନ୍ତି। ସେହି ପ୍ରକାରେ ତୁମ ଜୀବନରେ ହେଉ, ମୋ ଜୀବନରେ ହେଉ, ଦାଉଦଙ୍କ ଜୀବନରେ ହେଉ, ସୁଖ ଦୁଃଖ ମାନେ ଦେଖିଥାଉ। ଆଉ ଦାଉଦଙ୍କର ପରାକ୍ରମ ବିଷୟରେ, ଦାଉଦ ରାଜ୍ୟ ଶାସନ ବିଷୟରେ, ସମସ୍ତ ବିଷୟରେ ଆଉ କେଉଁମାନେ ଲେଖିଲେ କହିଲେ, ଆଉ ଦର୍ଶକ ହୋଇଥିବା ସାମୁଏଲ, ଏ ସମସ୍ତ ଦେଖିଥିବା ସାମୁଏଲ, ଆଉ ସାମୁଏଲ ଦର୍ଶକର ଇତିହାସରେ, ନାଥନ ଭବିଷ୍ୟତ ବକ୍ତାଙ୍କର ଇତିହାସରେ ଓ ଗାଦ ଦର୍ଶକର ଇତିହାସରେ ଲିଖିତ ଅଛି। ମାନେ ଏକ ସାମୁଏଲ ପ୍ରଥମ ପୁସ୍ତକର ଲେଖକ ଅମକ ବ୍ୟକ୍ତି କହିବା ମାନେ ଜଣଙ୍କ ବିଷୟରେ କହିପାରିବା ନାହିଁ। 3 ଜଣ ଦେଖାଯାଉଛନ୍ତି ଏଠାରେ, ସାମୁଏଲ, ଗାଦ, ନାଥନ, ଏଇ 3 ଜଣ ସାମୁଏଲ ପ୍ରଥମ ପୁସ୍ତକର ଲେଖକ। 3 ଜଣ ଆମମାନଙ୍କୁ ଦେଖାଯାଉଛନ୍ତି। ଏହିପରି ପ୍ରିୟମାନେ, ଏକ ବାଇବେଲ ଆମମାନେ ବୁଝିଲା ବେଳେ, ବାଇବେଲ ଆମମାନେ ପଢ଼ିଲା ବେଳେ ଆମମାନଙ୍କୁ କଷ୍ଟ ହିଁ ଲାଗିଥାଇପାରେ, ମାତ୍ର ଧୈର୍ଯ୍ୟ ସହକାରେ ଆମମାନେ ପଢ଼ିବାର ଅଛି। ଧୈର୍ଯ୍ୟ ସହକାରେ ଆମମାନେ ପଢ଼ି ଆଉ ସେଥିରେ ଥିବା ବିଷୟ ଆମମାନେ ଜାଣିବାର ଅଛି। କାରଣ এই ସାମୁଏଲ ପ୍ରଥମ ପୁସ୍ତକରେ 31ଟି ଅଧ୍ୟାୟ ଅଛି। ଏ 31ଟି ଅଧ୍ୟାୟରେ ଆଉ ଈଶ୍ୱର ମହାନ ମହାନ ବିଷୟ ଲେଖାଇଲେ। ସମସ୍ତ ବିଷୟ ଆମମାନଙ୍କର ଆତ୍ମୀୟ ଜୀବନକୁ ଆବଶ୍ୟକ ବିଷୟ ହିଁ, ଆମମାନଙ୍କ ଆତ୍ମୀୟ ଜୀବନକୁ ଏ ସମସ୍ତ ବିଷୟ ଆବଶ୍ୟକ ବିଷୟ ହିଁ। ଆଉ ଆମମାନେ ମନ ଦେଇ ଆଉ ଧୈର୍ଯ୍ୟ ସହକାରେ ଆମମାନେ ଶୁଣିପାରିଲେ ଆଉ ପଢ଼ିପାରିଲେ ଏ 31ଟି ଅଧ୍ୟାୟର ସମସ୍ତ ବିଷୟ ମଧ୍ୟ ଆମମାନଙ୍କ ଆତ୍ମୀୟ ଜୀବନକୁ ଅତି ଆବଶ୍ୟକ ବୋଲି ଆମମାନେ ଜାଣିପାରିବା। ଏବେ ପର୍ଯ୍ୟନ୍ତ ଲେଖକ ବିଷୟରେ ଆମେ ଆଲୋଚନା କଲୁ। ଆଉ ଏକ ସାମୁଏଲ ପ୍ରଥମ ପୁସ୍ତକ କେଉଁ ସମୟରେ କେତେବେଳେ ଲେଖାଯାଇଥିବ, କେଉଁ ସମୟରେ ସମୟ ଏହାର କେତେବେଳେ ଏ ପୁସ୍ତକ ଲେଖାଯାଇଥିବ କହି ଆଲୋଚନା କରିବା। এই ପୁସ୍ତକ କେତେବେଳେ ଲେଖାଯାଇଥିବ ମାନେ, ଆଉ ଏକ ସାମୁଏଲ ପ୍ରଥମ ପୁସ୍ତକରେ ମାନେ ପଢ଼ିଲେ ଅଧିକ ରୂପେ କାହା ବିଷୟରେ ଲେଖା ଅଛି କହିଲେ, ଦାଉଦଙ୍କ ବିଷୟରେ। ଦାଉଦଙ୍କ ବିଷୟରେ ଅଧିକ ରୂପେ ଲେଖାଯାଇଛି। ଆଉ ଏଇ ପୁସ୍ତକ ଲେଖାଯାଇଥିବ କେବେ କହିଲେ, ଦାଉଦଙ୍କର ମୃତ୍ୟୁ ପରେ, ଶେଷ ଦାଉଦଙ୍କର ମୃତ୍ୟୁ ପରେ ଆଉ ସେଇ ସମୟରେ ଲେଖାଯାଇଥାଇପାରେ। ଆଉ ଖ୍ରୀଷ୍ଟପୂର୍ବ 970 ବର୍ଷ, ଖ୍ରୀଷ୍ଟପୂର୍ବ 970 ବର୍ଷ, ଆଉ ସେଇ ସମୟରେ ହିଁ ଏକ ସାମୁଏଲ ପ୍ରଥମ ପୁସ୍ତକ ଲେଖାଯାଇଥାଏ। ଆଉ এই ସାମୁଏଲ ପ୍ରଥମ ପୁସ୍ତକର ଚରିତ୍ର କେତେ ବର୍ଷର କହି ଆମେ ଆଲୋଚନା କଲେ। এই ସାମୁଏଲ ପ୍ରଥମ ପୁସ୍ତକର ଚରିତ୍ର କେତେ ବର୍ଷର କହି ଆମେ ବାଇବଲକୁ ଧରି ଆଲୋଚନା କଲେ। ଏକ ସାମୁଏଲ ପ୍ରଥମ ପୁସ୍ତକ 90 ବର୍ଷର ଚରିତ୍ର ଏଥିରେ ଅଛି। 90 ବର୍ଷର ଚରିତ୍ର, ପ୍ରାୟ 90 ବର୍ଷର ଚରିତ୍ର। କାରଣ ଏଥିରେ ଆମେ ସାମୁଏଲଙ୍କ ବିଷୟରେ, ସାମୁଏଲ ବିଷୟକ ଚରିତ୍ର ଦେଖୁ। ସାମୁଏଲଙ୍କ ବିଷୟକ ଚରିତ୍ର 40 ବର୍ଷ। ତାପରେ ସାଉଲ ରାଜାଙ୍କ ବିଷୟରେ ଆମେ ଦେଖୁ। ସାଉଲ ରାଜାଙ୍କର ରାଜ୍ୟ 40 ବର୍ଷ। এই ପ୍ରକାରେ এই ଏକ, ତାପରେ ଦାଉଦଙ୍କ ବିଷୟରେ ମଧ୍ୟ ଏଥିରେ ଆମେ ଦେଖୁ। ଆଉ ଏଲି ବିଚାରକର୍ତ୍ତା ଆମମାନଙ୍କୁ এই ପୁସ୍ତକରେ ଦେଖାଯାଆନ୍ତି। ଏଲି ବିଚାରକର୍ତ୍ତା ଭାବରେ ଆଉ ଯାଜକ ଭାବରେ ଆମମାନଙ୍କୁ এই ଏକ ପୁସ୍ତକରେ ଆମମାନଙ୍କୁ ଦେଖାଯାଆନ୍ତି। ଆଉ ଏଲିଙ୍କ ପରିବାର ବିଷୟକ ମଧ୍ୟ ଏଥିରେ ଲେଖାଯାଇଛି ଚରିତ୍ର। এই ପ୍ରକାରେ ସାମୁଏଲ, ଏଲି, ସାଉଲ ଏମାନେ ସମସ୍ତଙ୍କ ବିଷୟରେ ଲେଖାଯାଏ। ଏକ ପୁସ୍ତକ ସାମୁଏଲ ପ୍ରଥମ ପୁସ୍ତକର ଚରିତ୍ର 90 ବର୍ଷର ଚରିତ୍ର 31ଟି ଅଧ୍ୟାୟରେ ଅଛି। ତାପରେ ଏଥିରେ ମୁଖ୍ୟ ବ୍ୟକ୍ତି କିଏ, ମୁଖ୍ୟ ବ୍ୟକ୍ତି କେଉଁମାନେ ଏ ପୁସ୍ତକରେ କହି ଆମେ ଆଲୋଚନା କଲେ। ମୁଖ୍ୟ ବ୍ୟକ୍ତି କେଉଁମାନେ କହି ଆମେ ଦେଖିଲେ। ଆଉ ଏ ପୁସ୍ତକରେ ଆରମ୍ଭରୁ ଆମମାନଙ୍କୁ ଏଲି ଯାଜକ ଦେଖାଯାଆନ୍ତି। ଗୋଟେ ବିଚାରକର୍ତ୍ତା ରୂପେ ମଧ୍ୟ ସେ ଏଲି ଯାଜକ ଦେଖାଯାଆନ୍ତି। ଆଉ ତାପରେ ସାମୁଏଲ ଦେଖାଯାଆନ୍ତି। ସାମୁଏଲ ଜଣେ ଯାଜକ, ବିଚାରକର୍ତ୍ତା, ଭବିଷ୍ୟତ ବକ୍ତା ରୂପେ ଆଉ ସାମୁଏଲ ଦେଖାଯାଆନ୍ତି। ତାପରେ ସାଉଲ ରାଜା ରୂପେ, ତାପରେ ଦାଉଦ ଓ ଜୋନାଥନ ମଧ୍ୟ ଦେଖାଯାଆନ୍ତି। ମାନେ ଆଉ ଏଲି, ସାମୁଏଲ, ସାଉଲ, ଦାଉଦ, ଜୋନାଥନ
ए 5 जण एक सामुएल प्रथम पुस्तकर मुख्य व्यक्ति माने क्यों माने कहले 5 जण एली सामुएल साउल दाऊद जोनाथन ए 5 जण मुख्य व्यक्ति रूपे आम एक सामुएल प्रथम पुस्तक देखा जाती। एबे पर्यंत आमे माने ए सामुएल पुस्तकर लेखक किए जानिले केते कालर चरित्र माने जानिले केउ समय लेखा जाय अछि जानिलु मुख्य व्यक्ति माने किए जानिलु। एबे एक सामुएल प्रथम पुस्तकर आरंभ कौन शेष कौन माने जानिबा सामुएल प्रथम पुस्तकर आरंभ कौन शेष कौन माने जानिबार अछि। प्रकृति रे एक इस्राएल मानक मध्य राजा मानकर व्यवस्था किपरि राजा माने एमानंकु शासन कले कया माने देखिले किपरि परिवर्तन घटिला इस्राएल माने विचारकर्ता मानकर शासन रे थिले राजा मानक शासन अधीन के माने किपरि आसिले जणाइबा पुस्तक होची सामुएल प्रथम पुस्तक। आ किपरि से माने आसिले कहले एक समय रे मूसा को नेतृत्व रे इस्राएल माने थिले तापर जियोशिया को नेतृत्व रे जियोशिया को मरण उतारे 350 वर्ष विचारकर्ता माने एक इस्राएल मानंकु शासन कले विचारकर्ता माने शासन कले 350 वर्ष तापरे आ इस्राएल राज्य राजा मानकर हस्त को चलीगला राजा मानक हस्त को आसिला एबे राजा माने शासन करूछंती माने एक विचारकर्ता मानकर शासन रो शेष रे एवं राजा मानकर शासन रे आरंभ पर्यंत घटिथिबा घटना गुड़िक जणाइबा पुस्तक ही आ सामुएल प्रथम पुस्तक। शासन विचारकर्ता मानक शासन रो शेषरु राजा मानकर शासन रो आरंभ पर्यंत घटिथिबा घटना गुड़िक जणाइबा पुस्तक ही एई सामुएल प्रथम पुस्तक कया माने बुझिबार अछि। आ एई सामुएल प्रथम पुस्तक रे माने देखिले ए सामुएल प्रथम पुस्तकर चरित्र जड़े व्यक्तिर जन्म द्वारा आरंभ है एक चरित्र जड़े व्यक्तिर मरण द्वारा आउ जड़े व्यक्तिर मरण द्वारा शेष है जन व्यक्तिर जन्म द्वारा एक सामुएल प्रथम पुस्तकर चरित्र आरंभ है आउ जड़े व्यक्तिर मरण द्वारा ए सामुएल पुस्तकर प्रथम पुस्तक चरित्र शेष है। कहार जन्म रे आरंभ है कहार मरण रे शेष है कया माने आलोचना कले आ सामुएलंकर जन्म रे एक सामुएल प्रथम पुस्तक चरित्र आरंभ है आ साउलंक मृत्यु सह एक सामुएल प्रथम पुस्तकर चरित्र शेष है। आमने पूर्वे जेते बेले जियोशिया पुस्तक जेते बेले माने जियोशिया पुस्तकर परिचय आलोचना करुथिले आ सेही समय माने जियोशिया चरित्र जियोशिया सहित आरंभ है जियोशिया सहित शेष है बोली आम देखिलु से एक पुस्तक सामुएलंक द्वारा आरंभ होई आ साउलंकर मृत्यु रे शेष है। एबे हम माने एक ए पुस्तक रे थिबा 31 अध्याय मध्य को जिबा 31 अध्याय परिचय कौन जानिबा सामुएल प्रथम पुस्तक 31 अध्याय अछि 31 अध्याय चरित्र कौन माने जानिबा आ 31 अध्याय को प्रथमे माने केते भाग व्यक्त करबा कहले 31 अध्याय को माने 3 भाग व्यक्त करबा 3 भाग रे माने व्यक्त करि पारो प्रथम अध्याय रु 8 अध्याय पर्यंत प्रथम भाग 9 अध्याय रु 15 अध्याय पर्यंत द्वितीय भाग 16 अध्याय रु 31 अध्याय पर्यंत तृतीय भाग प्रथम अध्याय रु 8 अध्याय पर्यंत प्रथम भाग 9 अध्याय रु 15 अध्याय पर्यंत द्वितीय भाग 16 अध्याय रु 31 अध्याय पर्यंत तृतीय भाग तीनोटी भाग व्यक्त करिपारो आ एक प्रथम भाग रे कहा विषय अछि कहले प्रथम भाग होइतबा प्रथम अध्याय 8 अध्याय पर्यंत कहा विषय लेखा है कहले सामुएलंक विषय रे सामुएलंकर मुख्य भूमिका एथिरे आमानकु देखा जाए। तापर द्वितीय भाग 9 अध्याय रु 15 अध्याय पर्यंत कहा विषय रे लेखा अछि कहले आ साउलंक विषय साउलंकर मुख्य भूमिका माने देखि थाओ 16 अध्याय 31 अध्याय पर्यंत दाऊदंकर मुख्य भूमिका दाऊदंकर और साउलंकर माने देखि थाओ ए प्रकार हेले एबे माने आलोचना करबा आ एथिर मुख्य अध्याय कौन कया माने देखिले एक सामुएल प्रथम पुस्तकर मुख्य अध्याय क्यों अध्याय कया माने आलोचना कले
ଆଉ 15 ଅଧ୍ୟାୟ ସାମୁଏଲ ପ୍ରଥମ ପୁସ୍ତକର 15 ଅଧ୍ୟାୟ ହେଉଛି ମେନ୍ ଚାପ୍ଟର ହେଉଛି 15 ଅଧ୍ୟାୟ। ଆଉ ମେନ୍ ଭର୍ସ ମଧ୍ୟ ଅଛି ଏଥିରେ। 15 ଅଧ୍ୟାୟ 22 ପଦ 23 ପଦ ହେଉଛି ମୁଖ୍ୟ ପଦ। 15 ଅଧ୍ୟାୟ ମୁଖ୍ୟ ଅଧ୍ୟାୟ ଆଉ 15 ଅଧ୍ୟାୟର 22 ପଦ 23 ପଦ ହେଉଛି ମୁଖ୍ୟ ପଦ, ମାନେ ଜାଣିବାର ଅଛି। ଆଉ 15 ଅଧ୍ୟାୟରେ କ'ଣ ଅଛି, ଏହା ମୁଖ୍ୟ ଅଧ୍ୟାୟ ହେଲା ଆଲୋଚନା କଲେ। ଆଉ ଈଶ୍ୱର ସାଉଲଙ୍କୁ ରାଜା ରୂପେ ଅଗ୍ରାହ୍ୟ କରିବେ। ସାଉଲଙ୍କୁ ରାଜା ରୂପେ ଅଗ୍ରାହ୍ୟ କରିବେ, କାରଣ ଆଉ ସାଉଲ ଅମାଲେକ୍ୟମାନଙ୍କ ବିଷୟରେ କରିଥିବା ଭୁଲକୁ ଆଉ ଈଶ୍ୱର ସାଉଲଙ୍କୁ ରାଜା ରୂପେ ନିଯୁକ୍ତ କରିଥିବାରୁ ଈଶ୍ୱର ଦୁଃଖ କରିବେ। କାହିଁକି ସାଉଲଙ୍କୁ ରାଜା ରୂପେ କଲି ବୋଲି ଈଶ୍ୱର ଦୁଃଖ କରିବେ। ସାଉଲଙ୍କୁ ରାଜା ପଦରୁ ଅଗ୍ରାହ୍ୟ କରିବେ। ଈଶ୍ୱର ତାଙ୍କୁ ସେ ପଦରୁ କାଢ଼ିଦେବେ। ଆଉ କାଢ଼ିଦେଇ ଏଠାରେ ସାଉଲଙ୍କୁ ଜଣାଇବେ, ତୁମର ବଂଶ ମଧ୍ୟ ଆଉ ରାଜା ହେବେ ନାହିଁ, ତୁମ ବଂଶରୁ କେହି ଆଉ ରାଜା ହେବେ ନାହିଁ ବୋଲି ଏଠାରେ ଆମମାନଙ୍କୁ ଜଣାପଡ଼ିବେ। ମାନେ କମ୍ପ୍ଲିଟ୍ ଭାବେ ତୁମକୁ ଆମେ ଅଗ୍ରାହ୍ୟ କଲୁ ବୋଲି 15 ଅଧ୍ୟାୟରେ ସାଉଲଙ୍କୁ ଅଗ୍ରାହ୍ୟ କରିବାର ଆମେ ଦେଖିଥାଉ। ଆହୁରି 15 ଅଧ୍ୟାୟରେ ଯେତେବେଳେ ଆମେ 15 ଅଧ୍ୟାୟ ପଢ଼ୁ ସେତେବେଳେ ଆମେ ଅଧିକ ରୂପେ ଆଲୋଚନା କରିବୁ। ତ ଏବେ ପ୍ରଥମ ଅଧ୍ୟାୟରୁ ଆମେ ଗୋଟିଏ ଅଧ୍ୟାୟ ମାନେ ପରିଚୟ ମାନେ ଆଲୋଚନା କରି ଆମେ ଯିବା। ଏଇ ପ୍ରଥମ ଭାଗ ହେଉଛି ପ୍ରଥମ ଅଧ୍ୟାୟରୁ 8 ଅଧ୍ୟାୟ ପର୍ଯ୍ୟନ୍ତ ପ୍ରଥମ ଭାଗ ହେଲେ। ଆଉ ସେ ପ୍ରଥମ ଭାଗରେ ପ୍ରଥମ ଅଧ୍ୟାୟରୁ 3 ଅଧ୍ୟାୟ ପର୍ଯ୍ୟନ୍ତ ସାମୁଏଲଙ୍କ ବାଲ୍ୟ ଅବସ୍ଥା ବିଷୟରେ ଲେଖାଯାଇଛି। ପ୍ରଥମ ଅଧ୍ୟାୟରୁ 3 ଅଧ୍ୟାୟ ପର୍ଯ୍ୟନ୍ତ ସାମୁଏଲଙ୍କର ଜନ୍ମ, ସାମୁଏଲଙ୍କର ବାଲ୍ୟ ଅବସ୍ଥା ବିଷୟରେ ଆଉ ସେଇ ସ୍ଥାନରେ ଲେଖାଯାଇଥିବାର ଆମେ ପଢ଼ୁ। ତ ଏବେ ମାନେ ପ୍ରଥମ ଅଧ୍ୟାୟ ପ୍ରଥମ ପଦ, ସାମୁଏଲଙ୍କ ପ୍ରଥମ ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦ ପଢ଼ିବା। ସାମୁଏଲଙ୍କ ପ୍ରଥମ ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦ ଆମେ ପଢ଼ିଲୁ। ଇଫ୍ରାଇମ୍ ପର୍ବତମୟ ଦେଶସ୍ଥ ରାମାଥଇମ୍ ସୁପିମ୍ର ଏକ ଇଫ୍ରାଇମୀୟ ଲୋକ ଥିଲା। ତାହାର ନାମ ଇଲ୍କାନା। ସେ ସୁପ୍ର ବୃଦ୍ଧ ପୌତ୍ର ତୋହର ପୌତ୍ର ଇଲିହର ପୌତ୍ର ଜିରୋହମର ପୁତ୍ର। ପୁଣି ତାହାର 2 ଭାର୍ଯ୍ୟା ଥିଲେ, ଜଣକର ନାମ ହାନ୍ନା, ଅନ୍ୟର ନାମ ଫନିନା। ଫନିନାର ସନ୍ତାନ ସନ୍ତତି ଥିଲେ, ମାତ୍ର ହାନ୍ନାର କୌଣସି ସନ୍ତାନ ସନ୍ତତି ନଥିଲେ। ଏଠାରେ ରାମାଥଇମ୍ ଏକ ସ୍ଥାନର ଇଲ୍କାନା ନାମକ ଜଣେ ବ୍ୟକ୍ତି, ସେ ଇଲ୍କାନା ନାମକ ଜଣେ ବ୍ୟକ୍ତିର 2ଟି ସ୍ତ୍ରୀ ଥିଲେ। ଜଣେ ହେଉଛନ୍ତି ହାନ୍ନା, ଆଉ ଜଣେ ହେଉଛନ୍ତି ଫନିନା। ଫନିନା। ହାନ୍ନାଙ୍କର ସନ୍ତାନ ନଥିଲେ, ଫନିନାଙ୍କର ସନ୍ତାନ ଥିଲେ। ତାପରେ 3 ପଦ ଆମେ ପଢ଼ିଲେ। ସେହି ବ୍ୟକ୍ତି ବର୍ଷକୁ ବର୍ଷ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ଆରାଧନା ଓ ବଳିଦାନ କରିବା ନିମନ୍ତେ ଆପଣା ନଗରରୁ ଶିଲୋକୁ ଯାଉଥାଏ। ଏଠାରେ 3 ପଦ ଆମେ ପଢ଼ିଲେ ସୈନ୍ୟାଧିପତି ସଦାପ୍ରଭୁ। ଏବେ ପର୍ଯ୍ୟନ୍ତ ଆମେ ଏକ ପଦ ଆମେ ଦେଖିନାଉ। ଏବେ ପ୍ରଥମ ଥର ପାଇଁ ସର୍ବପ୍ରଥମେ ସଦାପ୍ରଭୁ ପରମେଶ୍ୱରଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ କହି ଏହି ସ୍ଥାନରେ ଲେଖା ହୋଇଛି। ପ୍ରିୟମାନେ, ସଦାପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କ ବିଷୟରେ ସୈନ୍ୟାଧିପତି କହି ପ୍ରଥମ ଥର ପାଇଁ ଆମେ ଏହି ସାମୁଏଲ ପ୍ରଥମ ପୁସ୍ତକ ପ୍ରଥମ ଅଧ୍ୟାୟ 3 ପଦରେ ଆମେ ଦେଖିଥାଉ। এই ବିଷୟ ମନେ ରଖନ୍ତୁ। ସୈନ୍ୟାଧିପତି କହି ସଦାପ୍ରଭୁଙ୍କ ବିଷୟରେ ପ୍ରଥମ ଥର ପାଇଁ ଆମେ ଏହି ସ୍ଥାନରେ ହିଁ ଦେଖିଥାଉ। ତାପରେ 4 ପଦ 5 ପଦ ଆମେ ପଢ଼ିଲେ। ଆଉ ଏଠାରେ ସେ ଇଲ୍କାନା ହାନ୍ନାଙ୍କୁ ପ୍ରେମ କରୁଥିବେ। ଫନିନାଙ୍କର ସନ୍ତାନମାନେ ଥିବେ। ଫନିନା ହେଉଛନ୍ତି ହାନ୍ନାଙ୍କର ସପତ୍ନୀ ସାବତ। ଆଉ ସେ ଫନିନାଙ୍କର ସନ୍ତାନ ସନ୍ତତି ଥିବାରୁ ହାନ୍ନାଙ୍କର ଗର୍ଭାଶୟ ଈଶ୍ୱର ରୁଦ୍ଧ କରିଥିଲେ। ହାନ୍ନା ବନ୍ଧ୍ୟା ରୂପେ ଅଛନ୍ତି। ହାନ୍ନା ବନ୍ଧ୍ୟା ରୂପେ ଥିବାରୁ ହାନ୍ନାଙ୍କର ସନ୍ତାନ ସନ୍ତତି ନଥିବାରୁ ସେ ଏତେ ଅଧିକ ରୂପେ ଦୁଃଖ କରୁନଥିଲେ। ମାତ୍ର ଆଉ ତାଙ୍କର ସାବତ ରୂପେ ଥିବା ଫନିନା ତାଙ୍କୁ ରୋଷ ଜନ୍ମାଉଥାଏ, ବିରକ୍ତ ଜନ୍ମାଉଥାଏ ସବୁବେଳେ। ଦେଖିଲ, ମୋର ସନ୍ତାନ ସନ୍ତତି ଅଛନ୍ତି, ତୁମର ସନ୍ତାନ ସନ୍ତତି ନାହାନ୍ତି। ମୋର ପୁଅମାନେ ଅଛନ୍ତି, ତୁମର ପୁଅ ନାହାନ୍ତି। ଏ ପ୍ରକାର ବିରକ୍ତ ଜନ୍ମାଉଥିବେ ହାନ୍ନାଙ୍କୁ। ଏଥିରେ ହାନ୍ନା ବିରକ୍ତ ହୋଇ ଆଉ ଦିନେ ଏକ ସମୟରେ ସେ ଶିଲୋକୁ ଯିବେ, ଈଶ୍ୱରଙ୍କ ମନ୍ଦିରକୁ, ଆଉ ସେଠାରେ ପ୍ରାର୍ଥନା କରିବେ। ଆଉ ହାନ୍ନା ପ୍ରାର୍ଥନା କରିବେ, ପିତା, ଆଉ ତୁମେ ଯଦି ମୋତେ ଗୋଟେ ପୁରୁଷ ସନ୍ତାନ ଦେବ, ତାହେଲେ ସେଇ ପୁରୁଷ ସନ୍ତାନକୁ ତୁମ ଉଦ୍ଦେଶ୍ୟରେ ଦାନ କରିବି, ତୁମ ଉଦ୍ଦେଶ୍ୟରେ ବଞ୍ଚାଇବି, ତୁମ ଉଦ୍ଦେଶ୍ୟରେ ଦାନ କରିବି ବୋଲି କହିବେ। ସେତେବେଳେ ଈଶ୍ୱର ତାହାଙ୍କର ପ୍ରାର୍ଥନା ଶୁଣି ତାଙ୍କୁ ଗୋଟିଏ ପୁତ୍ର ସନ୍ତାନ ଦେବେ। ତାହାଙ୍କ ନାମ ହିଁ ସାମୁଏଲ। ଏ ପ୍ରଥମ ଅଧ୍ୟାୟରେ ସାମୁଏଲଙ୍କର ଜନ୍ମ ଆମମାନଙ୍କୁ ଦେଖାଯାଉଛି। ତାହାଙ୍କ ନାମ ହିଁ ସାମୁଏଲ ଦେବେ। ତାପରେ
ବର୍ଷ ବର୍ଷକୁ ଆଉ ଇଲକାନା ଯାଉଥିବେ ସିଲୋକୁ, ସେଇ ପ୍ରକାର ସେଇ ବର୍ଷ ଗଲେ ଆଉ ଇଲକାନା ହାନ୍ନାକୁ ଡାକିବେ। ହାନ୍ନା କହିବେ ଆଉ ହାନ୍ନା ଯିବେ ନାହିଁ, ହାନ୍ନା ମୁଁ ଯିବି ନାହିଁ, ଆଉ ଏଇ ପୁତ୍ର ସ୍ତନ୍ୟପାନ ତ୍ୟାଗ କଲା ପରେ ମୁଁ ଏକାଥରେ ଯାଇ ପୁତ୍ରଙ୍କୁ ସେଠାରେ ଛାଡ଼ିକି ଆସିବି, ମୁଁ ଏବେ ଯିବିନି ବୋଲି କହିବେ ହାନ୍ନା ଇଲକାନାଙ୍କୁ। ଇଲକାନା କହିବେ ତୁମ ଦୃଷ୍ଟିରେ ଯାହା ଭଲ ତାହା ହିଁ କର, ତୁମ ଦୃଷ୍ଟିରେ ଯାହା ଭଲ ତାହା କର ବୋଲି ସେଠାରେ ହାନ୍ନାଙ୍କୁ କହିବାର ଆମେ ଦେଖୁ। ତାପରେ ଆଉ ଯେତେବେଳେ ହାନ୍ନାଙ୍କ ପୁତ୍ର ସାମୁଏଲ ସ୍ତନ୍ୟପାନ ତ୍ୟାଗ କରିବେ, ସେତେବେଳେ ହାନ୍ନା ନିଜେ ଯାଇ ଏଲି ଯାଜକଙ୍କ ନିକଟରେ ଆଉ ଈଶ୍ୱରଙ୍କୁ କଥା ଦେବା ଅନୁସାରେ ଏଲି ଯାଜକଙ୍କ ନିକଟରେ ନିଜ ପୁତ୍ର ସାମୁଏଲଙ୍କୁ ଆଉ ସେଠାରେ ଆଉ ଛାଡ଼ିଦେବେ ଯାଜକଙ୍କ ନିକଟରେ ଈଶ୍ୱରଙ୍କ ପରିଚର୍ଯ୍ୟା କାର୍ଯ୍ୟ ନିମନ୍ତେ ସେଠାରେ ଛାଡ଼ିକି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦାନ କରି ଆଉ ଫେରି ଆସିବେ ପୁନର୍ବାର। ଏହା ହେଉଛି ପ୍ରଥମ ଅଧ୍ୟାୟ। ପ୍ରଥମ ଅଧ୍ୟାୟରେ ଥିବା ବିଷୟ ଏହି ସମସ୍ତ ବିଷୟ। ତାପରେ 2 ଅଧ୍ୟାୟ ଆମେ ଦେଖିଲେ, ଆଉ 2 ଅଧ୍ୟାୟରେ ଆମେ ଦେଖୁ ଆଉ ହାନ୍ନା ଈଶ୍ୱରଙ୍କୁ ମଧ୍ୟ ଗୋଟେ ଗୀତ ଗାଇବେ ହାନ୍ନା। ଏହା ଗୀତ କହିବା ଅପେକ୍ଷା ହାନ୍ନାଙ୍କର ଗୀତ କହିବା ଅପେକ୍ଷା ଏ ଗୀତ ଗୋଟେ ଆଶ୍ଚର୍ଯ୍ୟ ବିଷୟ ଏଥିରେ ଥିବ। ଏହା ହାନ୍ନାଙ୍କ ଗୀତ କହିବା ଅପେକ୍ଷା ଈଶ୍ୱର ହିଁ ତାହାଙ୍କ ଦ୍ୱାରା କଥା କହିଲେ ବୋଲି କହିବା ଠିକ୍ ହେବ। ଏ ଗୀତ କେତେ ଆଶ୍ଚର୍ଯ୍ୟ, ମାନେ ଦେଖନ୍ତୁ 3 ପଦ 4 ପଦ ପଢ଼ନ୍ତୁ। 2 ଅଧ୍ୟାୟ 3 ପଦ 4 ପଦ, 2 ପଦ 3 ପଦ 4 ପଦ। ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ, ଯେହେତୁ ତୁମ ବିନ ଆଉ କେହି ନାହିଁ, କିମ୍ବା ଆମମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ। ଏପରି ଅତି ଅହଙ୍କାରରେ ଆଉ କଥା ନ କୁହ, ତୁମମାନଙ୍କ ମୁଖରୁ ଦାମ୍ଭିକତା ନିର୍ଗତ ନ ହେଉ, କାରଣ ସଦାପ୍ରଭୁ ସର୍ବଜ୍ଞ ପରମେଶ୍ୱର ଅଟନ୍ତି, ତାହାଙ୍କ ଦ୍ୱାରା ସକଳ କ୍ରିୟା ତୋଲାଯାଏ। ବୀରମାନଙ୍କର ଧନୁ ଭଙ୍ଗା ଯାଇଅଛି, ଝୁଣ୍ଟି ପଡ଼ିବା ଲୋକମାନଙ୍କର କଟି ବଳରେ ବନ୍ଧା ଯାଇଅଛି। ଏକ ବିଷୟ ପଢ଼ୁଥିଲେ ଆମମାନଙ୍କୁ ଭବିଷ୍ୟତରେ ଘଟିବାକୁ ଥିବା ବିଷୟ ପୂର୍ବରୁ ହିଁ ହାନ୍ନା ଗୀତ ରୂପରେ ଗାଇଲା ପରି ଆମମାନଙ୍କୁ ଲାଗୁଥାଏ। ଏହି ବିଷୟ ପଢ଼ିଲା ବେଳେ ଆମମାନଙ୍କୁ କେଉଁ ଘଟଣା ମନେ ପଡ଼େ କହିଲେ? ବୀରମାନଙ୍କର ଧନୁ ଭଙ୍ଗା ଯାଇଅଛି କହିଲେ ଦାଉଦ ଗଲିଆଦଙ୍କ ଘଟଣା ଆମମାନଙ୍କୁ ମନେ ପଡ଼େ। ଗଲିଆଦ ବୀର ରୂପେ ସେ ନିଜକୁ ନିଜ ଲୋକମାନଙ୍କର ଗୋଟେ ଚ୍ୟାଲେଞ୍ଜ ପକାଉଥାଏ, ମାତ୍ର ବୀର ହେଲେ ବି ତାର ଧନୁ ଭଙ୍ଗାଗଲା। ସେ ଅହଙ୍କାରର କଥା କହୁଥାଏ, ଜଣେ ଅସୁନ୍ନତ ପଲେଷ୍ଟିୟ ହେଲେ ସୁଦ୍ଧା ଆଉ ସେ ଅହଙ୍କାରର କଥା କହୁଥାଏ, ତା ମୁଖରୁ ଅହଙ୍କାର ନିର୍ଗତ ହୋଇଥାଏ, ମାତ୍ର ତାର ଧନୁ ଭଙ୍ଗା ଯାଇଅଛି। ପରମେଶ୍ୱରଙ୍କ ତୁଲ୍ୟ କେହି ପରମେଶ୍ୱର ନାହାନ୍ତି, ଦାଉଦ ପରମେଶ୍ୱରଙ୍କ ନାମରେ ଯାଇ ତାହାକୁ ହରାଇବେ। ସେ ପ୍ରକାର 6 ପଦ ମାନେ ପଢ଼ିଲେ 2 ଅଧ୍ୟାୟ 6 ପଦ ଦେଖନ୍ତୁ। ସଦାପ୍ରଭୁ ମୃତ୍ୟୁ ଘଟାନ୍ତି, ସଜୀବ କରାନ୍ତି, ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି। ସଦାପ୍ରଭୁ ହିଁ ମୃତ୍ୟୁ ଘଟାନ୍ତି। ଏଟା କେତେ ଆଶ୍ଚର୍ଯ୍ୟ ଭାବରେ ଆଉ ହାନ୍ନାଙ୍କର ଗୀତ ଆଉ ତାହା ଈଶ୍ୱରଙ୍କ କଥା ଆମମାନେ ଦେଖିଲେ। 7 ପଦ 8 ପଦ ଦେଖନ୍ତୁ। ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି, ସେ ନତ କରନ୍ତି, ସେ ମଧ୍ୟ ଉନ୍ନତ କରନ୍ତି। କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ, ଗୌରବ ସିଂହାସନ ଅଧିକାର କରିବା ପାଇଁ ଧୂଳିରୁ ଦିନହୀନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି। ଏକ ବିଷୟ ପଢ଼ୁଥିଲେ ଆମମାନଙ୍କୁ ଆଉ ଜଣେ ବ୍ୟକ୍ତି ମନେ ପଡ଼ିବାର ଅଛି, ସେ ହେଉଛନ୍ତି ଦାଉଦଙ୍କୁ। ଏଠାରେ ଦାଉଦଙ୍କୁ ରଖି ପଢ଼ନ୍ତୁ। ଧୂଳିରୁ ଦିନହୀନକୁ ଉଠାଇଲେ, ଧୂଳିରୁ ଦାଉଦଙ୍କୁ ଉଠାଇଲେ, ତାପରେ ଦରିଦ୍ରକୁ ଦାଉଦଙ୍କୁ ଖତରାଶିରୁ ଉନ୍ନତ କରନ୍ତି। ଖତରାଶିରୁ ସେ ଉନ୍ନତ କଲେ ଦାଉଦଙ୍କୁ, ମହାନ ସିଂହାସନରେ ଦାଉଦଙ୍କୁ ବସାଇଲେ। ଦାଉଦଙ୍କ ବିଷୟରେ ମାନେ ଆଲୋଚନା କଲେ। ଦାଉଦ ଆପଣା ପିତା ଯିଶିଙ୍କର ମେଷପଲ ଚରାଉଥିଲେ। କେଉଁ ସ୍ଥାନରେ? ଅରଣ୍ୟରେ, ଜଙ୍ଗଲରେ, ପଥର ଉପରେ, ପାହାଡ଼ ଉପରେ ବସି ମେଷପଲ ଚରାଉଥିଲେ। ସେଇ ମେଷପଲ ଚରାଉଥିବା ସେଇ ଦାଉଦଙ୍କୁ ଈଶ୍ୱର, ତାଙ୍କୁ କେଉଁ ଲୋକ ଚିହ୍ନି ନଥିଲେ, ସେଇ ପ୍ରକାର ମେଷପଲ ଚରାଉଥିଲେ ଦାଉଦ। ତାଙ୍କୁ ଈଶ୍ୱର ଖତରାଶିରୁ ଆଣିଲା ପରି, ଧୂଳିରୁ ଆଣିଲା ପରି ସିଂହାସନରେ ବସାଇଲେ। ଏଇ ବାକ୍ୟ ଦାଉଦଙ୍କୁ ସମାନ ମ୍ୟାଚ୍ ହେଉଛି ନା? କେବେ ନା ଦାଉଦଙ୍କ ବିଷୟରେ, ଏବେ ହାନ୍ନା ଭବିଷ୍ୟତରେ ଘଟିବାକୁ ଥିବା ବିଷୟକୁ ଗୀତ ରୂପେ ଗାଉଛନ୍ତି। ଦାଉଦଙ୍କ ବିଷୟରେ ଏମାନଙ୍କୁ ଜଣାପଡ଼ୁଛି। ଦାଉଦ ଈଶ୍ୱରଙ୍କର ପସନ୍ଦ ହେଲେ, ଈଶ୍ୱରଙ୍କର ଇଚ୍ଛୁକ ହେଲେ, ସେଥିପାଇଁ ଦାଉଦଙ୍କୁ ଈଶ୍ୱର ଆଉ ସେଇ ସ୍ଥାନରେ ଥିଲେ, ମେଷପଲ ଚରାଉଥିଲେ, ତାହାଙ୍କୁ ସିଂହାସନରେ ବସାଇଲେ, ରାଜା ରୂପେ ଅଭିଷିକ୍ତ କଲେ। ଆମ୍ଭେ ମଧ୍ୟ ଏଠାରେ ଗୋଟେ ବିଷୟ ଆଲୋଚନା କଲେ, ଆମ୍ଭେ ମଧ୍ୟ ଯଦି ଈଶ୍ୱରଙ୍କର ଦୃଷ୍ଟିରେ ପସନ୍ଦ ହେଉ, ତାହେଲେ ଈଶ୍ୱର ଆମମାନେ କେଉଁ ସ୍ଥାନରେ ଥିଲେ? ଆମମାନଙ୍କୁ
ଏଇ ସ୍ଥାନକୁ ଆଣିଲେ। ଆମମାନଙ୍କ ଜୀବନରେ ଆମେ କେଉଁ ସ୍ଥାନରେ ଥିଲୁ? ପାପରେ ପଡ଼ି ଯାଇଥିଲୁ। କେଉଁ ସ୍ଥାନରେ ଥିଲୁ? କେତେ ତଳ ଥିଲୁ? ଈଶ୍ୱର ଆଜି ଆମମାନଙ୍କୁ ଏଇ ସ୍ଥାନ ତାଙ୍କର ବାକ୍ୟ କହିବା ପରିସ୍ଥିତିକୁ ଆଣିଲେ। ଦାଉଦ ସେଇ ପ୍ରକାରେ ଈଶ୍ୱର ଯଦି ଆମମାନଙ୍କୁ ପ୍ରଶଂସା କରିବାର, ଈଶ୍ୱର ଯଦି ଆମମାନଙ୍କୁ ଉନ୍ନତ କରିବାର ଅଛି, ତାହେଲେ ଆମମାନେ ଈଶ୍ୱରଙ୍କ ଦୃଷ୍ଟିରେ ପସନ୍ଦ ହେବାର ଅଛି, ଈଶ୍ୱରଙ୍କ ଦୃଷ୍ଟିରେ ଇଚ୍ଛୁକ ହେବାର ଅଛି। କିପରି ଈଶ୍ୱରଙ୍କ ଦୃଷ୍ଟିରେ ଇଚ୍ଛୁକ ହେବା? ଗୋଟେ ଗୀତ ଗାଇଲେ ଈଶ୍ୱରଙ୍କ ଦୃଷ୍ଟିରେ ଇଚ୍ଛୁକ ହେବା କି? ପ୍ରାର୍ଥନା କଲେ ଈଶ୍ୱରଙ୍କ ଦୃଷ୍ଟିରେ ଇଚ୍ଛୁକ ହେବା କି? ବାଇବେଲ ପଢ଼ିଲେ ଈଶ୍ୱରଙ୍କ ଦୃଷ୍ଟିରେ ଇଚ୍ଛୁକ ହେବା କି? କ'ଣ କଲେ ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଇଚ୍ଛୁକ ହେବା? ଈଶ୍ୱରଙ୍କର ବାକ୍ୟକୁ ପାଳନ କଲେ ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଇଚ୍ଛୁକ ହେବା, ଈଶ୍ୱରଙ୍କର ପ୍ରଶଂସନୀୟ ହେବା, ଈଶ୍ୱର ପ୍ରଶଂସା କରିବା ପରେ ଆମେ ବଦଳିଯିବା। ଆମେ କେତେକଙ୍କୁ ଦେଖିଲେ ଆଉ ମହାନ ରୂପେ ବାକ୍ୟ କହୁଥିବେ, ଲୋକମାନଙ୍କ ସମ୍ମୁଖରେ ଅନେକ ବାକ୍ୟ କହୁଥିବେ, ସେମାନଙ୍କୁ ଦେଖି ଲୋକମାନେ ପ୍ରଶଂସା କରୁଥିବେ, ଲୋକମାନଙ୍କ ଦ୍ୱାରା ସେବକ ରୂପେ ଡକାଯିବା ନିମନ୍ତେ ମହାନ ବାକ୍ୟ ଈଶ୍ୱରଙ୍କର ପ୍ରସାର କରୁଛନ୍ତି। ଗୋଟେ ଦୀର୍ଘ ସହିଷ୍ଣୁ ବିଷୟରେ, ପ୍ରେମ ବିଷୟରେ, କ୍ଷମା ବିଷୟରେ, ଦୟା ବିଷୟରେ, ଏ ସମସ୍ତ ଧୈର୍ଯ୍ୟ ବିଷୟରେ, ଏ ସମସ୍ତ ବିଷୟରେ ଉଚ୍ଚ ସ୍ତରରେ ଶିକ୍ଷା ଦେଉଥାନ୍ତି। ବା କେତେ ଉତ୍ତମ ରୂପେ ଶିକ୍ଷା ଦେଉଛନ୍ତି ବୋଲି ଆମେ ଭାବିଥାଉ। ମାତ୍ର ସେମାନଙ୍କ ଜୀବନରେ ସେଇ ଏକ ବାକ୍ୟକୁ 10% ହେଲେ ସେମାନଙ୍କ ଜୀବନରେ ଦେଖାଇଥିଲେ ଭଲ ହୁଅନ୍ତା। ଦୀର୍ଘ ସହିଷ୍ଣୁ ବିଷୟରେ, କ୍ଷମା ବିଷୟରେ, ଧୈର୍ଯ୍ୟ ବିଷୟରେ ଉଚ୍ଚ ସ୍ତରରେ କହୁଥିଲେ ଅନ୍ୟମାନଙ୍କୁ, ମାତ୍ର ଆଉ ସେଇ ବ୍ୟକ୍ତିକୁ କେହି ଜଣେ କୌଣସି ଗୁଡ଼ିଏ କଥା କହିଲେ ସେ ସହ୍ୟ କରିପାରୁନଥିବ। ସହ୍ୟ କରିବା ଗୁଣ ତାଠାରେ ଦେଖାଯାଉ ନାହିଁ। ମାନେ କେବଳ କହିବା ଦ୍ୱାରା, ଲୋକମାନଙ୍କ ଦ୍ୱାରା ପ୍ରଶଂସନୀୟ ହେବା ପାଇଁ ଚେଷ୍ଟା କରୁଛନ୍ତି, ମାତ୍ର ନିଜ ଜୀବନରେ ଅନୁସରଣ କରିବା ଦ୍ୱାରା ବାକ୍ୟକୁ ଈଶ୍ୱରଙ୍କ ଦୃଷ୍ଟିରେ ଇଚ୍ଛୁକ ହେବା ପାଇଁ, ଈଶ୍ୱରଙ୍କ ଦୃଷ୍ଟିରେ ପ୍ରଶଂସନୀୟ, ଈଶ୍ୱରଙ୍କର ପ୍ରଶଂସା ପାଇବା ନିମନ୍ତେ କେହି ଚେଷ୍ଟା କରୁନାହାନ୍ତି। ମାତ୍ର ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ଅନୁସାରେ ବଞ୍ଚିଲେ ଈଶ୍ୱରଙ୍କର ଇଚ୍ଛୁକ ହେବା, ସେତେବେଳେ ଈଶ୍ୱର ମହିମା ସିଂହାସନରେ ଆମମାନଙ୍କୁ ଉପବିଷ୍ଟ କରାଇବେ। ଏ ପ୍ରକାର 8 ଅଧ୍ୟାୟରେ ମାନେ ଦେଖୁ, ଆଉ 2 ଅଧ୍ୟାୟରେ ମାନେ ଦେଖୁ। 2 ଅଧ୍ୟାୟରେ এই ସମସ୍ତ ବିଷୟ ମାନେ ଦେଖୁ। 2 ଅଧ୍ୟାୟ 11 ପଦ ଦେଖନ୍ତୁ। ଏଥିରେ ଇଲକାନା ରାମାସ୍ଥିତ ଆପଣା ଗୃହକୁ ଗଲା, ପୁଣି ବାଳକ ଏଲି ଯାଜକଙ୍କ ସମ୍ମୁଖରେ ଥାଇ ସଦାପ୍ରଭୁଙ୍କର ପରିଚର୍ୟା କଲା। ଏ ଉତ୍ତାରେ ଇଲକାନା ରାମାସ୍ଥିତ ଆପଣା ଗୃହକୁ ଗଲା। ଏଠାରେ ଇଲକାନା ରାମାସ୍ଥିତ ଗୃହକୁ ଗଲା। ରାମା କହିଲେ ଆଉ କ'ଣ ନା ଭାବି ଦିଅନ୍ତୁ ନାହିଁ। ଏଠାରେ ରାମା କହିଲେ ଆମମାନେ ପ୍ରଥମ ଅଧ୍ୟାୟ ପ୍ରଥମ ପଦ ଆମମାନେ ପଢ଼ିଲା ବେଳେ ରାମାଥଇମ୍ ସ୍ଥାନର ଇଲକାନା କେଉଁ ସ୍ଥାନର ବ୍ୟକ୍ତି କହିଲେ? ରାମାଥଇମ୍ ନାମକ ସ୍ଥାନର। ଆଉ ରାମାଥଇମ୍ କହି ବାରମ୍ବାର ଆମକୁ ନ ଦେଖାଯାଏ। ଆଉ ଆଗକୁ ଆମମାନେ ପଢ଼ିଲେ ରାମାସ୍ଥିତ କହି ଆମମାନଙ୍କୁ ଦେଖାଯାଏ। ଆଉ ରାମାସ୍ଥିତ କହିଲେ ରାମାଥଇମ୍ ନିକଟକୁ ପୁନର୍ବାର ଇଲକାନା ଫେରିଗଲେ। ରାମାସ୍ଥିତ ଆପଣା ଗୃହକୁ ଇଲକାନା ଫେରିଗଲେ। ପୁଣି ବାଳକ ଏଲି ଯାଜକଙ୍କ ସମ୍ମୁଖରେ ଥାଇ ସଦାପ୍ରଭୁଙ୍କର ପରିଚର୍ୟା କଲା। ଏବେ ବାଳକ ସଦାପ୍ରଭୁଙ୍କର ପରିଚର୍ୟା କଲା। ପୁଣି ହାନା ସାମୁଏଲଙ୍କୁ ସ୍ତନ୍ୟପାନ ତ୍ୟାଗ କଲା ପରେ, ମାନେ 2 ବର୍ଷ 3 ବର୍ଷ ହୋଇଥିବ ସାମୁଏଲଙ୍କୁ ସ୍ତନ୍ୟପାନ ତ୍ୟାଗ କଲା ପରେ ସାମୁଏଲଙ୍କୁ ଆଣି ଆଉ ଏଲି ଯାଜକଙ୍କ ନିକଟରେ ରଖିଲେ ସଦାପ୍ରଭୁଙ୍କର ପରିଚର୍ୟା କରିବା ନିମନ୍ତେ। ମାନେ 2-3 ବର୍ଷର ବାଳକ ସଦାପ୍ରଭୁଙ୍କର ପରିଚର୍ୟା କରିବା ପାଇଁ ସେ ଦେଲେ। ମାନେ ସେ ମାଆଙ୍କର ମନ ଏଠାରେ କେତେ ଶ୍ରେଷ୍ଠ ରୂପେ ଆମମାନଙ୍କୁ ଦେଖାଯାଉଛି, କେତେ ମହାନ ରୂପେ ଅଛି ହାନାଙ୍କର ମନ ଆମମାନଙ୍କୁ। ଆଜି ମଧ୍ୟ ଲୋକେ ଥାଆନ୍ତି ଆମମାନଙ୍କ ବିଷୟରେ, ଆମେମାନେ ମଧ୍ୟ ଆଉ ମୋତେ ଗୋଟେ ପୁତ୍ର ସନ୍ତାନ ଦିଅ, ସେ ପୁତ୍ର ସନ୍ତାନକୁ ତୁମ ନିମନ୍ତେ ବଞ୍ଚାଇବି ବୋଲି କହିଥାନ୍ତି। ମୋର ଗୋଟେ ଚାକିରି ଦିଅ, ସେ ଚାକିରି ହେଲେ ମୁଁ ତୁମ ପାଇଁ ବଞ୍ଚିବି ବୋଲି କହିଥାନ୍ତି। ମୋର ଗୋଟେ ଅସୁସ୍ଥରେ ମୁଁ ଅଛି, ମୋତେ ସୁସ୍ଥ କର, ମୁଁ ତୁମ ନିମନ୍ତେ ବଞ୍ଚିବି ବୋଲି କହିଥାନ୍ତି। ଅସୁବିଧା ଆସିଲା ବେଳକୁ ଈଶ୍ୱର ବୋଲି ଈଶ୍ୱରଙ୍କୁ ସବୁ ବିଷୟ କହନ୍ତି। ଯେତେବେଳେ ଏ ସମସ୍ତ ବିଷୟ ପୂରଣ ହୋଇଯାଇଥାଏ, ସେତେବେଳେ ଆଉ ଥରେ କଷ୍ଟ ଆସିଲା ପର୍ଯ୍ୟନ୍ତ ଆଉ ଈଶ୍ୱରଙ୍କ ସହିତ କୌଣସି ପ୍ରକାର ସମ୍ପର୍କ ନାହିଁ, ଆଉ ଈଶ୍ୱରଙ୍କ ସହିତ କଥା ନାହିଁ। এই ପ୍ରକାର କଥା କହୁଥିଲେ କେତେକଙ୍କୁ ରାଗ ଲାଗିପାରେ, କେତେକଙ୍କୁ କ'ଣ ଏପରି କହୁଛନ୍ତି ବୋଲି ଭାବିଥାଇପାର। ମାତ୍ର ଏହା ଆମମାନଙ୍କ ଜୀବନରେ ଘଟୁଛି। ଆମମାନଙ୍କର ଆବଶ୍ୟକ ଥିଲାବେଳେ ଆମେ ଈଶ୍ୱରଙ୍କୁ ଏହା କରିବୁ ତାହା କରିବୁ ବୋଲି କହୁଛେ, ଆବଶ୍ୟକ ପୂରଣ ହେଲା ପରେ ଈଶ୍ୱରଙ୍କୁ ଭୁଲି ଯାଉଛେ। ମାତ୍ର ଏଠାରେ ହାନାଙ୍କୁ ଦେଖିଲେ, ହାନା କଥା ଦେଲେ ଆଉ ସେ କଥାକୁ ସଫଳ କଲେ। ସ୍ତନ୍ୟପାନ ତ୍ୟାଗ କଲା ପରେ
ସଦାପ୍ରଭୁଙ୍କ ପରିଚର୍ଯ୍ୟା ନିମନ୍ତେ ସାମୁଏଲଙ୍କୁ ସେଠାରେ ଛାଡ଼ି ଚାଲିଗଲେ। ଏ ବାଳକ 3 ବର୍ଷର ବାଳକ ସଦାପ୍ରଭୁଙ୍କର ପରିଚର୍ଯ୍ୟା କିପରି କରିବ ମାନେ ଆଲୋଚନା କଲେ। ଯେତେବେଳେ ଏଲି ଯାଜକଙ୍କ ନିକଟରେ ସାମୁଏଲ ଥିବେ, ସାମୁଏଲ 3 ବର୍ଷ ବୟସର, ସେ କ'ଣ କାର୍ଯ୍ୟ କରିବେ କହିଲେ? ସିନ୍ଦୁକର ଦ୍ୱାର ଖୋଲିବାର, ସିନ୍ଦୁକର ଦ୍ୱାର ପକାଇବାର, ଦୀପ ଲଗାଇବାର, ଏ ସମସ୍ତ କାର୍ଯ୍ୟ ସେ କରିବାର। ଆଜି ତୁମ ପିଲାମାନଙ୍କୁ ଚର୍ଚ୍ଚକୁ ପଠାଅ କହିଲେ, ଚର୍ଚ୍ଚକୁ ପଠାଇଲେ, ଚର୍ଚ୍ଚରେ ଚେୟାର ସାଇଜ୍ କଲେ, ଚର୍ଚ୍ଚରେ ଟିକେ ସଫା କରିଦେଲେ ପିଲାମାନେ, ବାପା ମାଆ ଯଦି ସେଇ ବିଷୟ ଦେଖିଦିଅନ୍ତି ତାହେଲେ କୁହନ୍ତି ଆମ ପିଲାମାନଙ୍କୁ କାର୍ଯ୍ୟ କରାଉଛୁ ବୋଲି କୁହନ୍ତି। ମାତ୍ର ସେହି ସମୟରେ ବାଳକ ରୂପେ ଏଲି ଯାଜକଙ୍କ ନିକଟରେ ସାମୁଏଲ ସିନ୍ଦୁକ ସଫା କରିବାର, ସିନ୍ଦୁକର ଦ୍ୱାର ପକାଇବାର, ତମ୍ବୁରେ କାର୍ଯ୍ୟ କରିବାର, ଏ ସମସ୍ତ ବିଷୟ ସେ କରିବାର। ତାପରେ ସାମୁଏଲ କେଉଁ ପ୍ରକାର ପରିବର୍ତ୍ତନ ହେଲେ କହି ଆମମାନେ ଆଲୋଚନା କଲେ। ଏକ ସମୟରେ ସାମୁଏଲ କିପରି ଦେଖାଯାଉଛନ୍ତି କହିଲେ? ଜଣେ ଯାଜକ ରୂପେ, ଜଣେ ବିଚାରକର୍ତ୍ତା ଭାବରେ, ଜଣେ ଭବିଷ୍ୟତ ବକ୍ତା ରୂପେ ପରିବର୍ତ୍ତିତ ହେଲେ। ମାନେ ତିନୋଟି କ୍ୱାଲିଟି ତାଙ୍କଠାରେ, ଜଣେ ଯାଜକ, ଜଣେ ବିଚାରକର୍ତ୍ତା, ଜଣେ ଭବିଷ୍ୟତ ବକ୍ତା ରୂପେ ସେ ହେଲେ। ମାନେ ଏ 3ଟି ବିଷୟ ସେ ଆପଣ ଜୀବନରେ ତୁଲାଇଲେ, 3ଟି ଦାୟିତ୍ୱ ସେ ତାହାଙ୍କର ଥିଲା। ମାନେ ସେ କେଉଁ ପ୍ରକାରେ ସେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କେଉଁ ପ୍ରକାରେ କରୁଥିଲେ ଆମେ ଜାଣିପାରିବା। ତାପରେ ସାମୁଏଲ ପ୍ରଥମ ରାଜା ସାଉଲଙ୍କୁ ରାଜା ରୂପେ ଅଭିଷିକ୍ତ ମଧ୍ୟ ସାମୁଏଲ କଲା ପରେ ଆମେ ଦେଖିଥାଉ। ମାନେ ସାମୁଏଲଙ୍କୁ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବାରୁ ସେ କେଉଁ ପ୍ରକାରେ ହେଲେ ଆମେ ଏଠାରେ ଦେଖିଥାଉ। ମାତ୍ର ଏଠାରେ ସାମୁଏଲ ଭଲ ରୂପେ ଥିଲାବେଳେ ଏଲିଙ୍କର ପୁତ୍ରମାନଙ୍କ ବିଷୟରେ 2 ଅଧ୍ୟାୟରେ ଲେଖା ଅଛି। ଏଲିଙ୍କର 2 ଜଣ ପୁତ୍ର ଥିଲେ, ହଫିନ୍ ଫିନିହାସ୍। ଏଲିଙ୍କର 2 ଜଣ ପୁତ୍ର ଥିଲେ, ସେମାନଙ୍କର ନାମ ହଫ୍ନି ଫିନିହାସ୍। ଏଇ 2 ଜଣ ପୁତ୍ର। ଏଲି ଜଣେ ଉତ୍ତମ ଯାଜକ, ତାଙ୍କ ନିକଟରେ ରହିବା ସାମୁଏଲ ଯାଜକ ରୂପେ, ଭବିଷ୍ୟତ ବକ୍ତା ରୂପେ ଏହିପରି ପରିବର୍ତ୍ତନ ହେଲା ବେଳେ, ଏଲି ଜଣେ ଉତ୍ତମ ଯାଜକ, ଉତ୍ତମ ପିତା ହେଲା ବେଳେ, ହଫ୍ନି ଫିନିହାସ୍ ପିତାଙ୍କର ଗୌରବକୁ ଅପମାନରେ ପରିଣତ କଲା ପରେ ଆମେ ଦେଖିଥାଉ ହଫ୍ନି ଫିନିହାସ୍ଙ୍କ ବିଷୟରେ। ଏହିପରି କେତେକ ବ୍ୟକ୍ତିମାନେ ବାଇବେଲରେ ମଧ୍ୟ, ପୁରାତନ ନିୟମରେ ବାଇବେଲରେ ଏହିପରି ଲୋକମାନେ ଆମେ ଦେଖିଥାଉ। ବାପା ଉତ୍ତମ ହେଲା ବେଳେ ପିଲାମାନେ ଖରାପ, ବାପା ଭକ୍ତି ରୂପେ ବଞ୍ଚିଲା ବେଳେ ପିଲାମାନେ ଭକ୍ତିହୀନ ରୂପେ ବଞ୍ଚିଲା ପରେ ଆମେ ଦେଖିଥାଉ। କାହାର ବିଷୟରେ କହିଲେ? ଗିଦିଓନ ବିଷୟରେ। ଗିଦିଓନ ମିଦିଓନୀୟମାନଙ୍କ ହସ୍ତରୁ ଇସ୍ରାଏଲମାନଙ୍କୁ ରକ୍ଷା କରିଥିବା ଉଦ୍ଧାରକାରୀ ବା ବିଚାରକର୍ତ୍ତା ଭାବରେ ସେ ଥିବେ ଗିଦିଓନ। ମାତ୍ର ତାହାଙ୍କର ସନ୍ତାନ ବିଷୟରେ ଆଲୋଚନା କଲେ, ତାହାଙ୍କୁ 70 ଜଣ ସନ୍ତାନ ଜାତ ହେବେ। ତାପରେ ଶେଷରେ ଅବିମେଲେକ ନାମକ ଜଣେ ସନ୍ତାନ ମଧ୍ୟ ତାହାଙ୍କର ଥିବେ। ସେ ଅବିମେଲେକ ଗିଦିଓନ ଇସ୍ରାଏଲମାନଙ୍କୁ ମିଦିଓନମାନଙ୍କ ହସ୍ତରୁ ରକ୍ଷା କଲେ, ବିଚାରକର୍ତ୍ତା ଭାବରେ ଅଛନ୍ତି। ମାତ୍ର ଅବିମେଲେକ ଗିଦିଓନଙ୍କର ପୁତ୍ର ଅବଶିଷ୍ଟ 70 ଜଣ ଭାଇମାନଙ୍କୁ ପଦବୀ ପାଇଁ, ଅଧିକାର ପାଇଁ, କ୍ଷଣକାଳ ଏକ ବିଷୟ ପାଇଁ ବାପା ଗିଦିଓନ ରକ୍ଷା କଲା ବେଳେ, ଇସ୍ରାଏଲମାନଙ୍କୁ ମିଦିଓନ ହସ୍ତରୁ ରକ୍ଷା କଲା ବେଳେ, ଏଠାରେ ପୁତ୍ର ଅବିମେଲେକ ନିଜର ଭାଇମାନଙ୍କୁ 70 ଜଣଙ୍କୁ ପଦବୀ ପାଇଁ ଅଧିକାର ବଦ୍ଧ କଲା ପରି ଆମେ ଦେଖିଥାଉ। ସେହି ପ୍ରକାରେ ଏଲିଙ୍କର ପୁତ୍ରମାନେ ମଧ୍ୟ ହଫ୍ନି ଫିନିହାସ୍, ଏଲି ଉତ୍ତମ ପ୍ରଧାନ ଯାଜକ, ହଫ୍ନି ଫିନିହାସ୍ ସଦାପ୍ରଭୁଙ୍କୁ ପ୍ରେମ କଲେ ନାହିଁ। ଆପଣ ଅନ୍ତଃକରଣରେ ସମସ୍ତ ମନ ଦେଇ, ସମସ୍ତ ପ୍ରାଣରେ ଈଶ୍ୱରଙ୍କୁ ପ୍ରେମ କଲେ ନାହିଁ। ସେମାନେ କ'ଣ କରିବାର କହି ଆମେ 2 ଅଧ୍ୟାୟରେ ଆମେ ଦେଖିଲେ। ସେମାନେ ଈଶ୍ୱରଙ୍କ ମନ୍ଦିରକୁ ଲୋକମାନେ ବଳି ନୈବେଦ୍ୟ ଆଣୁଥିଲେ। ସେଥିମଧ୍ୟରୁ ଶ୍ରେଷ୍ଠ ବଳି, ଏମାନଙ୍କୁ ଯାହା ହେଲେ ଦରକାର ତାହାଠାରୁ ଅଧିକ ରୂପେ ନେଇ ଉତ୍ତମ ବଳି ଏମାନେ ନେବାର। ତାପରେ ମନ୍ଦିରକୁ ସେବା କରିବା ନିମନ୍ତେ ଆସିଥିବା ସେବାକାରିଣୀ ସ୍ତ୍ରୀମାନଙ୍କୁ ଖରାପ କରିବାର, ଏହି ପ୍ରକାର ସମସ୍ତ ବିଷୟ ଏମାନେ କରିବାର, ଏ ସମସ୍ତ ବିଷୟ ଏମାନେ କରୁଛନ୍ତି। ଏହା ଶୁଣିଲେ ଏଲି ଶୁଣିଲେ ପୁତ୍ରମାନେ ଏହି ପ୍ରକାର କରୁଛନ୍ତି ବୋଲି ଏଲି ସେମାନଙ୍କୁ ଅନୁଯୋଗ କରିବେ, ତଥାପି ସେମାନେ ଶୁଣିବେ ନାହିଁ ପିଲାମାନଙ୍କୁ। ସେଥିପାଇଁ ପିଲାବେଳଠାରୁ ହିଁ ସେମାନଙ୍କୁ ଉତ୍ତମ ପଥରେ ଶିଖାଇବାର ଅଛି। ସେଥିପାଇଁ ବାଇବେଲରେ ଲେଖା ଅଛି, ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିଖାଅ। ମାନେ ପିଲାମାନଙ୍କୁ ପିଲାବେଳଠାରୁ ହିଁ ଉତ୍ତମ ବିଷୟ ଶିଖାଇବାର ଅଛି।
ताहले से माने बड़ हेबा पर्यंत सेतिरु से माने फेरिबे नाही। तो एली एठारे पुत्र मानक अनुरोध कर तथापि से शुणुना कहीं से शुणुना कारण कौन कहले देखु 2 अध्याय 25 पद मनुष्य जेबे मनुष्य विरुद्ध में पाप करे तेबे परमेश्वर तार विचार करेंगे मात्र मनुष्य जेबे सदाप्रभु विरुद्ध में पाप करे तेबे किए ता पक्षर प्रार्थना करिवो तथापि से मैंने अपना पिता रब शुणिले ना एटारे एली से कहते अनुरोध कर तथापि से शुणिले ना कहीं शुणिले ना माने कारण से बद्ध करने को सदाप्रभुंकर इच्छा थिला ऑलरेडी ईश्वर डिसाइड हो सारी से मारिबाई आउ से माने पिता एलिंकर कथा शुणुना ऑलरेडी ईश्वर डिसाइड हो गले ए प्रकार अपराध करथिबा एमानंकु बद्ध करबा निमंते। तापर 26 पदर देखिले गोटे पार्श्वर एलिंकर पुत्र माने ए प्रकार थिले आ सामुएल मात्र आ हीरो रूपे उत्तम रूपे से बंचुछन देखंतु मात्र बालक सामुएल क्रमे क्रमे वृद्धि पाइले पुणी सदाप्रभुंकर ओ मध्य मनुष्यर साक्षात अनुग्रह प्राप्त हेले बालक सामुएल सदाप्रभुंक साक्षात मनुष्य मान साक्षात अनुग्रह प्राप्त हेले ए विषय पढ़ला बेले आम प्रभु जीशुख्रीष्ट विषय को गोटे वाक्य आम मन पड़ुछि ना लूक लिखित सुसमाचार 2 अध्याय 52 पदरे आ शिशु बढ़िया संगे संगे मनुष्य मानकर अनुग्रह ईश्वर को अनुग्रह तांको ऊपर थिला माने एठारे सामुएल विषय जे प्रकार लिखा अछि सेठारे आ प्रभु जीशुख्रीष्ट विषय में से प्रकार लिखा अछि तेणु एक विषय अल्प समय मैं कहवाक जाए माने आम कहार अनुग्रह रहिबार अछि कहले ईश्वर अनुग्रह रहिबार अछि मनुष्य मानकर अनुग्रह आम ऊपर रहिबार अछि प्रभु जीशुख्रीष्ट ईश्वर अनुग्रह अछि मनुष्य मानकर अनुग्रह अछि आ केते कोंगा माने देखिले ईश्वर अनुग्रह मो यथेष्ट बोली भावती मात्र बाइबल आ गोटे विषय लिखा अच्छी ईश्वर अनुग्रह ईश्वर दृष्टि में मनुष्य मान दृष्टि जहाँ भल ताहा कर बोली लिखा अच्छी माने ईश्वर अनुग्रह मनुष्य मान अनुग्रह दुई जनकर अनुग्रह मानक दरकार के जन ईश्वर अनुग्रह यथेष्ट कहे ईश्वर को कार्य करवा परिवार को पचारा ना परिवार कौन घटुची आ परिवार दायित्व परिवार तत्व नियंती ना मु ईश्वर को कार्य अच्छी ईश्वर को लोक मान ईश्वर को सुसमाचार जगह दूसरी ईश्वर को मत गोटे गीत लिखुची ईश्वर को मत गोटे गीत गाँची ईश्वर वाक्य को अन्य मानक प्रचार करुच्ची ईश्वर को अनुग्रह मो यथेष्ट बोली भावुंट ईश्वर को अनुग्रह मानक रहा यथेष्ट ताहा सत मात्र मनुष्य मानकर अनुग्रह आम रहीबार अच्छी परिवार जहाँ अच्छे परिवार को त्याग करवा ताहा नुहे परिवार मनुष्य मान अनुग्रह आम पर रहीबार अच्छी समाज लोक मान अनुग्रह आम पर रहीबार अच्छी प्रथम ईश्वर को अनुग्रह आम होते रहीबार अच्छी एटा सामुएल जीवन में प्रभु जीशुख्रीष्ट जीवन आम ता देखुचे तापर आठारे एली को आउ जड़े परमेश्वर को लोक आसी एली को एठारे केतक विषय कहबे तो पिला मानू तुम्हें उचित रूपे बढ़ाई यहीपरी हो न था बोली आ परमेश्वर को लोक बोली कहुई सीना तांको नाम एठारे आमको कह जाए ना परमेश्वर को लोक आसी एली को कहे तापर 3 अध्याय मैंने देखिले आठारे 2 अध्याय आम देखिले आ सामुएल हीरो रूपे देखा जाउछन्ती एलींकर पुत्र माने विलेन रूपे देखा जाउछन्ती एलींकर पुत्र माने सेही परि परिवर्तित हेले आ 3 अध्याय मैंने देखिले आ 3 अध्याय सामुएल को ईश्वर 3 अध्याय प्रथम पद देखंतु से समय बालक सामुएल एली सम्मुखें सदाप्रभुंकर परिचर्चा कला से काल में सदाप्रभुंक वाक्य दुर्लभ थिला प्रकाश्य दर्शन नथिला से समय प्रकाश्य दर्शन नथिला हेले मध्य ईश्वर सामुएल को दर्शन देवे आ सामुएल को 3 थर डाकिबे सामुएल भाविबे मते एली ही डाकुछन्ती बोली एली जाचक को कहबे कौन है मुझे अच्छी आपण मते डाकिले परा सेते बेले एली को एली कहबे मु डाकी नाई एथर तुमको डाकिले एली बुझिबे ईश्वर ही सामुएल को डाकुछन्ती बोली सेते बेले एली सामुएल को कहले एथर तुमको डाकिले तुमे हे सदाप्रभु कहंतु बोली कहबो सेते बेले पुनर्बार ईश्वर सामुएल को डाकिबे सामुएल कहतु सदाप्रभु बोली कहबे सेते बेले सदाप्रभु ताहांकु एली विषय कहबे तापर सकाळे
ଏଲିଙ୍କୁ ଜଣା ଏଲିଙ୍କ ବିଷୟରେ ହିଁ ସଦାପ୍ରଭୁ କ'ଣ ନା କହିଥିବେ ବୋଲି ଏଲି ଶୀଘ୍ର ସାମୁଏଲଙ୍କ ନିକଟକୁ ଗଲେ। ସକାଳେ ଉଠିବା କ୍ଷଣେ ସାମୁଏଲଙ୍କୁ ପଚାରିବେ ଆଉ ରାତିରେ ଈଶ୍ୱର ତୁମକୁ କ'ଣ କହିଲେ, ରାତିରେ ଈଶ୍ୱର ତୁମକୁ କ'ଣ କହିଲେ ବୋଲି ପଚାରିବେ। ଆଉ ସେଇ ସମୟରେ ଆଉ ସାମୁଏଲ ଆଉ ସେଇ ବିଷୟ କହିବା ନିମନ୍ତେ ଭୟ କରିବେ। ହେଲେ ସେଇ ସମୟରେ ଏଲି ସାମୁଏଲଙ୍କୁ କହିବେ, ତୁମେ ଯଦି ଏଇ ବିଷୟ ମୋ ଠାରୁ ଲୁଚାଇବ ତାହେଲେ ତାହାଠାରୁ ଅଧିକ ଦଣ୍ଡ ତୁମ ପ୍ରତି ଘଟୁ ବୋଲି କହିବେ। ସେହି ସମୟରେ ଆଉ ସାମୁଏଲ ଏଲିଙ୍କ ବିଷୟରେ କହିବେ, ତୁମ ବଂଶ ପ୍ରତି ଅପରାଧ, ତୁମ ବଂଶରେ ଆଉ କେହି ଆଉ ଜୀବିତ ମରିବେ, ଆଉ ତୁମ ବଂଶ ପ୍ରତି ଏହି ପ୍ରକାର ଅପରାଧ ପାପ କଲେ ଏମାନେ କହି ସେ ବିଷୟରେ ଏଲିଙ୍କ ବିଷୟରେ ସେଠାରେ ସାମୁଏଲ ଆଉ ସେଇ ସ୍ୱପ୍ନ ସେ ଏକ ବିଷୟ ଜଣାଇବାର ମାନେ 3 ଅଧ୍ୟାୟରେ ଆମେ ଦେଖୁ। ତାପରେ 4 ଅଧ୍ୟାୟରେ ଆମେ ଦେଖିଲେ ଆଉ 4 ଅଧ୍ୟାୟରେ ହଫ୍ନି ଫିନିହାସ୍ ମରିବେ ଆଉ ପଲିଷ୍ଟିୟ ମାନେ ସିନ୍ଦୁକକୁ ନେଇଯିବେ। ପଲିଷ୍ଟିୟ ମାନେ ସିନ୍ଦୁକ ଧରାଗଲା, ପଲିଷ୍ଟିୟ ମାନେ ସିନ୍ଦୁକକୁ ନେଇଯିବେ। ଆଉ ଏଇ କଥା ଶୁଣିବାରୁ ଏଲି ପଲିଷ୍ଟିୟ ମାନେ ସିନ୍ଦୁକକୁ ନେଇଗଲେ ଏ ବିଷୟ ଶୁଣିବାରୁ ହିଁ ଏଲି ପଛକୁ ଢଳି ପଡ଼ିବେ, ପଛକୁ ପଡ଼ିଯିବେ। ବୃଦ୍ଧ ଅବସ୍ଥାରେ ଅଛନ୍ତି, 98 ବର୍ଷ ବୟସ ସେତେବେଳକୁ, ଆଉ ସେ ପଡ଼ି ମରିଯିବେ ଏଲି। ଆଉ ସେଇ ସମୟରେ ଏଲିଙ୍କର ଆଉ ପୁତ୍ରବଧୂ ଫିନହାସଙ୍କର ବାର୍ଚ୍ୟା ସେ ଯେତେବେଳେ ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା କହି ଶୁଣିଲେ, ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା ବୋଲି ଶୁଣିବାରୁ ଆହୁରି ଆଉ ଗୋଟିଏ ପାର୍ଶ୍ୱରେ ଶ୍ୱଶୁର ଆଉ ସ୍ୱାମୀ ମରିଗଲେ ବୋଲି ଫିନହାସଙ୍କର ସ୍ତ୍ରୀ ଶୁଣିବାରୁ ଆଉ ସେ ଗର୍ଭବତୀ ଅବସ୍ଥାରେ ଥିବେ, ସେଇ ସ୍ଥାନରେ ଗର୍ଭବତୀ ଅବସ୍ଥାରେ ଥାଇ ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା, ଶ୍ୱଶୁର ଆଉ ସ୍ୱାମୀ ମରିଗଲେ ବୋଲି ବାର୍ତ୍ତା ଶୁଣିବାରୁ ଆଉ ସେହି ସମୟରେ ହଠାତ୍ ସେ ଆଣ୍ଠୋଇ ପଡ଼ି ପ୍ରସବ କରିବେ, ଏକ ପୁତ୍ର ପ୍ରସବ କରିବେ ଆଉ ସେ ମୃତ୍ୟୁବରଣ କରିବେ। ଆଉ ସେଇ ପୁତ୍ରର ନାମ ଐକ୍ୟବଦ ରଖିବାର ଘଟିଲା। ଐକ୍ୟବଦ କହିଲେ ହୀନ ଗୌରବ, ହୀନ ଗୌରବ ସେ ପୁତ୍ରର, କାରଣ ଆଉ ସେହି ସମୟରେ ହିଁ ଇସ୍ରାଏଲମାନଙ୍କର ଗୌରବ ଚାଲିଗଲା। ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ପଲିଷ୍ଟିୟ ମାନେ ଧରି ନେଇଗଲେ। ସେଇ ପୁତ୍ରକୁ ଐକ୍ୟବଦ ହୀନ ଗୌରବ କହି ରଖିବାର ଆମେ ଦେଖିଥାଉ। ତାପରେ 5 ଅଧ୍ୟାୟରେ ଆମେ ଦେଖିଲେ ଆଉ ସଦାପ୍ରଭୁଙ୍କ ନିୟମ ସିନ୍ଦୁକକୁ ଆଉ ପଲିଷ୍ଟିୟ ମାନେ ଧରିକି ଚାଲିଯିବେ, ପଲିଷ୍ଟିୟ ମାନଙ୍କ ଦେଶକୁ ସେମାନେ ନେଇଯିବେ। ଆଉ ପଲିଷ୍ଟିୟ ମାନେ ନେଇଗଲା ପରେ ଆଉ ସେଠାରେ ଦେଖିଲେ ସେମାନେ ନିୟମ ସିନ୍ଦୁକକୁ ଅସଦୋଦରେ ରଖିବେ। ପ୍ରଥମେ ଅସଦୋଦରେ ସମସ୍ୟା, ରୋଗ ଆଉ ନାନା ପ୍ରକାର ସମସ୍ୟା ହେବାରୁ ଅସଦୋଦରୁ ପୁଣି ନିୟମ ସିନ୍ଦୁକକୁ ଗାଦକୁ ନେବେ। ଆଉ ଗାଥରେ ମଧ୍ୟ ସେ ପ୍ରକାର ହେବାରୁ ଗାଥରୁ ପୁଣି ଇକ୍ରୋନକୁ ନେବେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକକୁ। ସଦାପ୍ରଭୁଙ୍କ ନିୟମ ସିନ୍ଦୁକ କେଉଁ ସ୍ଥାନକୁ ନେଲେ ନା କାହିଁକି ସେମାନଙ୍କର ସମସ୍ୟା ସେମାନଙ୍କ ମଧ୍ୟରେ ଦୂର ହେଉନାହିଁ। ସଦାପ୍ରଭୁ ସେମାନଙ୍କୁ ଆଘାତ କଲେ, ସେମାନଙ୍କୁ ଏହି ପ୍ରକାର ଆଘାତ କଲେ ଯେ ସେମାନେ ନ କହିପାରିବା ସ୍ଥାନରେ ରହସ୍ୟ ସ୍ଥାନରେ ବଥା ବାହାରିଲା, ଅର୍ଶରୋଗରେ ଏ ପ୍ରକାର ନାନା ପ୍ରକାର ସମସ୍ୟା ସେମାନଙ୍କ ମଧ୍ୟରେ ସୃଷ୍ଟି ହେଲା। ସଦାପ୍ରଭୁ ସେମାନଙ୍କୁ ସେହି ପ୍ରକାର ଆଘାତ କଲେ। ଆଉ ପରମେଶ୍ୱରଙ୍କ ନିୟମ ସିନ୍ଦୁକ ସେମାନଙ୍କ ମଧ୍ୟରେ କେତେ ଦିନ ରହିଲା କହିଲେ 6 ଅଧ୍ୟାୟ 1ମ ପଦରେ ସିନ୍ଦୁକ ପଲିଷ୍ଟିୟ ମାନଙ୍କ ଦେଶରେ 7 ମାସ ରହିଲା। 7 ମାସ ପଲିଷ୍ଟିୟ ମାନଙ୍କ ଦେଶରେ ପରମେଶ୍ୱରଙ୍କ ସିନ୍ଦୁକ ରହିଲା ପରେ ଆମେ ଆଉ ଦେଖିଥାଉ। 7 ମାସ ସେମାନଙ୍କ ମଧ୍ୟରେ ରହିବାରୁ ଈଶ୍ୱର ସେମାନଙ୍କୁ ତାରା ଦେଖାଇ ଦେଲେ, ସେହି ପ୍ରକାର ଆଘାତ କଲେ ପଲିଷ୍ଟିୟ ମାନଙ୍କୁ। ତାପରେ ପଲିଷ୍ଟିୟ ମାନେ ଭାବିବେ ଆଉ ଏମାନଙ୍କର ନିୟମ ସିନ୍ଦୁକ ଆମମାନଙ୍କୁ କାହିଁକି, ଏମାନଙ୍କ ନିୟମ ସିନ୍ଦୁକ ଆମମାନଙ୍କୁ କାହିଁକି, ଏମାନଙ୍କୁ ଆମେ ଫେରାଇ ଦେବା ବୋଲି ଭାବିବେ, ଫେରାଇ ଦେବେ ଭାବିବେ ମାତ୍ର ସେମାନେ ଫେରାଇଲେ ମାତ୍ର ଫେରାଇ ପାରିବେ ନାହିଁ। ପୁଣି ଇସ୍ରାଏଲ ମାନେ ଯାଇ ସେ ପରମେଶ୍ୱରଙ୍କ ନିୟମ ସିନ୍ଦୁକକୁ ଆଣିବାର ଘଟିଲା। ଆଉ ସେଥିପୂର୍ବେ ଆମେ 4 ଅଧ୍ୟାୟରେ ଦେଖିଲେ, ଦେଖୁ ଆଉ 4 ଅଧ୍ୟାୟରେ ଆମେ ଦେଖିଲେ ଆଉ ପଲିଷ୍ଟିୟ ମାନେ ଇସ୍ରାଏଲ ମାନଙ୍କ ସହିତ ଯୁଦ୍ଧ କରିବାର ଆମେ ଦେଖୁ। ପଲିଷ୍ଟିୟ ମାନେ ଇସ୍ରାଏଲ ମାନଙ୍କ ସହିତ ଯୁଦ୍ଧ କରିବାର ଆମେ ଦେଖୁ। ଆଉ ପଲିଷ୍ଟିୟ ମାନେ ଇସ୍ରାଏଲ ମାନଙ୍କ ସହିତ ଯୁଦ୍ଧ କରିବାର ଆମେ ଦେଖୁ 4 ଅଧ୍ୟାୟରେ ସେମାନେ ସିନ୍ଦୁକ ନେଇଯିବା ପରେ ଏଲିଙ୍କର ମୃତ୍ୟୁବରଣ ଆଉ ହଫ୍ନି ଫିନିହାସଙ୍କର ମୃତ୍ୟୁ ଏ ସମସ୍ତ ବିଷୟ ଘଟିଥାଏ। ମାତ୍ର ସେଥିପୂର୍ବେ ହିଁ ଆଉ 4 ଅଧ୍ୟାୟରେ ଆମେ ଦେଖିଲେ, 4 ଅଧ୍ୟାୟରେ ଆମେ ଏକ ସାମୁଏଲ ପ୍ରଥମ ପୁସ୍ତକରେ ଦେଖିଲେ ଆଉ ସାମୁଏଲ ପ୍ରଥମ ପୁସ୍ତକରେ ପଲିଷ୍ଟିୟ ମାନେ ଇସ୍ରାଏଲ ମାନଙ୍କ ବିପକ୍ଷରେ ଆଉ ଯୁଦ୍ଧକୁ ଆସୁଥିବେ ବାରମ୍ବାର, ସେଇ ପ୍ରକାର ଯୁଦ୍ଧ କରିବେ।
ଯୁଦ୍ଧ କଲେ ଆଉ ଇସ୍ରାଏଲ ମାନେ ଯୁଦ୍ଧ କଲେ ଆଉ ସେମାନେ ଇସ୍ରାଏଲ ମାନେ ଯୁଦ୍ଧରେ ହାରିଯିବେ। ପଲଷ୍ଟିୟ ମାନେ ଏମାନଙ୍କ ଉପରୁ ଯୁଦ୍ଧ କରିବାକୁ ଆସିଲେ ଏମାନେ ହାରିଯିବେ, କାରଣ ଆଉ ହାରିଯିବେ। 4,000 ଲୋକ ଏମାନଙ୍କ ମଧ୍ୟରୁ ମୃତ୍ୟୁବରଣ କରିବେ। ଇସ୍ରାଏଲ ମାନଙ୍କ ମଧ୍ୟରୁ 4,000 ଲୋକ ଏକାଥରକେ ମୃତ୍ୟୁବରଣ କରିବାରୁ ଏମାନେ ସେ 4,000 ଲୋକ ମୃତ୍ୟୁବରଣ କଲେ। କାହିଁକି ଏପରି ଘଟୁଛି କହି ଆଲୋଚନା କଲେ। ଆଉ ଏମାନଙ୍କ ମଧ୍ୟରେ ପରମେଶ୍ୱରଙ୍କ ନିୟମ ସିନ୍ଦୁକ ନଥିଲା କହି ଏମାନଙ୍କ ଏପରି ହେଲା ବୋଲି ପରମେଶ୍ୱରଙ୍କ ନିୟମ ସିନ୍ଦୁକ ଏମାନଙ୍କ ମଧ୍ୟକୁ ଆଣିବେ। ପରମେଶ୍ୱରଙ୍କ ନିୟମ ସିନ୍ଦୁକ ଆଣିଲା ପରେ ବି ଏମାନେ ଆଉଥରେ ଚିତ୍କାର କରିବେ। ସେତେବେଳେ ପଲଷ୍ଟିୟ ମାନେ ଭାବିବେ କ'ଣ ହେଲା ଏମାନେ ଚିତ୍କାର କରୁଛନ୍ତି ବୋଲି କହିଲେ। ଆଉ ଏକ ଇସ୍ରାଏଲ ମାନଙ୍କ ମଧ୍ୟରେ ନିୟମ ସିନ୍ଦୁକ ଅଛି, ସେଥିପାଇଁ ଏମାନେ ଚିତ୍କାର କରୁଛନ୍ତି ବୋଲି ଭାବିବେ। ତାପରେ ଆଉଥରେ ପଲଷ୍ଟିୟ ମାନେ ଯିବେ ଇସ୍ରାଏଲ ମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ। ମାତ୍ର ଇସ୍ରାଏଲ ମାନେ ଆଉଥରେ ଇସ୍ରାଏଲ ମାନଙ୍କ ମଧ୍ୟରୁ 30,000 ଲୋକ ମୃତ୍ୟୁବରଣ କରିବେ। କାହିଁକି ଏପରି ଘଟୁଛି କହିଲେ ଏମାନଙ୍କ ସହିତ ସିନ୍ଦୁକ ଅଛି, ମାତ୍ର ଏମାନଙ୍କ ସହିତ ଈଶ୍ୱର ନାହାନ୍ତି। ଏମାନଙ୍କ ସହିତ ଈଶ୍ୱର ନାହାନ୍ତି। କାହିଁକି ଏମାନଙ୍କ ସହିତ ଈଶ୍ୱର ନାହାନ୍ତି କହି ଆଲୋଚନା କଲେ। ଏକ ସମୟରେ ଆମେ ଜିଓସିଓଙ୍କ ନେତୃତ୍ୱ ସମୟରେ ଯେତେବେଳେ ଆକନ ନାମକ ଜଣେ ବ୍ୟକ୍ତି ଆଉ ଜିରିଓ ନଗରର ବର୍ଜିତ ବସ୍ତୁ କୌଣସି ବସ୍ତୁ ଆଣିବ ନାହିଁ ବୋଲି କହିଲେ, ସେଇ ବସ୍ତୁ ଆଣି ତମ୍ବୁରେ ରଖିବାରୁ ଆଉ ଅୟ ନଗରକୁ ସେମାନେ ଜୟ କରିପାରିଲେ ନାହିଁ। ସେହି ପ୍ରକାର ଏକ 4 ଅଧ୍ୟାୟରେ ମାନେ ଦେଖିଲେ ହଫ୍ନି ଫିନିହସ୍ ଥିଲେ। ହଫ୍ନି ଫିନିହସ୍ ଅପରାଧ କରିଥିଲେ, ପାପ କରିଥିଲେ। ସେମାନେ ଏମାନଙ୍କ ସହିତ ଥିବାରୁ ଏମାନେ ଆଉ ପଲଷ୍ଟିୟ ମାନଙ୍କ ସହିତ ଯାଇ ଜୟ କରିପାରୁନଥିଲେ। ତାପରେ ଆଉ ପଲଷ୍ଟିୟ ମାନେ ଈଶ୍ୱରଙ୍କ ନିୟମ ସିନ୍ଦୁକ ନେଇଯିବାର ଘଟିଲା। ଏଲି ମରିଯିବେ ସେ କଥା ଶୁଣିବାରୁ। ଆଉ ଏଲିଙ୍କ ପୁତ୍ରବଧୂ ମଧ୍ୟ ମୃତ୍ୟୁବରଣ କରିବେ। ତାପରେ ସେମାନେ ପଲଷ୍ଟିୟ ମାନେ ସିନ୍ଦୁକ ନେବେ, ହସଦୋଦରେ ରଖିବେ, ତାପରେ ଗାଥରେ ରଖିବେ, ତାପରେ ଇକ୍ରୋନରେ ରଖିବେ। ତଥାପି ସେମାନଙ୍କର ସମସ୍ୟା ଦୂର ହେବ ନାହିଁ। ତାପରେ ସେମାନେ ଇସ୍ରାଏଲ ମାନଙ୍କୁ ଦେଇଦେବେ। ମାତ୍ର ଇସ୍ରାଏଲ ମାନଙ୍କୁ ସେମାନେ ଦେଲେ, ଇସ୍ରାଏଲ ମାନେ ଆଣିବେ ନାହିଁ। ଇସ୍ରାଏଲ ମାନେ ନିଜେ ଯାଇ ଆଉ ପରମେଶ୍ୱରଙ୍କ ନିୟମ ସିନ୍ଦୁକ ଆଣିଲା ପରେ ଆମେ ଦେଖିଥାଉ। ତାପରେ 7 ଅଧ୍ୟାୟରେ ଆମେ ଦେଖିଲେ, ଆଉ 7 ଅଧ୍ୟାୟରେ ଏଠାରେ ଏମାନେ ପୁନର୍ବାର ପଲଷ୍ଟିୟ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବେ। ଏଥର ଯୁଦ୍ଧ କରିବାକୁ ଗଲେ ଏମାନେ ଇସ୍ରାଏଲ ମାନେ ଜୟ କରିବେ। କାରଣ ଆଉ ଏଠାରେ ସାମୁଏଲ ଭବିଷ୍ୟତ ବକ୍ତା ଈଶ୍ୱରଙ୍କୁ ପଚାରିବାର ଆମେ ଯିବୁ କି ପଲଷ୍ଟିୟ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ, ଈଶ୍ୱର ହଁ କହିବାର ଏମାନେ ଯିବେ। ମାନେ ଈଶ୍ୱରଙ୍କ ଅନୁମତି ନେଇ ଏମାନେ ଯୁଦ୍ଧ କରିବାକୁ ଯିବାରୁ ଏମାନେ ଜୟ କରିବେ। ପୂର୍ବେ ଏମାନେ କାହିଁକି ପଲଷ୍ଟିୟ ମାନଙ୍କ ବିପକ୍ଷରେ ଯୁଦ୍ଧରେ ଜୟ କରିପାରିଲେ ନାହିଁ କହିଲେ, ଏମାନେ ଈଶ୍ୱରଙ୍କ ଅନୁମତି ଈଶ୍ୱର ଏମାନଙ୍କ ସହିତ ନଥିଲେ। କାରଣ ଏମାନଙ୍କ ସହିତ ହଫ୍ନି ଫିନିହସ୍ ଥିଲେ। ସେଥିପାଇଁ 4 ଅଧ୍ୟାୟରେ ଏମାନେ ପଲଷ୍ଟିୟ ମାନଙ୍କ ବିରୁଦ୍ଧରେ ଯାଇ ଯୁଦ୍ଧରେ ଜୟ କରିପାରିଲେ ନାହିଁ। 7 ଅଧ୍ୟାୟରେ ଈଶ୍ୱରଙ୍କ ଅନୁମତିରେ ଏମାନେ ପୁନର୍ବାର ଯିବାରୁ ଆଉ ଜୟ କଲା ପରେ ଆମେ ଦେଖିଥାଉ। ତାପରେ ସେଇ ପ୍ରକାରେ ଆଉ 8 ଅଧ୍ୟାୟ ଆମେ ଦେଖୁ। 8 ଅଧ୍ୟାୟ ସାମୁଏଲଙ୍କ ପ୍ରଥମ ପୁସ୍ତକ 8 ଅଧ୍ୟାୟରେ ଆମେ ଦେଖିଲେ, 8 ଅଧ୍ୟାୟରେ ଆଉ ଇସ୍ରାଏଲ ସମସ୍ତେ ଆମମାନଙ୍କୁ ରାଜା ଦରକାର ବୋଲି କହିବେ। ରାଜା ଦରକାର ବୋଲି କହିବାର ଆମେ ଦେଖିଥାଉ। କାହିଁକି ରାଜା ଏମାନଙ୍କୁ ଦରକାର କହିଲେ, ଏଠାରେ ମଧ୍ୟ ଗୋଟିଏ ଘଟଣା ଘଟିଲା ଦେଖନ୍ତୁ। ଆଉ ସାମୁଏଲ ବୃଦ୍ଧ ହୁଅନ୍ତେ ଆପଣା ପୁତ୍ରମାନଙ୍କୁ ବିଚାରକର୍ତ୍ତା ରୂପେ କଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ନାମ ଜୋଏଲ, ଦ୍ୱିତୀୟର ନାମ ଅବିୟ। ସାମୁଏଲଙ୍କର 2ଟି ପୁତ୍ର ଥିଲେ। ସାମୁଏଲଙ୍କର 2ଟି ପୁତ୍ର, ଜଣେ ହେଉଛନ୍ତି ଜୋଏଲ, ଜଣେ ହେଉଛନ୍ତି ଅବିୟ। ଏଇ 2 ଜଣ ପୁତ୍ର, ଜଣେ ସାମୁଏଲ ଜଣେ ଉତ୍ତମ ଯାଜକ ରୂପେ ଦେଖାଯାଉଛନ୍ତି। ମାତ୍ର ଆଉ ୟାଙ୍କର ପୁତ୍ରମାନେ ଜୋଏଲ, ଅବିୟ, ଏମାନେ 2 ଜଣ ଆଉ ଭଲ ନୁହନ୍ତି। ଏମାନେ 2 ଜଣ ସାମୁଏଲ ଉତ୍ତମ ହେଲା ବେଳକୁ ଏମାନେ 2 ଜଣ ଭକ୍ତିହୀନ ରୂପେ ଏମାନେ କ'ଣ କଲେ କହିଲେ, ତାଙ୍କର ପୁତ୍ରମାନେ ତାଙ୍କର ପଥରେ ନ ଚାଲି ଅନ୍ୟାୟ ଲାଭର ଅନୁଗାମୀ ହେଲେ, ଲାଞ୍ଚ ନେଇ ବିଚାର ବିପରୀତ କଲେ। ତାଙ୍କର ପୁତ୍ରମାନେ ଠିକ୍ ବିପରୀତ ହେଲେ। ଆମେ ଦେଖିଲେ ଗିଦିଓନ ଉତ୍ତମ, ମାତ୍ର ଗିଦିଓନର ପୁତ୍ର ଅବିମେଲେକ ଭଲ ନୁହେଁ। ଏଲି ଜଣେ ଉତ୍ତମ ପ୍ରଧାନ ଯାଜକ, ମାତ୍ର ତାଙ୍କର ସନ୍ତାନମାନେ ଭଲ ନଥିଲେ। ସେହି ପ୍ରକାରେ ସାମୁଏଲ ଜଣେ ଭଲ ବ୍ୟକ୍ତି, ମାତ୍ର ତାଙ୍କର ସନ୍ତାନମାନେ ଭଲ ନୁହନ୍ତି। ତ ଇସ୍ରାଏଲ ମାନେ ରାଜା ଦରକାର ବୋଲି କହିବା ନିମନ୍ତେ ଏମାନେ ଗୋଟିଏ କାରଣ ହୋଇଥାଇ ପାରନ୍ତି। ଆଉ ଇସ୍ରାଏଲ ମାନଙ୍କ ମଧ୍ୟରେ ଆଉ ଗୋଟେ ଇଣ୍ଟେନସନ୍ ଥିଲା। ତାହା କ'ଣ କହିଲେ, ଆଉ ମୋୟାବୀୟ ମାନଙ୍କର ରାଜା ଅଛନ୍ତି, ପଲିଷ୍ଟିୟ ମାନଙ୍କର ରାଜା ଅଛନ୍ତି,
ଆଉ ହାମୋନି ପଲଷ୍ଟିଆ ମାନଙ୍କର ରାଜା ଅଛନ୍ତି, ଏଦୋମିୟ ମାନଙ୍କର ରାଜା ଅଛନ୍ତି, ଆମମାନଙ୍କୁ ମଧ୍ୟ ଗୋଟେ ରାଜା ଦରକାର। ମାନେ ସକଳ ଦେଶୀୟ ମାନଙ୍କ ପରି ଆମମାନଙ୍କର ବିଚାର କରିବାକୁ ଆମ ଉପରେ ଗୋଟେ ରାଜା ଦରକାର ବୋଲି ଇସ୍ରାଏଲୀୟ ମାନେ ରାଜା ଦରକାର ବୋଲି ଦାବି କରିବେ। ରାଜା ଦରକାର ବୋଲି ଦାବି କରିବେ। ମାନେ ଏତେ କାଳ ଧରି ମିଶରରେ ଏମାନେ ଥିଲେ ଦାସତ୍ୱ ଅବସ୍ଥାରେ, କିଣାନ ଦେଶକୁ ଆଣିବା ପର୍ଯ୍ୟନ୍ତ ମିଶରରୁ ଏମାନଙ୍କୁ ସୁବ୍ ସାଗର ଅତିକ୍ରମ କରାଇଲେ। କେଉଁ ରାଜା ଏମାନଙ୍କୁ ସୁବ୍ ସାଗର ଅତିକ୍ରମ କରାଇଲେ? ମିଶର ଦେଶରେ ଫାରୋଙ୍କୁ ପରାଜିତ କଲେ। କେଉଁ ରାଜା ଫାରୋଙ୍କୁ ବଧ କଲେ ଏମାନଙ୍କର ଶତ୍ରୁକୁ? ମିଶରରୁ ଏମାନଙ୍କୁ ଆଣିଲା ପରେ ଇମୋରିୟର ଓଗ୍ ସିଓନ ରାଜାଙ୍କୁ କିଏ ଯୁଦ୍ଧରେ ହରାଇଲେ? କେଉଁ ରାଜା ଏମାନଙ୍କ ଉପରେ ଥିଲେ? ମିଶରରୁ କିଣାନ ଦେଶକୁ ଏମାନଙ୍କୁ ଅତିକ୍ରମ କରାଇଥିବା ସେ ରାଜା କିଏ? କେଉଁ ରାଜା ଏମାନଙ୍କ ଉପରେ ଥିଲେ? ତା ପାଶୁରି ଯାଏ ଈଶ୍ୱର ଏମାନଙ୍କ ଉପରେ ରାଜା ରୂପେ ଥିଲେ। ତା ଏମାନେ ପାଶୁରି ଯାଏ ଏମାନଙ୍କୁ ରାଜା ଦରକାର ବୋଲି ଏଠାରେ 8 ଅଧ୍ୟାୟରେ ଆଉ କହିବାରେ ଘଟିଲା। ସେତେବେଳେ ସାମୁଏଲ କହିବେ ଏମାନଙ୍କୁ, କେତେ ଉତ୍ତମ ରୂପେ ବୁଝାଇବେ ଲୋକମାନଙ୍କୁ। ଜଣେ ରାଜା ଯଦି ତୁମ ଉପରକୁ ଆସିବ, ତାହେଲେ ସେ ରାଜା ତୁମକୁ ତୁମର ପୁତ୍ରଗଣଙ୍କୁ ଆଉ କଷ୍ଟ ଦେବ। ତୁମକୁ ରାଜା କାହିଁକି? ରାଜା ରୂପେ ଈଶ୍ୱର ହିଁ ଅଛନ୍ତି। ଈଶ୍ୱରଙ୍କ ଉପରେ ଆଉଜି ପଡ଼, ଈଶ୍ୱରଙ୍କ ଉପରେ ନିର୍ଭର କର ବୋଲି କହିଲେ, ନାଇଁ ଆମକୁ ରାଜା ଦରକାର ବୋଲି କହିବେ। ଆଉ ସେଇ ପ୍ରକାରେ ଆଉ ଈଶ୍ୱର ମଧ୍ୟ ଏମାନଙ୍କର ମଧ୍ୟ ଗୋଟେ ରାଜା ନିଯୁକ୍ତ କରିବେ। ରାଜା ମାଗୁଛ ପରା, ରାଜାଙ୍କୁ ନିଯୁକ୍ତ କରିବେ। ଆଉ ସେଇ ରାଜା ହେଉଛନ୍ତି ସାଉଲ। ଆଉ ଦେଖନ୍ତୁ 9 ଅଧ୍ୟାୟ 2 ପଦ, ସାଉଲ ନାମର କିସ୍ର ଏକ ପୁତ୍ର ଥିଲେ, ସେ ସୁନ୍ଦର ଯୁବା ପୁରୁଷ। ଆଉ ସେ ରାଜା କିପରି ଥିଲେ କହିଲେ? ସାଉଲ ସୁନ୍ଦର ଯୁବା ପୁରୁଷ ଥିଲେ। ଆଉ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନଥିଲେ। ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଉର୍ଦ୍ଧ୍ୱକୁ ଉଚ୍ଚ ଥିଲେ। ଏଠାରେ ସାଉଲଙ୍କୁ ଦେଖିଲେ, ସାଉଲ ଦେଖିବାକୁ ଅତି ସୁନ୍ଦର, ଆହୁରି ହାଇଟ୍ ମଧ୍ୟ ଅଛନ୍ତି। ଆଜି ଅନେକ ସ୍ତ୍ରୀମାନେ କିପରି ଭ୍ରାନ୍ତରେ ପଡ଼ିଯାଉଛନ୍ତି କହିଲେ? ଏହିପରି ସୁନ୍ଦରତାକୁ ଦେଖି ଆଉ ବିବାହ ବିଷୟରେ ହାଇଟ୍କୁ ଦେଖି ଆଉ ଭ୍ରାନ୍ତରେ ପଡ଼ିଯାଉଛନ୍ତି, କ୍ୟାରେକ୍ଟର ଦେଖୁନାହାନ୍ତି। ସେଇ ପ୍ରକାର ଇସ୍ରାଏଲ ମାନେ ଆମକୁ ରାଜା ଦରକାର କହିବାରୁ ଏହିପରି ବ୍ୟକ୍ତିଙ୍କୁ ଆଉ ମନୋନୀତ କରିବାର ଘଟିଲା। ହେଲେ ସ୍ତ୍ରୀ ଲୋକମାନେ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ଚଏସ୍ କରି କ୍ୟାରେକ୍ଟର ନ ଦେଖି ଅନେକ ଲୋକ ଆଜି ପରେ ସେମାନଙ୍କର କ୍ୟାରେକ୍ଟର କ'ଣ ଜାଣି ଆତ୍ମହତ୍ୟା କରୁଛନ୍ତି, ମୃତ୍ୟୁବରଣ କରିଦେଉଛନ୍ତି। ହେଲେ ଏଠାରେ ସାଉଲଙ୍କ ବିଷୟରେ ଆଲୋଚନା କଲେ, ସାଉଲ ଜଣେ ଉତ୍ତମ ବ୍ୟକ୍ତି। ସାଉଲ ଆଗରେ ତାଙ୍କୁ ଦେଖିଲେ ତାଙ୍କର ଉତ୍ତମ ଗୁଣ ଥିଲା ତାଙ୍କଠାରେ କେତେକ। ଦେଖନ୍ତୁ ଏଠାରେ କିସ୍ ଆଉ ସାଉଲଙ୍କୁ ପଠାଇବେ, ବାପା ପୁଅଙ୍କୁ ପଠାଇବେ। କେତେକ ଗଧ ହଜିଯାଇଛି ଆମର, ସେ ଗଧ ସବୁ ଖୋଜିକି ଆଣ ବୋଲି। କେଉଁ ପୁଅ ହେଲେ ବି ଆଜି ଯିବ କି ଗଧମାନଙ୍କୁ ହଜିଯାଇଥିବା ଗଧକୁ ଆଣିବା ପାଇଁ? ମାତ୍ର ସାଉଲ ଯିବେ ଗଧମାନଙ୍କୁ ଖୋଜି ଆଣିବା ନିମନ୍ତେ। ଆଉ ସେହିପରି ଗଲାବେଳେ ଆଉ ତାଙ୍କ ସହିତ କେତେକ ଲୋକ ଯାଇଥିବେ। ସେମାନଙ୍କ ମଧ୍ୟରୁ ଜଣେ ସାଉଲଙ୍କୁ କହିବେ, ଆଉ ଏ ପାଖରେ ଜଣେ ପରମେଶ୍ୱରଙ୍କ ଲୋକ ଅଛନ୍ତି, ତାଙ୍କ ନିକଟକୁ ଗଲେ ସେ ଏମାନଙ୍କୁ କହିପାରନ୍ତି ଗଧମାନେ କେଉଁଠାରେ ଅଛନ୍ତି। ସେହି ସମୟରେ ଆଉ ସାଉଲ ସେତେବେଳେ ସେ ଯୁବାକୁ କହିବେ, ଆମେ ପରମେଶ୍ୱରଙ୍କ ଲୋକ ନିକଟକୁ, ଜଣେ ବଡ଼ ଲୋକ ନିକଟକୁ ଯିବା, ମାତ୍ର ଆମଠାରେ କିଛି ନାହିଁ ଧରିକି ଯିବା ପାଇଁ ବୋଲି କହିବେ। ମାନେ କେତେ ଉତ୍ତମ ଗୁଣ ଅଛି ଦେଖନ୍ତୁ ସାଉଲଙ୍କର। ବଡ଼ ଲୋକମାନଙ୍କ ନିକଟକୁ ଗଲେ କ'ଣ ନା ଗୋଟେ ବିଷୟ ଧରିକି ଯିବାର ଅଛି ବୋଲି ମନ ସାଉଲଙ୍କର ଅଛି। ଏ ପ୍ରକାର 9 ଅଧ୍ୟାୟରେ ଆମେ ଦେଖିଥାଉ। ତାପରେ ଆମେ 10 ଅଧ୍ୟାୟରେ ଆମେ ଦେଖିଲେ, ଆଉ 10 ଅଧ୍ୟାୟରେ ସାଉଲଙ୍କୁ ରାଜା ରୂପେ ଅଭିଷିକ୍ତ କରିବେ ଈଶ୍ୱର। 10 ଅଧ୍ୟାୟରେ ଆଉ ସାମୁଏଲ ତୈଳ ପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ, ତାଙ୍କୁ ଚୁମ୍ବନ କରି କହିଲେ, ସଦାପ୍ରଭୁ କି ଆପଣ ଅଧିକାର ଉପରେ ତୁମକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରିନାହାନ୍ତି? ସାମୁଏଲ ରାଜା ରୂପେ ସାଉଲଙ୍କୁ ଅଭିଷିକ୍ତ କରିବେ। ପ୍ରଥମ ରାଜା ହେଉଛି ସାଉଲ। ଏବେ ସାଉଲ ରାଜା ଅଧିକାରକୁ ଆସିଲେ। ସେହି ପ୍ରକାର 11 ଅଧ୍ୟାୟରେ ସାଉଲ ରାଜା ହେଲା ପରେ ଆଉ ଆମୋନୀୟମାନଙ୍କୁ ପରାଜିତ କରିବେ। ଆମୋନୀୟମାନଙ୍କ ଉପରେ ଯୁଦ୍ଧ କରି ସେମାନଙ୍କୁ ପରାଜିତ କରିବେ ସାଉଲ। ଆଉ ହିରୋ ଭାବରେ ଦେଖାଯିବେ ସାଉଲ। ତାପରେ 12 ଅଧ୍ୟାୟରେ ଦେଖିଲେ ଆଉ ସାମୁଏଲଙ୍କ ବିଷୟରେ ଲେଖା ଅଛି। 12 ଅଧ୍ୟାୟରେ ସାମୁଏଲଙ୍କ ବିଷୟରେ ଲେଖା ଅଛି। 12 ଅଧ୍ୟାୟ ପ୍ରଥମ ପଦ, ଦ୍ୱିତୀୟ ପଦ, ତୃତୀୟ ପଦ ଆମେ ପଢ଼ିପାରିଲେ। ଆଉ ସାମୁଏଲ, ଏବେ ଦେଖ ରାଜା ତୁମମାନଙ୍କ ସମ୍ମୁଖରେ ଗମନାଗମନ କରୁଅଛନ୍ତି, ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇଅଛି। ଆଉ ଦେଖ ମୋର ପୁତ୍ରମାନେ ତୁମମାନଙ୍କ ସଙ୍ଗରେ ଅଛନ୍ତି। ପୁଣି ମୁଁ ଯୌବନ କାଳାବଧି ଆଜି ପର୍ଯ୍ୟନ୍ତ
ତୁମମାନଙ୍କ ସମ୍ମୁଖରେ ଗମନାଗମନ କରିଅଛି। ଦେଖ ମୁଁ ଏଠାରେ ଅଛି ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ଅଭିଷିକ୍ତଙ୍କ ସମ୍ମୁଖରେ। ମୋର ବିରୋଧରେ ସାକ୍ଷ୍ୟ ଦିଅ। ମୁଁ କାହାର ଗୋରୁ ନେଇ ଅଛି ଅବା ମୁଁ କାହାର ଗଧ ନେଇ ଅଛି? ମୁଁ କାହାର ଅନ୍ୟାୟ କରିଅଛି? ମୁଁ କାହା ପ୍ରତି ଉପଦ୍ରବ କରିଅଛି? ମୁଁ ଆପଣା ଚକ୍ଷୁକୁ ଅନ୍ଧ କରିବା ପାଇଁ କାହାର ହସ୍ତରୁ ଲଞ୍ଚ ନେଇଅଛି? ମୁଁ ତୁମମାନଙ୍କୁ ତାହା ଫେରାଇ ଦେବି। ଏଠାରେ ସାମୁଏଲ ଗୋଟେ ବଡ଼ ଚ୍ୟାଲେଞ୍ଜ ପକାଇବେ। ତାହା କ'ଣ କହିଲେ? ଏଠାରେ ରାଜା ଅଛନ୍ତି, ରାଜା ସମ୍ମୁଖରେ ମୁଁ ଗୋଟେ ଯାଜକ ରୂପେ ଥିଲି, ବିଚାରକର୍ତ୍ତା ରୂପେ ଥିଲି, ଆଉ ଭବିଷ୍ୟତ ବକ୍ତା ରୂପେ ଥିଲି। ଏବେ ରାଜା ଅଛନ୍ତି, ରାଜା ସମ୍ମୁଖରେ ତୁମମାନେ କୁହ ଇସ୍ରାଏଲମାନଙ୍କୁ, ତୁମମାନେ କୁହ ମୁଁ କାହାର ତୁମମାନଙ୍କ ମଧ୍ୟରୁ କ'ଣ ନେଇଅଛି କି? ଗଧ ନେଇଅଛି କି? ଆଉ ତୁମମାନଙ୍କର କାହାର ହେଲେ ବି ମୁଁ ଅନ୍ୟାୟ କରିଅଛି କି? ମୁଁ କାହାର ଗଧ ନେଇଅଛି କି? ଗୋରୁ ନେଇଅଛି କି? ମୁଁ କାହାର ଲାଞ୍ଚ ନେଇଅଛି କି? କୁହ ବୋଲି ଗୋଟେ ବଡ଼ ଚ୍ୟାଲେଞ୍ଜ ହିଁ ପକାଇବାର ମାନେ ଦେଖୁ। ଏଇଟା ପ୍ରକୃତରେ ସାମୁଏଲ ତାଙ୍କର ଜୀବନ ଯଥାର୍ଥ, ସେ ଜଣେ ସରଳ ବ୍ୟକ୍ତି ରୂପେ ଏମାନଙ୍କୁ ଦେଖାଯାଆନ୍ତି। ମାତ୍ର ତା ମୁଣ୍ଡରୁ ଆସିଥିବା ତାଙ୍କର ପୁତ୍ରମାନେ ହିଁ ସେ ପ୍ରକାର କାର୍ଯ୍ୟ କଲେ। ଭକ୍ତି ରୂପେ ବାଇବେଲରେ ଅନେକ ପିତା ଦେଖାଯାଆନ୍ତି, ସେମାନେ ଭକ୍ତି ରୂପେ ବଞ୍ଚନ୍ତି, ମାତ୍ର ତାଙ୍କର ପୁତ୍ରମାନେ ଭକ୍ତିହୀନ ରୂପେ ବଞ୍ଚନ୍ତି। ଜଣେ ଗିଦିଓନଙ୍କୁ ଦେଖିଲେ ସେଇ ପ୍ରକାରେ, ଜଣେ ଏଲିଙ୍କୁ ଦେଖିଲୁ, ଜଣେ ସାମୁଏଲଙ୍କୁ ଦେଖିଲୁ, ତାପରେ ଜଣେ ଦାଉଦଙ୍କୁ ଆମେ ଦେଖିଲେ। ଦାଉଦ ଜଣେ ଉତ୍ତମ ବ୍ୟକ୍ତି, ମାତ୍ର ଦାଉଦଙ୍କ ଠାରୁ ଆସିଥିବା ଅବସାଲମ ସେ ଭଲ ନୁହନ୍ତି। ଏ ପ୍ରକାରେ ସାମୁଏଲଙ୍କର ଜୀବନ, ସାମୁଏଲଙ୍କର ଆଉ 12 ଅଧ୍ୟାୟରେ ସାମୁଏଲଙ୍କ ବିଷୟରେ ଏ ପ୍ରକାର ସାମୁଏଲ କହିବେ। ତାପରେ ଆମେ 13 ଅଧ୍ୟାୟରେ ଦେଖିଲେ ପଲେଷ୍ଟିୟମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଯିବେ। ଆଉ ସାଉଲ ପଲେଷ୍ଟିୟମାନଙ୍କ ପ୍ରଥମେ ଆମୋନୀୟ ରାଜା ହେବା ପରେ ସାଉଲ ଆମୋନୀୟମାନଙ୍କୁ ପରାଜିତ କରିବେ, ଜୟ କରିବେ। ତାପରେ ଏବେ ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ଯିବେ। ଏ ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗଲାବେଳେ ସାଉଲ ଗୋଟିଏ ଭୁଲ କଲେ। ତାହା କ'ଣ କହିଲେ? ଆଉ ସାମୁଏଲ ଯାଜକ ରୂପେ ସାମୁଏଲ ହୋମ ବଳି ଉତ୍ସର୍ଗ କରିବାର ଅଛି, ମାତ୍ର ଯାଜକ ରୂପେ ସାମୁଏଲଙ୍କର ଆସିବାର ବିଳମ୍ବ ହେବାରୁ ସାଉଲ ହିଁ ଆଉ ହୋମ ବଳି ଉତ୍ସର୍ଗ କଲେ। ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଗଲାବେଳେ ଆଉ ସେଇ ସମୟରେ ସାମୁଏଲ ହୋମ ବଳି ଉତ୍ସର୍ଗ କରିବାର ଅଛି ଯାଜକ ରୂପେ, ମାତ୍ର ସେଇ କାର୍ଯ୍ୟ ସାମୁଏଲଙ୍କ ବଦଳରେ ସାଉଲ କରିଦେଲେ ଗାବରା ହୋଇ। ଏହା ସେ ଭୁଲ କଲେ। ଭୁଲ କରିବାରୁ ସେତେବେଳେ ଆଉ 13 ଅଧ୍ୟାୟ 13 ପଦ 14 ପଦ ତହିଁରେ ସାମୁଏଲ ସାଉଲଙ୍କୁ କହିଲେ, ତୁମେ ମୂର୍ଖର କର୍ମ କରିଅଛ। ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ ଯେଉଁ ଆଜ୍ଞା ଦେଇଥିଲେ ତାହା ତୁମେ ପାଳନ କଲ ନାହିଁ। ଏଠାରେ ସାମୁଏଲ ସାଉଲଙ୍କୁ କହିବେ, କାହିଁକି ଏପରି କଲ? ମୁଁ କରିବାର କାମ ତୁମେ କାହିଁକି କର? ତୁମକୁ ଯେଉଁ କାର୍ଯ୍ୟ ଦିଆଯାଇଛି ସେଇ କାର୍ଯ୍ୟ କର ବୋଲି ଏଠାରେ କହିବେ। ତାପରେ 14 ପଦରେ, ମାତ୍ର ଏବେ ତୁମର ରାଜତ୍ୱ ସ୍ଥିର ହେବ ନାହିଁ। ସଦାପ୍ରଭୁ ନିଜର ମନର ମତ ଏକ ଜଣ ଆପଣା ପାଇଁ ଅନ୍ୱେଷଣ କରିଅଛନ୍ତି। ଏଠାରେ ଆମମାନଙ୍କୁ ଦାଉଦ ଜଣାପଡ଼ୁଛନ୍ତି। ଅଲରେଡ଼ି ଈଶ୍ୱର ଆଉ ଜଣଙ୍କୁ ସିଲେକ୍ଟ କରିସାରିଲେ। ଦାଉଦଙ୍କୁ ଈଶ୍ୱର ଅଲରେଡ଼ି ସିଲେକ୍ଟ କଲା ପରି ଆମେ ଦେଖିଥାଉ। ଏଥିରେ ସେମାନେ ପଲେଷ୍ଟିୟମାନଙ୍କ ଉପରକୁ ଯିବେ। ଆଉ 14 ଅଧ୍ୟାୟରେ ଆମେ ଦେଖିଲେ ଆଉ ଜୟ କରିବେ, ସାଉଲ ଜୟ କରିବେ, ମାତ୍ର ଏଠାରେ ଜୟ ସାଉଲଙ୍କର ନୁହେଁ, ସାଉଲଙ୍କର ପୁତ୍ର ଜୋନାଥନ ହିଁ ପଲେଷ୍ଟିୟମାନଙ୍କ ଉପରେ ଯୁଦ୍ଧକୁ ଯାଇ ଜୋନାଥନଙ୍କ ଦ୍ୱାରା ସଫଳତା ଆସିବ। ତାପରେ 15 ଅଧ୍ୟାୟରେ ଆମେ ଦେଖିଲେ ଆଉ 15 ଅଧ୍ୟାୟରେ ଏଠାରେ ଅମାଲେକ୍ୟ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବେ। ସାଉଲ ଅମାଲେକ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବେ। ଏଠାରେ ମଧ୍ୟ ସାଉଲଙ୍କୁ ଗୋଟେ ବିଷୟ କୁହାଯିବ, ଅମାଲେକ୍ୟମାନଙ୍କ ସହିତ ଯୁଦ୍ଧ କଲାବେଳେ ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବର୍ଜିତ ରୂପେ ବିନାଶ କରିବ, ସେମାନଙ୍କର କୌଣସି ବିଷୟ ଆଣିବ ନାହିଁ ବୋଲି କହିଲେ। ଆଉ ସାଉଲ ଯାଇ ଉତ୍ତମ ଗୋରୁ, ଉତ୍ତମ ମେଷ ଆଉ ହୃଷ୍ଟପୁଷ୍ଟ ବାଛୁରୀ, ଏହି ସମସ୍ତ ଯାବତୀୟ ଉତ୍ତମ ବସ୍ତୁ ଆଣିବେ। ବର୍ଜିତ ରୂପେ ବିନାଶ କର ବୋଲି ଈଶ୍ୱର କହିଲେ, ସେ ଆଣିବେ। ଆଣିଲେ ସାଉଲଙ୍କୁ ଜାଣିବେ, ସାମୁଏଲ ଜାଣିବେ। ସାମୁଏଲ ଆସି ସାଉଲଙ୍କୁ ପଚାରିବେ, ଏହିପରି କାର୍ଯ୍ୟ କାହିଁକି କଲ? ପ୍ରଥମେ ତୁମେ ଗୋଟେ ଭୁଲ କଲ, ମୁଁ କରିବା କାର୍ଯ୍ୟ ତୁମେ କଲ। ଆଉ ଥରେ ଏଠାରେ ଈଶ୍ୱରଙ୍କ କଥା ନ ଶୁଣି ଆଉ ସେଠାରେ ବର୍ଜିତ ରୂପେ ବିନାଶ ନ କରି ଏଇସବୁ ବିଷୟ କାହିଁକି ଆଣିଲ? ଉତ୍ତମ ବିଷୟ କହିଲେ ସାଉଲ କହିବେ, ଆଉ ମୁଁ ଏଇସବୁ ବିଷୟ ମୋ ପାଇଁ ଆଣିନି, ଈଶ୍ୱରଙ୍କ ପାଇଁ ଆଣିଅଛି। ଈଶ୍ୱରଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ଏସବୁ ବିଷୟ ଆଣିଅଛି ବୋଲି କହିଲେ। ସେତେବେଳେ 15 ଅଧ୍ୟାୟ 22 ପଦରେ କୁହାଯାଇଥିବା ବିଷୟ ହିଁ 22 ପଦ 23 ପଦରେ ଆଉ ଈଶ୍ୱର ବଳି ନୈବେଦ୍ୟ ଉତ୍ସର୍ଗ କରିବ, ସେଥିରେ ଈଶ୍ୱର ସନ୍ତୁଷ୍ଟ ନୁହନ୍ତି। ଈଶ୍ୱରଙ୍କର କଥା ଶୁଣିଲେ ଈଶ୍ୱର ସନ୍ତୁଷ୍ଟ, ଈଶ୍ୱରଙ୍କ ରବରେ ମନୋଯୋଗୀ ହେଲେ
ଈଶ୍ୱର ରବର ମନୋଯୋଗୀ ହେବା ଉତ୍ତମ ବୋଲି କହିବେ। ବଳି ନୈବେଦ୍ୟ ଉତ୍ସର୍ଗ କରିବା ଅପେକ୍ଷା ଈଶ୍ୱରଙ୍କର କଥା ଶୁଣିବା ଉତ୍ତମ ବୋଲି କହିବେ। ତାପରେ ଈଶ୍ୱର ମଧ୍ୟ ଦୁଃଖ କରିବେ ସାଉଲଙ୍କର ଏହି ପ୍ରକାର କାର୍ଯ୍ୟକୁ ଧରି, କାହିଁକି ୟାକୁ ରାଜା ରୂପେ ମନୋନୀତ କଲି ବୋଲି। ତାପରେ ସାଉଲଙ୍କୁ ଆଉ କାଢ଼ିଦେବେ। ଏଥର ଦାଉଦଙ୍କୁ ରାଜା ରୂପେ ନିଯୁକ୍ତ କରିବେ। ତାପରେ 28 ପଦ ଦେଖନ୍ତୁ, 15 ଅଧ୍ୟାୟ 28 ପଦ 29 ପଦ ଆମେ ଦେଖିଲେ, ଏଣୁ ସାମୁଏଲ ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତୁମଠାରୁ ଇସ୍ରାଏଲର ରାଜତ୍ୱ ଟାଣି ନେଇ ଚିରିଲେ, ତୁମଠାରୁ ଉତ୍ତମ ତୁମର ଏକ ପ୍ରତିବାସୀକି ତାହା ଦେଲେ, ତୁମଠାରୁ ଉତ୍ତମ ତୁମର ପ୍ରତିବାସୀ ଦାଉଦଙ୍କୁ ତାହା ଦେବେ। ଆହୁରି ଇସ୍ରାଏଲର ବିଶ୍ୱାସ ଭୂମି ମିଥ୍ୟା କହିବେ ନାହିଁ କି ମତ ପରିବର୍ତ୍ତନ କରିବେ ନାହିଁ, କାରଣ ସେ ମନୁଷ୍ୟ ନୁହନ୍ତି ଯେ ସେ ଦ୍ୱିମତ ହେବେ। ମନୁଷ୍ୟ ହେଲେ ଦୁଇଟି କଥା କହିବ, ଈଶ୍ୱର ଦୁଇଟି କଥା କହିବେ ନାହିଁ। ତୁମର ସେଇ ସ୍ଥାନରେ ଆଉ ସାଉଲଙ୍କ ସ୍ଥାନରେ ଦାଉଦଙ୍କୁ ସେ ନିଯୁକ୍ତ କରିବାକୁ ଯାଉଛନ୍ତି ବୋଲି ଏଠାରେ କହିବେ। ଆଉ 16 ଅଧ୍ୟାୟରେ ଆମେ ଦେଖିଲେ, ଆଉ ବାଇବେଲର ପୁରାତନ ନିୟମର ହିରୋ ଦାଉଦ ଆମମାନଙ୍କୁ ଦେଖାଯାଉଥିଲେ। ଦାଉଦ ଏଥର ରାଜା ରୂପେ, ଆଉ 42 ଜଣ ରାଜା ଥିଲେ, ଆଉ ସେମାନଙ୍କ ମଧ୍ୟରେ ଟପ୍ ଦାଉଦ ଆମମାନଙ୍କୁ ଦେଖାଯାଉଛନ୍ତି। ଦାଉଦଙ୍କର ଚରିତ୍ର, ଦାଉଦ ଜଣେ ଉତ୍ତମ ରାଜା ରୂପେ ଆମମାନଙ୍କୁ ଏହି ସ୍ଥାନରେ ଦେଖାଯିବେ। ଆଉ ଏଇ 16 ଅଧ୍ୟାୟରେ ସାମୁଏଲ ଦୁଃଖ କରୁଥିବେ, ସାଉଲ କାହିଁକି ଏପରି କଲେ, ଆଉ ଏ ପ୍ରକାର କଲେ। ଆଉ ଈଶ୍ୱର ତାହାଙ୍କୁ କହିବେ, ତୁମେ କାହିଁକି ଦୁଃଖ କରୁଛ, ତୁମେ ଯାଅ ବେତଲିହମକୁ ଯାଅ, ସେଠାରେ ଯିଶୁର ପୁତ୍ର ଅଛି, ଯିଶୁର ପୁତ୍ରମାନଙ୍କର ଜଣେ ପୁତ୍ର ହେଉଛି ରାଜା ରୂପେ ହେବ, ଆମେ କରିବା ତାଙ୍କୁ ରାଜା ରୂପେ, ତୁମେ ଯାଅ ବୋଲି କହିବାରୁ ଆଉ ସାମୁଏଲ ବେତଲିହମକୁ ଯିବେ। ବେତଲିହମକୁ ଯାଇ ଯିଶୁର ଗୃହକୁ ଯିବେ। ଯିଶୁର ଗୃହକୁ ଯିବା ମାତ୍ରକେ ଯିଶୁ ଆପଣା ସନ୍ତାନମାନଙ୍କ ମଧ୍ୟରୁ ଇଲିଆବଙ୍କୁ ତାଙ୍କୁ ପ୍ରଥମେ ଦେଖାଇବେ। ଇଲିଆବ ଦେଖିବା କିପରି କହିଲେ, ଇଲିଆବ ପ୍ରତି ଦୃଷ୍ଟି କରିଲେ ସଦାପ୍ରଭୁଙ୍କ ଆଗରେ, ମାତ୍ର ସଦାପ୍ରଭୁ ସାମୁଏଲଙ୍କୁ କହିଲେ, ଏହାର ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର। ଇଲିଆବ ଦେଖିବା ପାଇଁ ହାଇଟ୍ ହେଇକି ସୁନ୍ଦର ହେଇକି ଥିବେ, ଆର ରୂପ ଦେଖ ନାହିଁ। ଥରେ ଆମେ ସେଇ ପ୍ରକାର ଦେଖି ସାଉଲଙ୍କ ବିଷୟରେ ମାନେ ଭୁଲ କଲେ, ଏଥର ଆଉ ସେଇ ପ୍ରକାର କର ନାହିଁ ବୋଲି ସାମୁଏଲଙ୍କୁ କହିବେ। ସାମୁଏଲ ଭାବେ ଇଲିଆବ ହିଁ ରାଜା ବୋଧେ, ମାତ୍ର ସେଇ ପ୍ରକାର କର ନା। ମନୁଷ୍ୟମାନେ ବାହ୍ୟ ରୂପକୁ ଦେଖିବେ, ମାତ୍ର ଈଶ୍ୱର ମନୁଷ୍ୟର ବାହ୍ୟ ରୂପକୁ ଦେଖନ୍ତି ନାହିଁ, ଅନ୍ତଃକରଣକୁ ଦେଖନ୍ତି ବୋଲି କହିବେ। ତାପରେ ଯିଶି ତାଙ୍କର ଦ୍ୱିତୀୟ ପୁତ୍ର ଡାକିବେ, ଯିଶି ଅଭିନାଦାବକୁ ଦେଖାଇବେ, ତାପରେ ସମକୁ ଦେଖାଇବେ, ନା ନା ଏମାନେ ନୁହନ୍ତି। ଆଉ କୌଣସି ପୁତ୍ର ତୁମର ଅଛନ୍ତି କି, ସାମୁଏଲ ପଚାରିବେ ଯିଶିକୁ। ସେତେବେଳେ ଯିଶି କହିବେ, କନିଷ୍ଠ ଅଛି, ସେ ମେଷପୋଲ ଚରାଉଛି ବୋଲି କହିବେ। ଆଉ ସେଇ ସମୟରେ ଆଉ ସାମୁଏଲ କହିବେ, ତାହାଙ୍କୁ ଲୋକ ପଠାଇ ତାହାଙ୍କୁ ଆଣ କରାଅ। ସେତେବେଳେ ଦାଉଦ ଆସିବେ, ଦାଉଦଙ୍କୁ ଦେଖିବେ ସାମୁଏଲ, ଆଉ ସେ ଈଷତ୍ ରକ୍ତବର୍ଣ୍ଣ ସୁନୟନ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, ଉଠ ଏହାକୁ ଅଭିଷେକ କର, ଏଇ ସେଇ ଲୋକ ବୋଲି କହିବେ। ସେତେବେଳେ ଦାଉଦଙ୍କୁ ସାମୁଏଲ ରାଜା ରୂପେ ଅଭିଷିକ୍ତ କରିବାର ଆମେ 16 ଅଧ୍ୟାୟରେ ଦେଖିଥାଉ। ଏଥର ରାଜା ହେଉଛନ୍ତି, ଆଉ 16 ଅଧ୍ୟାୟରେ ଦାଉଦ ରାଜା ରୂପେ ଅଭିଷିକ୍ତ ହେଲେ। ଦାଉଦ ମେଷପୋଲ ଚରାଉତା, ଦାଉଦଙ୍କର କେତେ ଟ୍ୟାଲେଣ୍ଟ ଅଛି ଦେଖନ୍ତୁ। ଦାଉଦ ମେଷପୋଲ ଚରାଉଥିଲେ, ଦାଉଦ ସିତାରା ବୀଣା ବଜାଉଥିଲେ, ଦାଉଦ ରାଜା ରୂପେ ନିଯୁକ୍ତ ହେଲେ। ଆଉ ଏଇ 16 ଅଧ୍ୟାୟରେ ଦାଉଦ ରାଜା ହେଲେ। ତାପରେ ଆଉ ଏଇ 16 ଅଧ୍ୟାୟରେ ହିଁ ସାମୁଏଲଙ୍କୁ ମନ୍ଦ ଆତ୍ମା ଲାଗିଲେ, ସେଇ ମନ୍ଦ ଆତ୍ମାକୁ ଛଡ଼ାଇବା ନିମନ୍ତେ ଦାଉଦ ହିଁ ବୀଣା ବଜାଇଲେ, ଆଉ ସେ ମନ୍ଦ ଆତ୍ମା ତାଙ୍କୁ ଛାଡ଼ି ଚାଲିଯିବାର। ତେଣୁ ସାଉଲ କହିବେ, ଏଥର ମୋ ନିକଟରେ ରୁହ, ତୁମେ ମନ୍ଦ ଆତ୍ମା ମୋ ଠାରେ ଆସିଲା ବେଳେ ତୁମେ ବୀଣା ବଜାଇଲେ ସେ ଚାଲି ଯାଉଥିବ, ଏ ପ୍ରକାର କହିବେ। ତାପରେ 17 ଅଧ୍ୟାୟରେ ଆମେ ଦେଖିଲେ, ଆଉ ଯୁଦ୍ଧ, ଦାଉଦ ଓ ଗୋଲିଆଦ ମଧ୍ୟରେ ଯୁଦ୍ଧ। 17 ଅଧ୍ୟାୟରେ ଆମେ ଦେଖିଲେ, ଗୋଲିଆଦ ନାମକ ଜଣେ ବ୍ୟକ୍ତି ପଲେଷ୍ଟିୟମାନଙ୍କ ମଧ୍ୟରୁ, ପଲେଷ୍ଟିୟମାନେ ଅନେକ ଲୋକ ଥିବେ, ମାତ୍ର ଗୋଲିଆଦ ସେ ହେଉଛି ଜଣେ, ସେ ସମସ୍ତଙ୍କ ଠାରୁ ଅଧିକ ବଳବାନ ଓ ଯୋଦ୍ଧା। ସେଥିପାଇଁ ସେ କହିବେ, ପଲେଷ୍ଟିୟମାନଙ୍କ ମଧ୍ୟରୁ ମୁଁ ଜଣେ ଆସୁଛି, ଇସ୍ରାଏଲମାନଙ୍କ ମଧ୍ୟରେ ତୁମେ ଆସ, ଆମେ ଯୁଦ୍ଧ କରିବା, ଏହି ପ୍ରକାର କହୁଥିବ। 40 ଦିନ ପର୍ଯ୍ୟନ୍ତ ଏହି ପ୍ରକାର ଡାକୁଥିବ, ହେଲେ ଇସ୍ରାଏଲ ମାନେ ଭୟ କରୁଥିବେ। ଶେଷରେ ସାଉଲ ରାଜା ମଧ୍ୟ ଆଉ ସେ ଗୋଲିଆଦକୁ, ପଲେଷ୍ଟିୟ ଗୋଲିଆଦକୁ ଦେଖି ଭୟ କଲେ, ସାଉଲ ମଧ୍ୟ ଯିବେ ନାହିଁ। ଇସ୍ରାଏଲ ମାନେ ମଧ୍ୟ ତାଙ୍କୁ ଦେଖି ଭୟ କରୁଥିବେ। ଏହି ପ୍ରକାର ସମୟରେ ଗୋଟିଏ ଦିନ ଯିଶି ଆପଣା ପୁତ୍ର ଦାଉଦଙ୍କୁ ଡାକି କହିବେ, ତୁମର ଭାଇମାନେ ଯୁଦ୍ଧରେ ଅଛନ୍ତି, ସେମାନଙ୍କ ପାଇଁ ଏଇ ସବୁ ବିଷୟ ଧରିକି ଯାଅ, ଆଉ ସେଠାରେ ସେମାନଙ୍କର କୁଶଳ ବାର୍ତ୍ତା ପଚାର ବୋଲି କହିବେ। ସେତେବେଳେ ଦାଉଦ ଯିବେ, ସେଇ ସମସ୍ତ ବିଷୟ ଧରି ଗଲାବେଳେ ଆଉ ପଲେଷ୍ଟିୟ ଅସୁନ୍ନତ ପଲେଷ୍ଟିୟ ଏହି ପ୍ରକାର ଆଉ ଥରେ ଚ୍ୟାଲେଞ୍ଜ ପକାଇଲା ବେଳେ ଦାଉଦ ଶୁଣିବେ, ତୁମାନଙ୍କ ମଧ୍ୟରୁ କେହି ଆସ ବୋଲି ଡାକୁଥିବେ ପଲେଷ୍ଟିୟ। ସେତେବେଳେ
ଦାଉଦ ଶୁଣିବେ। ଦାଉଦ ଶୁଣି ଜଣେ ବ୍ୟକ୍ତିକୁ ପଚାରିବେ ଆଉ ଏ ପଲେଷ୍ଠୀୟ ଗଲିଆଦକୁ ବଧ କଲେ କ'ଣ ଉପହାର ମିଳିବ କହି ଜଣେ ବ୍ୟକ୍ତିଙ୍କୁ ପଚାରିବେ। ସେଇ ବ୍ୟକ୍ତିର ଆଉ ଜଣେ ବ୍ୟକ୍ତି ପଚାରିବେ। ଏହି ପ୍ରକାରେ ତାଙ୍କ ଭାଇ ପାଖକୁ ପହଞ୍ଚିଯିବ ଖବର, ଦାଉଦଙ୍କର ଭାଇ ଇଲିଆବ ପାଖକୁ। ଇଲିଆବ ଆସିବେ, ଇଲିଆବ ରାଗିବେ ଦାଉଦଙ୍କ ଉପରେ। ତାପରେ ଇଲିଆବଙ୍କ ଠାରୁ ସାଉଲଙ୍କ ନିକଟରେ ପହଞ୍ଚିଯିବ ସେଇ ଖବର, ଦାଉଦ ଗୋଲିଆଦକୁ ବଧ କରିବା ପାଇଁ ଯାଉଛନ୍ତି। ସାଉଲ ଦାଉଦଙ୍କୁ ପଚାରିବେ, କିପରି ତୁମେ ବଧ କରିପାରିବ ନାହିଁ ବୋଲି କହିଲେ ଦାଉଦ କହିବେ, ଆଉ ମୁଁ ଯେତେବେଳେ ମେଷପଲ ଚରାଉଥାଏ ଆଉ ସେଇ ସମୟରେ କୌଣସି ସିଂହ ଭାଲୁ ଆସିଲେ ମୋର ମେଷପଲକୁ ନେବା ପାଇଁ, ମେଷପଲ ମଧ୍ୟରୁ ଗୋଟିଏ ଛୁଆକୁ ନେବା ପାଇଁ ଆସିଲେ ମୁଁ ସେମାନଙ୍କ ସହିତ ଯୁଦ୍ଧ କରି ଆଉ ମୋର ମେଷ ଛୁଆକୁ ମୁଁ ଉଦ୍ଧାର କରେ ବୋଲି କହେ। ଆଉ ସେମାନଙ୍କ ପରି ଏ ମଧ୍ୟ ଗଲିଆଦ ଜଣେ, ସେଇ ଗୋଟେ ସିଂହ ଭାଲୁ ପରି ୟା ସହିତ ମୁଁ କି ଲାଗିପାରିବି ନାହିଁ କହିବେ। କାରଣ ଦାଉଦଙ୍କର ନିଜ ଉପରେ ଭରସା ଅପେକ୍ଷା, ନିଜ ଉପରେ ବିଶ୍ୱାସ ଅପେକ୍ଷା ଈଶ୍ୱରଙ୍କ ଉପରେ ତାଙ୍କର ବିଶ୍ୱାସ ସେତେ ଅଧିକ ରୂପେ ଥିଲା। ଈଶ୍ୱର ଯେତେବେଳେ ସିଂହକୁ ଆଉ ଭାଲୁକୁ ମୁଁ ଯୁଦ୍ଧ କଲାବେଳେ ମୋ ସହିତ ଥିଲେ, ଆଉ ମେଷ ଛୁଆକୁ ରକ୍ଷା କରିପାରିଥିଲି, ଆଉ ଏଇ ଅସୁନ୍ନତ ପଲେଷ୍ଠୀୟ ସେମାନଙ୍କ ସଦୃଶ୍ୟ, ଗୋଟେ ସିଂହ ସଦୃଶ୍ୟ, ଗୋଟେ ଭାଲୁ ସଦୃଶ୍ୟ, ୟାକୁ ମଧ୍ୟ ମୁଁ ବଧ କରିପାରିବି ବୋଲି କହିବେ। ତାପରେ ଯିବେ ଦାଉଦ 17 ଅଧ୍ୟାୟରେ ଯୁଦ୍ଧ ଦାଉଦ ଗୋଲିଆଦ ମଧ୍ୟରେ। ଗୋଲିଆଦ ଦେଖିବେ ଦାଉଦଙ୍କୁ, ତୁ ଗୋଟେ ବାଡ଼ି ଧରିକି ଆସୁଛୁ କ'ଣ, ମୁଁ କ'ଣ କୁକୁର କି ବୋଲି କହିବେ। କୁକୁର କି ତୁ ଗୁଡ଼ାଇଲେ ମୁଁ ଚାଲିଯିବି, ବାଡ଼ି ଧରିକି କ'ଣ ଆସୁଛୁ। ସେ ଗୋଲିଆଦ ମାତ୍ର ହାତରେ ବର୍ଚ୍ଛା ଆଉ ମୁଣ୍ଡରେ ସବୁ ପରିଧାନ କରିଥିବ, ଯୁଦ୍ଧାସ୍ତ୍ର ସବୁ। ମାତ୍ର ଦାଉଦ ଗୋଟେ ଜଷ୍ଟି ଆଉ ଖାନ୍ଧରେ ଗୋଟେ ଝୁଲି, ସେ ଝୁଲିରେ 5ଟି ପଥର, ଏଇ ବିଷୟ ଧରିକି ଯିବେ। ତାପରେ ସେ ସମସ୍ତ ବିଷୟ ଧରିକି ଆସୁଥିବ, ମାତ୍ର ଦାଉଦ କହିବେ ମୁଁ ମୋ ଈଶ୍ୱରଙ୍କ ନାମରେ ଆସୁଅଛି ବୋଲି କହିବେ। ଈଶ୍ୱରଙ୍କ ନାମରେ ମୁଁ ଆସୁଛି ଯୁଦ୍ଧ କରିବାକୁ କହିବେ। ସେ ପ୍ରକାର ଦାଉଦ ଗୋଟିଏ ପଥର ଧରି ତାର ସମାନ କେଉଁ ସ୍ଥାନରେ ମାରିବାର ଅଛି ତା ମୁଣ୍ଡକୁ ମାରିଲେ ଆଉ ସେ ପଥର ମାରିବାରେ ସେ ତଳେ ପଡ଼ିଯିବେ। ତାପରେ ଦାଉଦ ଶୀଘ୍ର ଯାଇ ତା ଖାପରୁ ଖड्ग କାଢ଼ି ତାକୁ ବଧ କରିବେ ଆଉ ତାର ଶରୀରକୁ ଆକାଶର ପକ୍ଷୀମାନଙ୍କୁ ଦେଇଦେବେ। ଏହି ପ୍ରକାରେ ଦାଉଦ ଆଉ ଗୋଲିଆଦ ଉପରେ ଜୟ କରିବେ। ସେତେବେଳେ ଇସ୍ରାଏଲ ସ୍ତ୍ରୀମାନେ, ଇସ୍ରାଏଲର ଅନେକ ଲୋକ ଆଉ ଦାଉଦଙ୍କ ବିଷୟରେ ଗୋଟେ ଗୀତ ଗାନ କରିବେ। ତାହା କ'ଣ କଲେ, ଆଉ ସାଉଲ ସହସ୍ର ବଧ କଲେ, ସାଉଲ ବଧ କଲେ ସହସ୍ର, ଆଉ ଦାଉଦ ବଧ କଲେ ଅୟୁତ, ଏ ପ୍ରକାର ଗୀତ ଗାନ କରିବେ। ଏବେ ଏକା ଦେଖନ୍ତୁ 18 ଅଧ୍ୟାୟ ମାନେ ଦେଖିଲା ବେଳକୁ ଆଉ ସାଉଲଙ୍କୁ ସମସ୍ତେ ପ୍ରଶଂସା କରିବେ 17 ଅଧ୍ୟାୟରେ। ଆଉ ନୂତନ ନିୟମରେ ଗୋଟେ ବାକ୍ୟ ଅଛି, ତୁମମାନଙ୍କୁ ଯଦି ପ୍ରଶଂସା ଆସେ ଲୋକମାନଙ୍କ ଦ୍ୱାରା ତାହେଲେ କ୍ଲେଶ, ଦୁଃଖ ଆସିବ। ଲୋକମାନେ ଯଦି ତୁମକୁ ପ୍ରଶଂସା କରୁଛନ୍ତି ତାହେଲେ ତୁମକୁ ଦୁଃଖ ଆସିବ। ସେ ପ୍ରକାର ଦାଉଦଙ୍କୁ ସମସ୍ତେ ପ୍ରଶଂସା କଲେ। ତାପରେ ଦାଉଦଙ୍କ ଜୀବନରେ ଦୁଃଖ ଆସିଲା 18 ଅଧ୍ୟାୟରେ। କିପରି ତାହା ମାନେ ସାଉଲ ଏ ସମସ୍ତ ବିଷୟ ଦେଖି ମନରେ ଈର୍ଷା କଲେ ଦାଉଦଙ୍କ ପ୍ରତି, ଆଉ ଦାଉଦଙ୍କୁ 2 ଥର ବଧ କରିବା ପାଇଁ ମଧ୍ୟ ଚେଷ୍ଟା କଲେ। ତାପରେ ଦାଉଦଙ୍କୁ ଆଉ କେଉଁ ପ୍ରକାର ହେଲେ ବଧ କରିବାର ଅଛି କହି ଆପଣା ସୈନ୍ୟମାନଙ୍କ ମଧ୍ୟରେ ପ୍ରଥମେ ରଖିଲେ ତାଙ୍କୁ। ପ୍ରଥମେ ସୈନ୍ୟ ରୂପେ ଉତ୍ତମ ପୋଷ୍ଟ ଦେଲେ ତାଙ୍କୁ। ପ୍ରଥମେ ସୈନ୍ୟ ରୂପେ ଥିଲେ, ଯେ ପ୍ରକାର ହେଲେ ୟାକୁ ମାରିବେ, ଇଏ ମରିଯିବ ବୋଲି ତାକୁ ସୈନ୍ୟ ପଦବୀ ରଖିଲେ। ତଥାପି ଦାଉଦଙ୍କର କୌଣସି କ୍ଷତି ଘଟିବ ନାହିଁ। ତାପରେ ଏହି ପ୍ରକାର ଆମେ 19 ଅଧ୍ୟାୟ ଦେଖିଲେ, ଆଉ ଦାଉଦ 18 ଅଧ୍ୟାୟ ଆମେ ଦେଖିଲେ, ଆଉ ସାଉଲ ଦାଉଦଙ୍କୁ ବଧ କରିବା ପାଇଁ ଚେଷ୍ଟା କରିବେ। ମାତ୍ର 14 ପଦ 15 ପଦ ଦେଖନ୍ତୁ, ସାମୁଏଲ ପ୍ରଥମ ପୁସ୍ତକ 18 ଅଧ୍ୟାୟ 14 ପଦ 15 ପଦ। ଆଉ ଦାଉଦ ଆପଣାର ସବୁ କଥାରେ ବୁଦ୍ଧିମାନ ହେଲେ, ସଦାପ୍ରଭୁ ତାଙ୍କ ସଙ୍ଗରେ ହେଲେ। ପୁଣି ଯେତେବେଳେ ସାଉଲ ତାଙ୍କୁ ଅତି ବୁଦ୍ଧିମାନ ଦେଖିଲେ, ସେ ତାଙ୍କ ବିଷୟରେ ଭୀତ ହେଲେ। ସଦାପ୍ରଭୁ ତାଙ୍କ ସାଙ୍ଗରେ ହେଲେ ମାନେ ଏଠାରେ ଗୋଟିଏ ପଟେ ସାଉଲ ତାଙ୍କୁ ଈର୍ଷା କରୁଛନ୍ତି, ମାରିବା ପାଇଁ ଚେଷ୍ଟା କରୁଛନ୍ତି, ଅନ୍ୟ ପାର୍ଶ୍ୱରେ ଦାଉଦ ଭକ୍ତିରେ ବୃଦ୍ଧି ପାଉଛନ୍ତି। ଏହା ଦେଖି ସାଉଲ ଭୟ କଲେ। ମାନେ ଏଠାରେ ଗୋଟେ ବିଷୟ ମାନେ ଜାଣିବାର ଅଛି, ଆମମାନଙ୍କର ଶତ୍ରୁ ଆମମାନଙ୍କୁ ଦେଖି ଭୟ କରିବାକୁ ହେଲେ ଆମମାନେ ଭକ୍ତିରେ ବଢ଼ିବାର ଅଛି। ଆମମାନେ ଭକ୍ତିରେ ବଢ଼ିଲେ ଆମମାନଙ୍କର ଶତ୍ରୁ ଭୟ କରିବ, ଏ ବିଷୟଟା ଆମକୁ ଜଣାପଡ଼ୁଛି। ତାପରେ ସାଉଲ ଆପଣା କନ୍ୟା ମିଖଲଙ୍କୁ ଦାଉଦଙ୍କୁ ଦେବେ, ବିବାହ କରାଇବେ। କାହିଁକି ବିବାହ କରାଇବେ କହିଲେ, ଆଉ ତାଙ୍କର ନାତି ନାତୁଣୀମାନଙ୍କୁ ଦେଖିବା ପାଇଁ, ଖୁସିରେ ଜୀବନ କାଟିବା ପାଇଁ ନୁହେଁ। ଦାଉଦଙ୍କୁ ଫାନ୍ଦ ସ୍ୱରୂପେ ମିଖଲଙ୍କୁ ଦେବେ। ତାପରେ ଦାଉଦ ଏହା ଜାଣି
ଆଉ ଦାଉଦ ସାଉଲଙ୍କ ଠାରୁ ଦୂରକୁ ପଳାୟନ କରିବେ, ଦୂରକୁ ଚାଲିଯିବେ। 19 ଅଧ୍ୟାୟରେ ଆମେ ଦେଖିଲେ ଏହି ପ୍ରକାର ଦୌଡ଼ି ଦୌଡ଼ି 20 ଅଧ୍ୟାୟରେ ଆମେ ଦେଖିଲେ ଆଉ ଦାଉଦଙ୍କୁ ଜୋନାଥନ ସାହାଯ୍ୟ କରିବେ। ଜୋନାଥନଙ୍କ ତ୍ୟାଗ ଆମମାନଙ୍କୁ 20 ଅଧ୍ୟାୟରେ ଆମମାନଙ୍କୁ ଦେଖାଯାଏ। 20 ଅଧ୍ୟାୟରେ ଜୋନାଥନ ତ୍ୟାଗ ଦେଖାଯିବାରୁ ସାଉଲ ଜୋନାଥନଙ୍କୁ କେଉଁ ପ୍ରକାର କଥା କହିବେ ଆମେ ଏଠାରେ ଦେଖିଥାଉ। 20 ଅଧ୍ୟାୟ 30 ପଦରୁ 33 ପଦ ପର୍ଯ୍ୟନ୍ତ। ଆରେ ତୁମେ ଦାଉଦଙ୍କୁ କାହିଁକି ସାହାଯ୍ୟ କରୁଛ? ତୁମେ ମୋତେ ଜନ୍ମ ହେଲ, ଆମର ବଂଶ ରାଜା ହେବାର ଅଛି, ଦାଉଦ କାହିଁକି ରାଜା ହେବ କହିଲେ ଜୋନାଥନ କହିବେ ତମର ଉତ୍ତାରେ ସାଉଲଙ୍କ ଉତ୍ତାରେ ଦାଉଦ ହିଁ ରାଜା ହେବାର ଅଛି, ମୁଁ ତାହାଙ୍କୁ ସାହାଯ୍ୟ କରିବି ବୋଲି ଜୋନାଥନ କରିବାର ଜୋନାଥନଙ୍କର ତ୍ୟାଗ ଆମମାନଙ୍କୁ ଆଉ 20 ଅଧ୍ୟାୟରେ ଦେଖାଯାଇଥାଏ। ତାପରେ ଦାଉଦ ସେଠାରୁ ଯାଇ ଆଉ ନୋବ ନାମକ ସ୍ଥାନକୁ ଯିବେ। ଆଉ ଅହିମେଲକ ନାମକ ଜଣେ ଯାଜକଙ୍କୁ ଦାଉଦ ରୋଟି ମାଗିବେ, ସେତେବେଳେ ସେ ପବିତ୍ର ରୋଟି ତାହାଙ୍କୁ ଦେବେ। ତାପରେ ଏହି ସମସ୍ତ ବିଷୟ ଦାଉଦ ନୋବକୁ ଯିବାର, ଅହିମେଲକ ନାମକ ଯାଜକଙ୍କୁ ମିଶିବାର, ଏ ସମସ୍ତ ବିଷୟ ସେଠାରେ ଥିବା ସାଉଲଙ୍କର ଜଣେ ଯୁବା ଦୋଏଗ ନାମକ ଜଣେ ଯୁବା ଏ ସମସ୍ତ ବିଷୟ ଦେଖୁଥିବ। ଅହିମେଲକ ଯାଜକ ତାଙ୍କୁ ଖड्ग ଦେବାର, ରୋଟି ଦେବାର, ଏ ସମସ୍ତ ବିଷୟ ଦେଖି ଏ ସମସ୍ତ ବିଷୟ ସାଉଲଙ୍କୁ ଜଣାଇବ। ହେଲେ ଦାଉଦ ସେହି ସ୍ଥାନରୁ ଅହିମେଲକ ତାଙ୍କୁ ଖड्ग ଦେବାରୁ, ରୋଟି ଦେବାରୁ ସେହି ସ୍ଥାନରୁ ସେ ଗାଥରେ ପହଞ୍ଚିବେ। ଗାଥରେ ଆକିଶ ନିକଟକୁ ପଳାଇବେ, ଆକିଶ ନାମକ ରାଜା ନିକଟକୁ ପଳାଇବେ। ଆଉ ଆକିଶଙ୍କୁ ଭୟ କରିବାରୁ ସେଠାରେ ବାତୁଳ ପରି ସେ ଅଭିନୟ କରିବେ। ତାପରେ ସେଠାରୁ ଅଦୁଲମ ଗୁମ୍ପାକୁ ଚାଲିଯିବେ ଦାଉଦ। ଏହି ପ୍ରକାର ଦାଉଦଙ୍କର ଯାତ୍ରା। ହେଲେ ଦାଉଦଙ୍କୁ ଅହିମେଲକୁ ରୋଟି ଦେବାର, ଖड्ग ଦେବାର ଦେଖିଥିବା ଦୋଏଗ ସାଉଲଙ୍କୁ ଆସି ସମସ୍ତ ବିଷୟ ଜଣାଇଲା। ସେତେବେଳେ ସାଉଲ ଅହିମେଲକ ଯାଜକଙ୍କୁ ଆହୁରି କେତେକଙ୍କ ଯାଜକଙ୍କୁ ଡାକି କହିଲେ, ଆଉ ତୁମେ ଦାଉଦଙ୍କର ସପୋର୍ଟ କ'ଣ ଅଛ କହିଲେ ଅହିମେଲକ କହିବେ ସେ ତୁମର ଜୁଆଇଁ, ସେ ଉତ୍ତମ ବ୍ୟକ୍ତି ବୋଲି କହିବାରୁ ଆଉ ଏକ ଦୋଏଗ ଏଠାରେ କରୁଥିବା କାର୍ଯ୍ୟ ସକାଶେ ସେଠାରେ ଦେଖିଥିବା ବିଷୟ ଏଠାରେ ସାଉଲଙ୍କୁ କହିବାରୁ ଆଉ ସାଉଲ ସେହିଦିନ ମାନେ 22 ଅଧ୍ୟାୟରେ ପଢ଼ିଲେ 85 ଜଣ ଯାଜକମାନଙ୍କୁ ବଧ କରିବେ ସାଉଲ, କାରଣ ଦୋଏଗଙ୍କର କଥା ଶୁଣିବାରୁ। ଆଜି ମଣ୍ଡଳୀରେ ମଧ୍ୟ ଏହି ପ୍ରକାର ଲୋକମାନେ ଥିବେ, ଏଠାରେ କଥା ଶୁଣି ସେଠାରେ କହିବେ, ସେଠାରେ କଥା ଶୁଣି ଏଠାରେ କହିବେ, ସେମାନଙ୍କର କଥା ଶୁଣିଲେ ହିଁ ବିପଦ। ସେହି ପ୍ରକାର 23 ଅଧ୍ୟାୟ ମାନେ ଦେଖିଲେ କିହିଲା ଉପରକୁ ପଲେଷ୍ଟିୟ ମାନେ ଆସିଲେ ଆଉ ଦାଉଦ ସେମାନଙ୍କ ସହିତ ଯୁଦ୍ଧ କରି କିହିଲା ସହରକୁ ରକ୍ଷା କରିବେ। 23 ଅଧ୍ୟାୟରେ ଦେଖିବୁ। ତାପରେ 24 ଅଧ୍ୟାୟରେ ଆମେ ଦେଖିଲେ ଆଉ ଈଶ୍ୱର ସାଉଲଙ୍କୁ ଦାଉଦ ହସ୍ତରେ ସମର୍ପଣ କରିବେ, ମାତ୍ର ଦାଉଦ ସାଉଲଙ୍କୁ କିଛି କରିବେ ନାହିଁ। ଦାଉଦ ଥିବା ଗୁମ୍ଫା ନିକଟକୁ ସାଉଲ ଆସିବେ, ସେତେବେଳେ ଦାଉଦ ତାଙ୍କର ଛଗା ଦାଢ଼ି ଖାଟିବେ, ମାତ୍ର ସାଉଲଙ୍କୁ କିଛି କରିବେ ନାହିଁ। ତାପରେ ସାଉଲ ଗୁମ୍ଫା ନିକଟରୁ ଗଲାବେଳେ ଦାଉଦ ତାଙ୍କ ପଛେ ପଛେ ଯାଇ ସାଉଲଙ୍କୁ ଡାକିବେ ମହାରାଜ ପ୍ରଭୁ, ଆଉ ସାଉଲଙ୍କୁ ଡାକିବେ। ଆମେ ଦେଖିଥାଉ 26 ଅଧ୍ୟାୟ 8 ପଦରେ ସାଉଲଙ୍କୁ ଡାକି ସାଉଲଙ୍କ ନିକଟରେ ଦାଉଦ ଭୂମିଷ୍ଠ ପ୍ରଣାମ କରିବେ ଆଉ କହିବେ, ମୁଁ କୌଣସି ଭୁଲ କରିନାହିଁ, ମୋଠାରେ କୌଣସି ପ୍ରକାର ଅଧର୍ମ ନାହିଁ, କୌଣସି ମନ୍ଦ ନାହିଁ। ମନ୍ଦ ଥିଲେ ମୁଁ ତୁମକୁ ମାରି ଦେଇଥାନ୍ତି, ତୁମକୁ ମୋ ହସ୍ତରେ ସଦାପ୍ରଭୁ ରଖିଲେ, ମାତ୍ର ମୋଠାରେ ତୁମେ ସଦାପ୍ରଭୁଙ୍କର ଅଭିଷିକ୍ତ ଭକ୍ତି, ତୁମକୁ ମୁଁ ମାରିବି ନାହିଁ। ମୁଁ ତୁମର ଛଗା ଦାଢ଼ି କାଟିଲି, ମାତ୍ର ମୁଁ ତୁମକୁ ମାରି ନାହିଁ, ମୋଠାରେ କୌଣସି ଅଧର୍ମ ନାହିଁ। ଏ ସମସ୍ତ ବିଷୟ ଦାଉଦ ସେଠାରେ ସାଉଲଙ୍କୁ ଜଣାଇବେ। ତାପରେ ସାଉଲ ଏ ସମସ୍ତ ବିଷୟ ଶୁଣିଲା ପରେ ଆଉ ସାଉଲ ଉଚ୍ଚସ୍ୱରରେ ରୋଦନ କରିବେ। ଦେଖନ୍ତୁ, ଆଉ ସେଥିପାଇଁ ନୂତନ ନିୟମରେ ମଧ୍ୟ କୁହାଯାଇଛି, ଶତ୍ରୁଙ୍କୁ ପ୍ରେମ କର, ତାହା ହିଁ ତୁମେ ତାହାକୁ ଦେବା ଅତି ବଡ଼ ଦଣ୍ଡ। ଏଠାରେ ଦାଉଦ ସାଉଲ ମିଳିଲେ କହି ତାଙ୍କୁ ବଧ କଲେ ନାହିଁ, ତାଙ୍କୁ ଆହୁରି କହୁଛନ୍ତି ମୁଁ କୌଣସି ଭୁଲ କରେ ନାହିଁ, ମୋ ଉପରେ ତୁମେ ରାଗ ରଖିଛ ନା ବୋଲି କହିଲେ। ସେତେବେଳେ ସାଉଲ ରୋଦନ କରିବେ ଆଉ ସାଉଲ ସେଠାରେ ଦାଉଦଙ୍କୁ କହିବେ, ତୁମେ ମୋ ଠାରୁ ଅଧିକ ଧାର୍ମିକ, କାରଣ ମୁଁ ତୁମର ମନ୍ଦ କଲେ ହିଁ ତୁମେ ମୋର ଭଲ କରିଅଛ ବୋଲି କହିବେ। ତାପରେ 25 ଅଧ୍ୟାୟରେ ଆମମାନଙ୍କୁ ସାମୁଏଲଙ୍କର ମୃତ୍ୟୁ। ସାମୁଏଲ ଜଣେ ପ୍ରଧାନ ଯାଜକ, ଜଣେ ବିଚାରକର୍ତ୍ତା, ଭବିଷ୍ୟତ ବକ୍ତାର ଥିଲେ, ସେ ତାଙ୍କର ମୃତ୍ୟୁ 25 ଅଧ୍ୟାୟରେ ଆମେ ଦେଖିଥାଉ। ତାପରେ ସେହି ସମୟରେ ଆଉ ମାୟନ ସ୍ଥିତ ଜଣେ ଲୋକ କର୍ମିଲରେ ଏଠାରେ ଆଉ ଜଣେ ବ୍ୟକ୍ତି ଏମାନଙ୍କୁ ଦେଖାଯାଉଛନ୍ତି, ତାଙ୍କ ନାମ ହେଉଛି ନାବଲ ନାମକ ଜଣେ ବ୍ୟକ୍ତି। 25 ଅଧ୍ୟାୟରେ ନାବଲ ନାମକ ଜଣେ ମୂଢ଼ ବ୍ୟକ୍ତି,
ତାଙ୍କର ସ୍ତ୍ରୀ ମାତ୍ର ଜଣେ ଉତ୍ତମ ସ୍ତ୍ରୀ, ଅବିଗଲ ଜଣେ ଉତ୍ତମ ସ୍ତ୍ରୀ, ନାବଲ ମୂଢ଼ ମଧୁଆ। ଆଜି ଜଗତରେ ମଧ୍ୟ ଦେଖନ୍ତୁ, ଆଉ ସ୍ତ୍ରୀ ଉତ୍ତମ ହେଲା ବେଳକୁ ପୁରୁଷ ଉତ୍ତମ ହୋଇଥାନ୍ତି, ପୁରୁଷ ଉତ୍ତମ ହେଲା ବେଳକୁ ସ୍ତ୍ରୀ ଉତ୍ତମ ନୁହନ୍ତି। ଏହି ପ୍ରକାର ନାବଲ ଏଠାରେ ଏମାନଙ୍କୁ ଜଣେ ମୂଢ଼ ବ୍ୟକ୍ତି ରୂପେ ଦେଖାଯାଉଛନ୍ତି। ସେ ନାବଲ କରିଥିବା ଭୁଲ ସକାଶୁ ଅବିଗଲ ଯାଇ ଦାଉଦଙ୍କ ନିକଟରେ ଅବିଗଲ ଯାଇ ମୁଁ ଅପରାଧ କଲି କ୍ଷମା କର ବୋଲି କହିବେ। ଅବିଗଲ ନାବଲଙ୍କର ଭୁଲ ସକାଶୁ ଦାଉଦ କ୍ଷମା କରିବେ, ଦାଉଦ କିଛି କରିବେ ନାହିଁ ନାବଲଙ୍କୁ। ମାତ୍ର ପରେ ପରେ ଆମେ ଦେଖିଲେ 25 ଅଧ୍ୟାୟରେ ଆଉ ଈଶ୍ୱର ହିଁ ନାବଲଙ୍କୁ ଆଘାତ କରିବେ। ସେହି ପ୍ରକାର 26 ଅଧ୍ୟାୟ ଆମେ ଦେଖିଲେ ଦାଉଦଙ୍କୁ ପୁନର୍ବାର ସାଉଲଙ୍କ ପ୍ରାଣଦାନ। ଆଉ ଥରେ ସାଉଲ ଦାଉଦଙ୍କୁ ମିଳିବେ, ମାତ୍ର ସାଉଲଙ୍କୁ କିଛି କରିବେ ନାହିଁ। ଦାଉଦ କିଛି କରିବେ ନାହିଁ ସାଉଲଙ୍କୁ। 26 ଅଧ୍ୟାୟରେ ଆମେ ଦେଖିଥାଉ। ତାପରେ 27 ଅଧ୍ୟାୟ ଆମେ ଦେଖିଲେ ଆଉ ଦାଉଦ ପଲିଷ୍ଟିୟମାନଙ୍କ ମଧ୍ୟକୁ ଚାଲିଯିବେ। 27 ଅଧ୍ୟାୟରେ ସେଠାରେ ପ୍ରାୟ 1 ବର୍ଷ 4 ମାସ ରହିବେ। ଦାଉଦ ପଲିଷ୍ଟିୟମାନଙ୍କ ମଧ୍ୟକୁ ଯାଇ 1 ବର୍ଷ 4 ମାସ ରହିବେ। ସେଠାରେ ପଲିଷ୍ଟିୟମାନଙ୍କ ମଧ୍ୟରେ ସିକ୍ଲଗ ନାମକ ଏକ ସ୍ଥାନରେ ରହିବେ। ଆଖିସ୍କୁ କହିବେ ଆଉ ଦାଉଦ ମୁଁ ଆଉ ଏଇ ସ୍ଥାନରେ ରହିବାକୁ ଚାହୁଁଛି କହିଲେ ସିକ୍ଲଗ ନାମକ ସ୍ଥାନରେ ତୁମେ ରୁହ ବୋଲି କହିବେ। ଦାଉଦ ନାବଲର ସ୍ତ୍ରୀ ଅବିଗଲକୁ ବିବାହ କରି ଆଉ ସେଇ ସ୍ଥାନକୁ ଅବିଗଲକୁ ଆଉ ଏକ ସ୍ତ୍ରୀଙ୍କୁ 2 ଭାର୍ଯ୍ୟାଙ୍କୁ ଧରି ସିକ୍ଲଗକୁ ଚାଲିଯିବେ। ସିକ୍ଲଗରେ ଦାଉଦ ଏବେ ଥିବେ। ଦାଉଦ ସେଇ ସ୍ଥାନରେ ଥିଲାବେଳେ 28 ଅଧ୍ୟାୟ 29 ଅଧ୍ୟାୟ ମାନେ ଦେଖିଲେ ଆଉ ପଲିଷ୍ଟିୟମାନଙ୍କ ମଧ୍ୟରେ ଏବେ ଦାଉଦ ଅଛନ୍ତି। ଆଉ ପଲିଷ୍ଟିୟମାନେ ଏବେ ଇସ୍ରାଏଲମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିବେ। ଆଉ ସେହି ସମୟରେ ଦାଉଦ ଈଶ୍ୱରଙ୍କୁ ପଚାରିବେ ମୁଁ ମଧ୍ୟ ଯିବି କି? ଈଶ୍ୱର କହିବେ ଯାଅ ବୋଲି କହିବେ। ସେତେବେଳେ ଆଖିସ୍କୁ ପଚାରିବେ, ଆଖିସ୍ ମଧ୍ୟ ଯାଅ ବୋଲି କହିବେ। ସେହି ସମୟରେ ଆଉ ପଲିଷ୍ଟିୟମାନଙ୍କ ମଧ୍ୟରୁ ଜଣେ କହିବେ ଆଉ ଏଇ ରାଜା ଏଇ ଦାଉଦ ଏଇ ଜଣେ ଏବ୍ରିୟ, ଏଇ ଜଣେ ଇସ୍ରାଏଲୀୟ, ଆଉ ଇଏ ଯଦି ସେଟା ଗଲା ପରେ ସେମାନଙ୍କର ସପୋର୍ଟ ହେଲା ମାନେ ଆମର ପରିସ୍ଥିତି କ'ଣ ବୋଲି କହିବେ। ଆଖିସ୍ ପୁନର୍ବାର ଦାଉଦଙ୍କୁ କହିବେ ନାଇଁ ତୁମେ ଆସ ନାହିଁ ବୋଲି କହିବେ। କହିବାରୁ ଆଉ ଥରେ ଦାଉଦ ସିକ୍ଲଗକୁ ଫେରିବାକୁ ଯିବେ। ଏବେ ଦାଉଦ ପଲିଷ୍ଟିୟମାନଙ୍କ ସହିତ ମିଶି ଇସ୍ରାଏଲମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଥିଲେ, ମାତ୍ର ଆଖିସ୍ ମନା କରିବେ। ପରେ ମନା କଲେ ଦାଉଦ ପୁନର୍ବାର ସିକ୍ଲଗକୁ ଯିବା ପାଇଁ ପ୍ରସ୍ତୁତ ହେବେ। ଏ ସମସ୍ତ ବିଷୟ 28 ଅଧ୍ୟାୟ 29 ଅଧ୍ୟାୟରେ ଆମେ ଦେଖିଥାଉ। ଆଉ ସିକ୍ଲଗକୁ ଯିବାକୁ ଗଲାବେଳକୁ ଆଉ କେତେକ ଲୋକମାନେ ଅମାଲେକୀୟମାନେ ସିକ୍ଲଗ ଉପରେ ପଡ଼ି ସିକ୍ଲଗରେ ଥିବା ଲୋକମାନଙ୍କୁ ବନ୍ଦୀ କରି ନେଇଯାଉଥିବେ। ସିକ୍ଲଗରେ ଥିବା ସମସ୍ତ ବିଷୟକୁ ଲୁଟ୍ କରି ନେଇଯାଉଥିବେ। ସିକ୍ଲଗରେ ଦାଉଦଙ୍କର ଭାର୍ଯ୍ୟାମାନେ 2 ଭାର୍ଯ୍ୟାଙ୍କୁ ମଧ୍ୟ ଅମାଲେକୀୟମାନେ ବନ୍ଦୀ କରି ନେଇଯିବେ। ଆଉ ଦାଉଦଙ୍କ ସହିତ କେତେକ ଲୋକ ଯାଇଥିବେ, ସେମାନେ ସମସ୍ତେ ଫେରିଆସି ସିକ୍ଲଗରେ ଦେଖିଲା ବେଳକୁ ଆଉ ଏଇ ପ୍ରକାର ଅବସ୍ଥା ଘଟିଅଛି। ତାପରେ ସେତେବେଳେ ଦାଉଦ ପୁନର୍ବାର ଈଶ୍ୱରଙ୍କୁ ପଚାରିବେ କ'ଣ କରିବା କହିଲେ ଈଶ୍ୱର କହିବେ ଶୀଘ୍ର ସେମାନଙ୍କ ପଛେ ଯାଅ ବୋଲି କହିଲେ। ଆଉ ଦାଉଦ ଅମାଲେକୀୟମାନଙ୍କ ପଛରେ ଯିବେ। ସେମାନଙ୍କୁ ଦାଉଦଙ୍କ ସହ ଆଉ 400 ଲୋକ ଯିବେ। 400 ଲୋକରୁ 200 ଲୋକ ଅଧା ମଝିରେ ହିଁ ରହିଯିବେ। 200 ଲୋକ 30 ଅଧ୍ୟାୟରେ ଆମେ ଦେଖିଲେ 200 ଲୋକ କ୍ଳାନ୍ତ ହୋଇ ଅଧା ମଝିରେ ହିଁ ରହିଯିବେ। ଆଉ 200 ଲୋକ ଦାଉଦ ଯିବେ ଅମାଲେକୀୟମାନଙ୍କ ସହିତ ଯୁଦ୍ଧ କରି ଆଉ ସମସ୍ତ ସେମାନେ ଯାହା ଯାହା ବନ୍ଦୀ କରି ନେଇଯାଇଥିଲେ ସବୁ ଆଣିବେ। ଭାର୍ଯ୍ୟାମାନଙ୍କୁ ସମସ୍ତଙ୍କୁ ଆଣିବେ। ଆଣିଲା ବେଳେ ଆଉ ଏମାନଙ୍କ ସହିତ କେତେକ ଦୁଷ୍ଟ ଲୋକ କହିବେ ଆମେ ଯାଇ ଆଣିଲୁ ଆଉ ଏମାନେ ମଝିରେ ରହିଗଲେ ଏମାନଙ୍କୁ ଦେବା ନାହିଁ ବୋଲି କହିବେ। ସେତେବେଳେ ଦାଉଦ ଗୋଟେ ଉତ୍ତମ ନ୍ୟାୟ ବିଷୟ କହିବେ, ତାହା ଦେଖନ୍ତୁ 30 ଅଧ୍ୟାୟ 23 ପଦରେ। ଏଥିରେ ଦାଉଦ ସେମାନଙ୍କୁ କହିଲେ ହେ ମୋର ଭାତୃଗଣ, ଯେଉଁ ସଦାପ୍ରଭୁ ଆମମାନଙ୍କୁ ରକ୍ଷା କରି ଆମମାନଙ୍କ ପିତୃକୁଳଗାମୀ ସୈନ୍ୟ ଦଳକୁ ଆମମାନଙ୍କ ହସ୍ତରେ ସମର୍ପଣ କଲେ, ସେ ଏମାନଙ୍କୁ ଯାହା ଦେଇଅଛନ୍ତି ତାହା ନେଇ ତୁମମାନଙ୍କର ଏ ରୂପ କରିବା ଉଚିତ ନୁହେଁ। ଆଉ 26 ପଦରେ ପୁଣି ଏ ବିଷୟରେ ତୁମମାନଙ୍କର କଥା କିଏ ଶୁଣିବ? କାରଣ ଯୁଦ୍ଧରୁ ଗମନକାରୀ ଲୋକ ଯେପରି ଆପଣା ଅଂଶ ପାଇବ, ସାମଗ୍ରୀ ନିକଟରେ ରହିବା ଲୋକ ସେପରି ଅଂଶ ପାଇବ। ସେମାନେ ସମାନ ଅଂଶ ପାଇବେ, ସମସ୍ତେ ସମାନ ଅଂଶ ପାଇବେ ବୋଲି ଏଠାରେ ଦାଉଦ କହିବାର ମାନେ ଦେଖିଥାଉ। ତାପରେ ଏବେ ଇସ୍ରାଏଲମାନଙ୍କ ଉପରୁ ପଲିଷ୍ଟିୟମାନେ ଯୁଦ୍ଧ କରିବାକୁ ଯାଉଛନ୍ତି। ପଲିଷ୍ଟିୟମାନେ ଇସ୍ରାଏଲମାନଙ୍କୁ ଯୁଦ୍ଧ କରିବେ। ସେଥିରେ ସାଉଲଙ୍କର 3 ପୁତ୍ର ମରିଯିବେ। ଏବେ ସାଉଲ ମଧ୍ୟ ଭାବିବେ ପଲିଷ୍ଟିୟମାନେ ମୋତେ ମାରିବେ, ପଲିଷ୍ଟିୟମାନଙ୍କ ହସ୍ତରେ ମୁଁ ମରିବା ଅପେକ୍ଷା ଜଣେ ଅସ୍ତ୍ରବାହକକୁ କହିବେ ତୁମେ ମୋତେ ବଧ କର ବୋଲି,
अस्त्रवाहक बहय କରି ସାଉଲଙ୍କୁ ବଧ କରିବେ ନାହିଁ। ସାଉଲ ନିଜେ ପଡ଼ି ମରିଯିବେ, ନିଜେ ଖड्ग ଉପରେ ପଡ଼ି ମରିଯିବେ। ତାପରେ ପଲିଷ୍ଟିୟମାନେ ଆସି ସାଉଲଙ୍କୁ ଦେଖି ସାଉଲଙ୍କର ମୁଣ୍ଡ ଅଲଗା କରି ଆଉ ଏ ସମସ୍ତ ବିଷୟ ଆମେ 31 ଅଧ୍ୟାୟରେ ଦେଖିଥାଉ। 31 ଅଧ୍ୟାୟରେ ସାଉଲଙ୍କର ମୃତ୍ୟୁ ଆମେ ଦେଖିଥାଉ। ସାଉଲଙ୍କର ମୁଣ୍ଡକୁ ଧରି ତାପରେ ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେ ରାତ୍ରି ଯାକ ଗମନ କରି ସାଉଲଙ୍କର ତାଙ୍କର ପୁତ୍ରମାନଙ୍କ ଶରୀର ବୈଶାନ ପ୍ରାଚୀରରୁ ଜାବେସକୁ ନେଇ ସେଠାରେ ସେସବୁ ଦଗ୍ଧ କଲେ। ପୁଣି ସେମାନେ ସେମାନଙ୍କର ଅସ୍ଥି ନେଇ ଜାବେସସ୍ଥ ଝାଉଁ ବୃକ୍ଷ ତଳେ ପୋତିଦେଲେ। 7 ଦିନ ଉପବାସ କଲେ। এই সমস্ত বিষয় ଆମେ 31 ଅଧ୍ୟାୟରେ ଦେଖୁ। ସାଉଲଙ୍କର ମୃତ୍ୟୁ ଅନେକ ବିଷୟ ମାନେ ସାମୁଏଲଙ୍କ ପ୍ରଥମ ପୁସ୍ତକରେ ଆମେ ଜାଣିଲୁ। ସାମୁଏଲଙ୍କ ପ୍ରଥମ ପୁସ୍ତକରେ ଏଠାରେ ମୁଖ୍ୟ ବ୍ୟକ୍ତି କେଉଁମାନେ ମାନେ ଦେଖିଲେ, ଲେଖକ କିଏ ଆମେ ଦେଖିଲୁ, ଆଉ ରାଜାମାନଙ୍କର ବ୍ୟବସ୍ଥା କିପରି ଆରମ୍ଭ ହେଲା, ବିଚାରକର୍ତ୍ତାମାନଙ୍କ ବ୍ୟବସ୍ଥା ଥିଲା, ରାଜାମାନଙ୍କର ବ୍ୟବସ୍ଥା କିପରି ଆରମ୍ଭ ହେଲା, ଏ ସମସ୍ତ ବିଷୟ ଆମେ ଦେଖିଲୁ। ଆହୁରି ଅଧିକ ରୂପେ ବାଇବେଲର ବିଷୟ ଗୁଡ଼ିକ ଜାଣିବା ପାଇଁ ଆଉ ଆଗ୍ରହ ପ୍ରକାଶ କରନ୍ତୁ। ସମସ୍ତେ ଆତ୍ମିକ ଜୀବନରେ ଆବଶ୍ୟକ ବିଷୟ ମାନେ ଜାଣିବାର ଅଛି। ଆହୁରି ବାଇବେଲକୁ ଅଧିକ ରୂପେ ମାନେ ଆଲୋଚନା କରିବାର ଅଛି। ଏ ସଙ୍ଗେ ସଙ୍ଗେ ଆଉ ତୁମେମାନେ ଏକ ଭିଡ଼ିଓ ଦେଖିବା ପରେ ଆହୁରି ଆତ୍ମୀୟ ବିଷୟ ଜାଣିବା ନିମନ୍ତେ ଏକ ଡକ୍ଟର ଅଫ୍ ମାଇ ହେଭେନଲି ଫାଦର ନାମକ ଆମ ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆହୁରି ଅଧିକ ବିଷୟମାନ ଜାଣନ୍ତୁ। ସମସ୍ତଙ୍କୁ ଈଶ୍ୱରଙ୍କ ନାମରେ